ନମସ୍କାର। ଆମେ ତାରିଖ କିମ୍ବା ନାମ ଭିତରକୁ ଯିବା ପୂର୍ବରୁ ଚାଲନ୍ତୁ ମୁହୂର୍ତ୍ତେ ପାଇଁ ଗୋଟେ କଳ୍ପନା କରିବା। ଏକ ଏପରି ଅଞ୍ଚଳ ଯାହାର ଗୌରବମୟ ଇତିହାସକୁ ମାନେ ଔପନିବେଶିକ ଶାସନର ଓଜନ ତଳେ ଚାପି ଦିଆଯାଇଥିଲା। ତେବେ ଗୋଟେ ଜାତି ନିଜର ସ୍ୱର କେମିତି ଫେରିପାଏ? ଆଜିର ଏହି ଆଲୋଚନାରେ ଆମେ କେବଳ ଇତିହାସର ପୃଷ୍ଠା ଉଲଟାଇବାନି, ବରଂ ଓଡ଼ିଶାର ସ୍ୱାଧୀନତା ଯାତ୍ରାର ହୃଦୟସ୍ପନ୍ଦନକୁ ଅନୁଭବ କରିବାକୁ ଚେଷ୍ଟା କରିବା। ଆଉ ଆମେ ଆରମ୍ଭ କରିବା ସେହି ପ୍ରାରମ୍ଭିକ ପର୍ଯ୍ୟାୟରୁ, ଯେଉଁଠି ବିଦ୍ରୋହର ପ୍ରଥମ ମଞ୍ଜି ପୋତା ଯାଇଥିଲା। ହଁ, ଆଉ ଆଜିର ଆଲୋଚନା ପାଇଁ ଆମ ପାଖରେ ଯେଉଁ ତଥ୍ୟ ଅଛି ସେଗୁଡ଼ିକ ବେଶ୍ ଚିତ୍ତାକର୍ଷକ। ସାଧାରଣତଃ ଆମେ ସ୍ୱାଧୀନତା ସଂଗ୍ରାମ କହିଲେ 1900 ପରର କଥା ଭାବୁ, ଗାନ୍ଧୀ, କଂଗ୍ରେସ ଏସବୁ। କିନ୍ତୁ ଆଜିର ତଥ୍ୟ ଆମକୁ ତାଠାରୁ ବହୁତ ପଛକୁ ନେଇଯାଉଛି। ଏହା ଦେଖାଉଛି ଯେ ପ୍ରତିରୋଧର ପ୍ରଥମ ସ୍ପୁଲିଂ ବହୁ ଆଗରୁ ସୃଷ୍ଟି ହୋଇସାରିଥିଲା, ଆଉ ସେଇଟା ହିଁ ପରବର୍ତ୍ତୀ ଆନ୍ଦୋଳନ ପାଇଁ ମୂଳଦୁଆ ପକାଇଥିଲା। ଆମେ 3ଟି ପର୍ଯ୍ୟାୟ ଉପରେ ଦୃଷ୍ଟି ଦେବା: ସ୍ୱଦେଶୀ, ଅସହଯୋଗ ଆଉ ଆଇନ ଅମାନ୍ୟ ଆନ୍ଦୋଳନ। କିନ୍ତୁ ଆଜି ଆମର ଧ୍ୟାନ ରହିବ ସେହି ପ୍ରଥମ ସ୍ପୁଲିଂ ଉପରେ। ଠିକ୍। ତେବେ ଆସନ୍ତୁ ସେହି ପ୍ରଥମ ସ୍ଫୁଳିଙ୍ଗରୁ ହିଁ ଆରମ୍ଭ କରିବା। ଆମେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ କଥା କହୁ, ସାଧାରଣତଃ 1900 ମସିହା ପରଠାରୁ ଗଣନା କରୁ। କିନ୍ତୁ ଏ ତଥ୍ୟ କହୁଛି ଯେ କାହାଣୀ ତାଠାରୁ ବହୁତ ପୁରୁଣା। ତେବେ 1817 ମସିହାର ସେହି ଖୋର୍ଦ୍ଧା ବିଦ୍ରୋହ, ଯାହାକୁ ପାଇକ ବିଦ୍ରୋହ କୁହାଯାଏ, ସେଇଠୁ କ'ଣ ଆରମ୍ଭ ହୋଇଥିଲା ପ୍ରକୃତ ସଂଘର୍ଷ? ଏକଦମ ଠିକ୍ କହିଲେ। 1817ର ପାଇକ ବିଦ୍ରୋହ କେବଳ ଗୋଟେ ଘଟଣା ନଥିଲା, ସେଇଟା ଥିଲା ଗୋଟେ ଘୋଷଣା। ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ୱରେ ହୋଇଥିବା ଏହି ବିଦ୍ରୋହକୁ ଅନେକ ଐତିହାସିକ ଓଡ଼ିଶାରେ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ବୋଲି କହନ୍ତି। ଆଉ ଏଇଟା ଗାନ୍ଧୀ ଯୁଗର ବହୁତ ଆଗରୁ ବ୍ରିଟିଶ ଶାସନ ବିରୁଦ୍ଧରେ ଏକ ବଡ଼ ସଶସ୍ତ୍ର ପ୍ରତିରୋଧ ଥିଲା। ଏହା କୌଣସି ଆକସ୍ମିକ ବିସ୍ଫୋରଣ ନଥିଲା, ବରଂ ବର୍ଷ ବର୍ଷ ଧରି ଚାଲିଥିବା ଅନ୍ୟାୟ ଆଉ ଶୋଷଣ ବିରୁଦ୍ଧରେ ଏକ ସଂଗଠିତ ପ୍ରତିକ୍ରିୟା ଥିଲା। କିନ୍ତୁ ସେମାନେ ପ୍ରକୃତରେ କେଉଁ କଥାକୁ ନେଇ ଲଢ଼ୁଥିଲେ? ଏହା କ'ଣ କେବଳ ଟ୍ୟାକ୍ସ ବଢ଼ିବା କଥା ଥିଲା, ନା ଏହା ପଛରେ କିଛି ଗଭୀର କାରଣ ଥିଲା? ପ୍ରଶ୍ନଟି ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଏହା କେବଳ ଟ୍ୟାକ୍ସ କଥା ନଥିଲା। ଏହା ଥିଲା ସମ୍ମାନ, ପରିଚୟ ଆଉ ଜୀବିକାର ଲଢ଼େଇ। ପାଇକମାନେ ଥିଲେ ଖୋର୍ଦ୍ଧା ରାଜାଙ୍କର ପାରମ୍ପରିକ ସୈନିକ। ବ୍ରିଟିଶମାନେ ଆସିବା ପରେ ସେମାନଙ୍କର ନିଷ୍କର ଜମି ଛଡ଼େଇ ନେଲେ, ଲୁଣ ଉପରେ କଟକଣା ଲଗେଇଲେ ଆଉ ଖୋର୍ଦ୍ଧା ରାଜାଙ୍କୁ ବି ଅପମାନିତ କଲେ। ତେଣୁ ଏହା ସେମାନଙ୍କର ଅର୍ଥନୀତି ଆଉ ସମ୍ମାନ ଉପରେ ଗୋଟିଏ ସିଧାସଳଖ ଆକ୍ରମଣ ଥିଲା। ସେଥିପାଇଁ ପାଇକ ବିଦ୍ରୋହ ଥିଲା ନିଜର ଅଧିକାର ଆଉ ସ୍ୱାଭିମାନ ପାଇଁ ଏକ ଯୁଦ୍ଧ। ଆଚ୍ଛା, ତାମାନେ ଏହି ବିଦ୍ରୋହ ଗୋଟେ ମନୋବୈଜ୍ଞାନିକ ପ୍ରଭାବ ଛାଡ଼ିଯାଇଥିବ। ଯଦିଓ ବ୍ରିଟିଶମାନେ ଏହାକୁ ଦମନ କରିଦେଲେ, ତଥାପି ଏହାର ସ୍ମୃତି ତ ଲୋକଙ୍କ ମନରେ ରହିଯାଇଥିବ। ନିଶ୍ଚିତ ଭାବରେ ଏହା ହିଁ ଏହାର ସବୁଠୁ ବଡ଼ ଅବଦାନ। ଏହା ଓଡ଼ିଶାରେ ଗୋଟେ ବିଦ୍ରୋହର ପରମ୍ପରା ସ୍ଥାପନ କଲା। ଏହା ଦେଖେଇଲା ଯେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବା ସମ୍ଭବ, ଆଉ ପରବର୍ତ୍ତୀ ପିଢ଼ିର ସଂଗ୍ରାମୀମାନଙ୍କ ପାଇଁ ଏହା ଏକ ପ୍ରେରଣାର ଉତ୍ସ ହୋଇଗଲା। ଯେତେବେଳେ ବି ଲୋକେ ବ୍ରିଟିଶ ଶାସନ ବିରୁଦ୍ଧରେ ଠିଆ ହେବାକୁ ଭାବୁଥିଲେ, ସେମାନଙ୍କର ମନରେ ବକ୍ସି ଜଗବନ୍ଧୁ ଆଉ ପାଇକମାନଙ୍କର ସାହସର କାହାଣୀ ନିଶ୍ଚୟ ଆସୁଥିବ। ଏହା ଏକ ବଡ଼ ପରିବର୍ତ୍ତନ। 1817ରେ ଲୋକେ ଖଣ୍ଡା ଧରି ଲଢ଼ୁଥିଲେ, ଆଉ ପ୍ରାୟ 90 ବର୍ଷ ପରେ 1905ରେ ସଂଗ୍ରାମର ସ୍ୱରୂପ ପୁରା ବଦଳି ଯାଇଥିଲା। ଏହି ରଣନୀତିର ପରିବର୍ତ୍ତନ ପଛରେ କ'ଣ କାରଣ ଥାଇପାରେ? ଉତ୍ସଗୁଡ଼ିକ ଏ ବିଷୟରେ କିଛି କହୁଛି କି? ହଁ, ଏହି ପରିବର୍ତ୍ତନ ହିଁ ଆଧୁନିକ ସଂଗ୍ରାମର ଆରମ୍ଭକୁ ସୂଚାଉଛି। ଦେଖନ୍ତୁ, 19ବିଂଶ ଶତାବ୍ଦୀର ଶେଷ ଭାଗରେ ଶିକ୍ଷାର ପ୍ରସାର, ସମ୍ବାଦପତ୍ରର ଆବିର୍ଭାବ ଆଉ ଜାତୀୟ ସ୍ତରରେ କଂଗ୍ରେସର ଗଠନ, ଏସବୁ ଲୋକଙ୍କ ଚିନ୍ତାଧାରାକୁ ବଦଳେଇ ଦେଇଥିଲା। ଲୋକେ ବୁଝିପାରିଲେ ଯେ କେବଳ ସଶସ୍ତ୍ର ବିଦ୍ରୋହ ଦ୍ୱାରା ଏତେ ବଡ଼ ସାମ୍ରାଜ୍ୟକୁ ହରାଇବା ସହଜ ନୁହେଁ। ଏଥିପାଇଁ ଏକ ସଂଗଠିତ, ବ୍ୟାପକ ଆଉ ଜନ ଆଧାରିତ ଆନ୍ଦୋଳନ ଦରକାର। ଆଉ ଏହାର ପ୍ରଥମ ପ୍ରତିଫଳନ ଦେଖିବାକୁ ମିଳିଲା ସ୍ୱଦେଶୀ ଆନ୍ଦୋଳନରେ। ଠିକ୍। ତେବେ ଆସନ୍ତୁ ସେହି ସ୍ୱଦେଶୀ ଆନ୍ଦୋଳନ କଥାକୁ ଆସିବା। ତଥ୍ୟ ଅନୁସାରେ 20 ଅଗଷ୍ଟ 1905ରେ କଟକ ମ୍ୟୁନିସିପାଲ ହଲରେ ଏକ ବଡ଼ ବିରୋଧ ସଭା ହୋଇଥିଲା। ଏହା ହିଁ କ'ଣ ଓଡ଼ିଶାରେ ଆଧୁନିକ ସଂଗ୍ରାମର ଆନୁଷ୍ଠାନିକ ଆରମ୍ଭ ଥିଲା? ଗୋଟେ ପ୍ରକାରରେ ଏହି ସଭାଟି ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା, କାରଣ ଏହା ଲୁଚାଛପାରେ ହେଉନଥିଲା।
ଏହା ଥିଲା ଖୋଲାଖୋଲି ସର୍ବସାଧାରଣରେ ବ୍ରିଟିଶ ନୀତି ବିରୁଦ୍ଧରେ ଏକ ଶକ୍ତିଶାଳୀ ପ୍ରଦର୍ଶନ। ଆଉ ଏହାର ଅଧ୍ୟକ୍ଷତା କରିଥିଲେ ଜଣେ ବଡ଼ ଓକିଲ ବାବୁ ଜାନକୀନାଥ ବୋଷ। ଆଚ୍ଛା, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବାପା? ଏକଦମ। ଏହା ହିଁ ଦର୍ଶାଉଛି ଯେ ଏହି ଆନ୍ଦୋଳନ ସମାଜର ଶିକ୍ଷିତ ଆଉ ପ୍ରଭାବଶାଳୀ ବର୍ଗଙ୍କର ସମର୍ଥନ ପାଇସାରିଥିଲା। ହଁ, ତଥ୍ୟରେ ବିଶ୍ୱନାଥ କର ଏବଂ ଧୀରେନ୍ଦ୍ରନାଥ ଚୌଧୁରୀଙ୍କ ଭଳି ଆଉ କିଛି ନାମ ମଧ୍ୟ ଅଛି। ଆଉ ଏହି ନାମଗୁଡ଼ିକ ବି ଗୁରୁତ୍ୱପୂର୍ଣ୍ଣ। ଯେମିତିକି ବିଶ୍ୱନାଥ କର କେବଳ ଜଣେ ନେତା ନଥିଲେ, ସେ ସେତେବେଳର ପ୍ରତିଷ୍ଠିତ ପତ୍ରିକା ଉତ୍କଳ ସାହିତ୍ୟର ସମ୍ପାଦକ ଥିଲେ। ତେଣୁ ସେ କେବଳ ମଞ୍ଚରୁ ନୁହେଁ, କଲମ ମୁନରେ ମଧ୍ୟ ଲଢ଼ୁଥିଲେ। ଏହା ଦର୍ଶାଉଛି ଯେ ଏ ଆନ୍ଦୋଳନ କେମିତି ରାଜନୀତି ସହିତ ସାହିତ୍ୟ ଆଉ ବୁଦ୍ଧିଜୀବୀ ସ୍ତରରେ ବି ବ୍ୟାପିଥିଲା। ଏହା ଏକ ବହୁମୁଖୀ ଆନ୍ଦୋଳନ ଥିଲା, ଯେଉଁଠି ଓକିଲ, ଶିକ୍ଷକ, ସାହିତ୍ୟିକ ସମସ୍ତେ ଏକାଠି ହୋଇଥିଲେ। ପାଇକ ବିଦ୍ରୋହ ଯଦି ସୈନିକମାନଙ୍କର ବିଦ୍ରୋହ ଥିଲା, ତେବେ ସ୍ୱଦେଶୀ ଆନ୍ଦୋଳନ ଥିଲା ସାଧାରଣ ନାଗରିକ ଆଉ ବୁଦ୍ଧିଜୀବୀଙ୍କର ଆନ୍ଦୋଳନ। ଆଚ୍ଛା, ମୁଁ ଏହି ଅର୍ଥନୈତିକ ଦିଗଟିକୁ ନେଇ ବେଶ୍ ଆଗ୍ରହୀ। ରାଜନୈତିକ ବୀରତ୍ୱ ଗୋଟିଏ କଥା, କିନ୍ତୁ ଯେତେବେଳେ ଆନ୍ଦୋଳନ ସାଧାରଣ ଲୋକଙ୍କର ପକେଟ ଆଉ ରୋଜଗାର ଉପରେ ପ୍ରଭାବ ପକାଏ, ସେତେବେଳେ ହିଁ ତାହା ବାସ୍ତବ ରୂପ ନିଏ। ଉତ୍ସଗୁଡ଼ିକ ଏହି ବୁଣାକାରମାନଙ୍କର କାହାଣୀକୁ କେମିତି ଦେଖାଉଛି? ଏହା ହିଁ ସ୍ୱଦେଶୀ ଆନ୍ଦୋଳନର ସବୁଠୁ ଶକ୍ତିଶାଳୀ ଦିଗ ଥିଲା। ଏହାର ମୂଳମନ୍ତ୍ର ଥିଲା ବିଦେଶୀ ବର୍ଜନ କର, ସ୍ୱଦେଶୀ ଗ୍ରହଣ କର। ଏହାର ସିଧାସଳଖ ପ୍ରଭାବ ପଡ଼ିଲା ବୁଣାକାରମାନଙ୍କ ଉପରେ। ସମ୍ବଲପୁର, ବାଣପୁର, ସୁକିନ୍ଦା ଆଉ ବାସୁଦେବପୁର ଭଳି ବୁଣାକାର କେନ୍ଦ୍ରଗୁଡ଼ିକ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଲା। ବ୍ରିଟିଶ ମିଲ୍ ଲୁଗା କାରଣରୁ ଯେଉଁ ବୁଣାକାରମାନେ ନିଜର ଜୀବିକା ହରାଇ ବସିଥିଲେ, ସେମାନଙ୍କୁ ଗୋଟେ ନୂଆ ଆଶା ମିଳିଲା। ରିପୋର୍ଟ କହୁଛି ଯେ ଉତ୍କଳ ଦୀପିକା ଭଳି ସମ୍ବାଦପତ୍ର ମଧ୍ୟ ଏହି ହସ୍ତତନ୍ତ୍ର ବସ୍ତ୍ର ଉତ୍ପାଦନ ବଢ଼ିବା ବିଷୟରେ ଖବର ଛାପୁଥିଲା। କିନ୍ତୁ ପ୍ରକୃତରେ ଏହା କେତେ ପ୍ରଭାବଶାଳୀ ଥିଲା? ମାନେ, ଓଡ଼ିଶାର କିଛି ଅଞ୍ଚଳରେ ଲୁଗା ବର୍ଜନ କରିବା ଦ୍ୱାରା ବ୍ରିଟିଶ ସାମ୍ରାଜ୍ୟର ଅର୍ଥନୀତି ଉପରେ କ'ଣ ସତରେ କିଛି ବଡ଼ ପ୍ରଭାବ ପଡ଼ିଥିବ, ନା ଏହା କେବଳ ଗୋଟେ ପ୍ରତୀକାତ୍ମକ ବିରୋଧ ଥିଲା? ଏହା ଏକ ଚମତ୍କାର ପ୍ରଶ୍ନ। ଦେଖନ୍ତୁ, ଏକଥା ସତ ଯେ ଓଡ଼ିଶାର ବୟକଟ୍ ଦ୍ୱାରା ମାଞ୍ଚେଷ୍ଟରର କପଡ଼ା ମିଲ୍ ବନ୍ଦ ହୋଇଯାଇ ନଥିବ, କିନ୍ତୁ ଏହାର ପ୍ରଭାବକୁ ଆମକୁ ଦୁଇଟି ସ୍ତରରେ ଦେଖିବାକୁ ପଡ଼ିବ। ପ୍ରଥମତଃ, ସ୍ଥାନୀୟ ସ୍ତରରେ ଏହା ଏକ ବଡ଼ ଅର୍ଥନୈତିକ ପରିବର୍ତ୍ତନ ଆଣିଲା। ଏହା ସ୍ଥାନୀୟ କାରିଗରଙ୍କୁ ରୋଜଗାର ଦେଲା। ଆଉ ଦ୍ୱିତୀୟ, ଯାହାକି ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାହା ହେଲା ଏହାର ପ୍ରତୀକାତ୍ମକ ଶକ୍ତି। ଯେତେବେଳେ ଧନୀ ଆଉ ପ୍ରଭାବଶାଳୀ ଲୋକମାନେ ବିଦେଶୀ ସୁଟ୍ ଛାଡ଼ି ବ୍ରହ୍ମପୁର ପାଟ କିମ୍ବା ମାଣିଆବନ୍ଧ ଶାଢ଼ୀ ପିନ୍ଧି ସଭାକୁ ଗଲେ, ଏହା ଏକ ଶକ୍ତିଶାଳୀ ବାର୍ତ୍ତା ଦେଲା। ବାଃ, ତା ମାନେ ପୋଷାକ ଏକ ରାଜନୈତିକ ପରିଚୟ ପାଲଟିଗଲା। ଏକଦମ। ଟିକେ ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆପଣ ସକାଳୁ ଉଠି କେଉଁ ଶାଢ଼ୀ ବା ଧୋତି ପିନ୍ଧିବେ, ସେହି ସାଧାରଣ ନିଷ୍ପତ୍ତିଟି ବି ଏକ ପ୍ରକାର ଦେଶପ୍ରେମର ପରିଚୟ ପାଲଟିଗଲା। ଏହା ଲୋକଙ୍କ ଭିତରେ ଗୋଟେ ସାଂସ୍କୃତିକ ଗର୍ବ ଆଉ ଏକତାର ଭାବନା ସୃଷ୍ଟି କଲା। ଲୋକେ ଅନୁଭବ କଲେ ଯେ ସେମାନେ ନିଜର ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପରିବର୍ତ୍ତନ ଆଣି ବି ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇପାରିବେ। ଏହା ହିଁ ଥିଲା ଏହି ଆନ୍ଦୋଳନର ପ୍ରକୃତ ସଫଳତା। ତା ମାନେ ସେମାନେ ନିଜର ଅସ୍ତ୍ର ବଦଳାଇ ଦେଇଥିଲେ। ଖଣ୍ଡା ବଦଳରେ ଚରଖା ଆଉ ମାକୁକୁ ଅସ୍ତ୍ର ଭାବରେ ବ୍ୟବହାର କରୁଥିଲେ। କିନ୍ତୁ ଆମ ପାଖରେ ଥିବା ତଥ୍ୟ କହୁଛି ଯେ ଆଉ ଗୋଟେ ଅସ୍ତ୍ର ତିଆରି କରାଯାଉଥିଲା, ଯାହା ସିଧାସଳଖ ଲୋକଙ୍କର ମନ ଆଉ ଚିନ୍ତାଧାରା ଉପରେ କାମ କରିବାର ଥିଲା। ଆପଣ ସତ୍ୟବାଦୀ ବନ ବିଦ୍ୟାଳୟ କଥା କହୁଛନ୍ତି। 12 ଅଗଷ୍ଟ 1909ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱାରା ପୁରୀର ସାକ୍ଷୀଗୋପାଳରେ ଏହାର ସ୍ଥାପନା ଏକ ଯୁଗାନ୍ତକାରୀ ପଦକ୍ଷେପ ଥିଲା। ଗୋପବନ୍ଧୁ ଆଉ ତାଙ୍କର ସାଥୀମାନେ ବୁଝିପାରିଥିଲେ ଯେ ପ୍ରକୃତ ସ୍ୱାଧୀନତା କେବଳ ରାଜନୈତିକ ସ୍ତରରେ ଆସିବନି। ଏଥିପାଇଁ ଏକ ଏପରି ପିଢ଼ି ତିଆରି କରିବାକୁ ପଡ଼ିବ, ଯାହାର ଚିନ୍ତାଧାରା ସ୍ୱାଧୀନ ହେବ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସେତେବେଳେ ତ ବ୍ରିଟିଶ ସରକାରଙ୍କର ସ୍କୁଲ କଲେଜ ଥିଲା, ତେବେ ଏକ ନୂଆ ବିଦ୍ୟାଳୟର ଆବଶ୍ୟକତା କାହିଁକି ପଡ଼ିଲା? ତାହେଲେ କ'ଣ ଆମେ ଏମିତି କହିପାରିବା ଯେ ସତ୍ୟବାଦୀରେ ପ୍ରକୃତ ବିପ୍ଳବ ପାଠ୍ୟକ୍ରମରେ ନଥିଲା, ବରଂ ପଢ଼େଇବାର ଶୈଳୀରେ ଥିଲା? ବ୍ରିଟିଶ ଶାସନ ଆଦେଶ ପାଳନ କରୁଥିବା ଲୋକ ଚାହୁଁଥିଲା, କିନ୍ତୁ ଗୋପବନ୍ଧୁ ପ୍ରଶ୍ନ ପଚାରୁଥିବା ଲୋକ ତିଆରି କରୁଥିଲେ। ଏହା ହିଁ ପ୍ରକୃତ ବିଦ୍ରୋହ, ନୁହେଁ କି? ଏହାଠାରୁ ଭଲ ଭାବରେ ଏହାକୁ ବର୍ଣ୍ଣନା କରାଯାଇପାରିବ ନାହିଁ। ଦେଖନ୍ତୁ,
ବ୍ରିଟିଶ ଶିକ୍ଷା ବ୍ୟବସ୍ଥାର ମୂଳ ଉଦ୍ଦେଶ୍ୟ ଥିଲା ସାମ୍ରାଜ୍ୟ ପାଇଁ କିରାଣୀ ଆଉ ବିଶ୍ୱସ୍ତ କର୍ମଚାରୀ ତିଆରି କରିବା। ସେଠାରେ ସମାଲୋଚନାତ୍ମକ ଚିନ୍ତାଧାରା କିମ୍ବା ଭାରତୀୟ ସଂସ୍କୃତି ଓ ଇତିହାସ ପାଇଁ କୌଣସି ସ୍ଥାନ ନଥିଲା। ସତ୍ୟବାଦୀ ଠିକ୍ ଏହାର ବିପରୀତ ଥିଲା। ଏହା ଏକ ଓପନ୍ ଏୟାର ସ୍କୁଲ ବା ମୁକ୍ତାକାଶ ବିଦ୍ୟାଳୟ ଥିଲା, ଯେଉଁଠି ଛାତ୍ରମାନଙ୍କୁ କେବଳ ପୁସ୍ତକଗତ ବିଦ୍ୟା ନୁହେଁ ବରଂ ସମାଜସେବା, ନୈତିକତା ଆଉ ଦେଶପ୍ରେମର ଶିକ୍ଷା ଦିଆଯାଉଥିଲା। ସେଠାରେ ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିବାକୁ, ତର୍କ କରିବାକୁ ଆଉ ନିଜର ମତ ରଖିବାକୁ ଉତ୍ସାହିତ କରାଯାଉଥିଲା। ଏହା ପ୍ରକୃତରେ ଏକ ବୈପ୍ଳବିକ ଶିକ୍ଷା ବ୍ୟବସ୍ଥା ଥିଲା। ତାମାନେ ଏହା କେବଳ ଏକ ସ୍କୁଲ ନଥିଲା? ନା, ଆଦୌ ନୁହେଁ। ଏହା ଥିଲା ଭବିଷ୍ୟତ ପାଇଁ ଏକ ନର୍ସରୀ। ଏହା ଏକ ଏପରି କାରଖାନା ଥିଲା ଯେଉଁଠାରୁ କେବଳ ସ୍ନାତକ ବାହାରୁ ନଥିଲେ ବରଂ ସ୍ୱାଧୀନତା ସଂଗ୍ରାମ ପାଇଁ ପ୍ରତିବଦ୍ଧ ଯୁବନେତା ବାହାରୁଥିଲେ। ସେହି ବିଦ୍ୟାଳୟରୁ ହିଁ ପରବର୍ତ୍ତୀ ସମୟରେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଅନେକ ବଡ଼ ବଡ଼ ନେତା ବାହାରୁଥିଲେ। ଏହା ଥିଲା ଦୀର୍ଘମେୟାଦୀ ସଂଗ୍ରାମ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବାର ଏକ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା। ତେବେ ଆଜିର ଆଲୋଚନାରୁ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁଛି। ଆମେ ଦେଖିଲେ କିପରି ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏକ ଲମ୍ବା ଯାତ୍ରା ଅତିକ୍ରମ କରିছে। ଏହାର ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହର ସଶସ୍ତ୍ର ପ୍ରତିରୋଧର, ଯାହା ପରେ ସ୍ୱଦେଶୀ ଆନ୍ଦୋଳନରେ ଏକ ନୂଆ ରୂପ ନେଲା। ସେଠାରେ ଅସ୍ତ୍ରଶସ୍ତ୍ର ବଦଳରେ ସର୍ବସାଧାରଣ ବିରୋଧ, ଅର୍ଥନୈତିକ ଆତ୍ମନିର୍ଭରଶୀଳତା ଆଉ ଜାତୀୟତାବାଦୀ ଶିକ୍ଷାକୁ ନୂଆ ଅସ୍ତ୍ର ଭାବରେ ବ୍ୟବହାର କରାଗଲା। ଏହା କେବଳ ଏକ ରାଜନୈତିକ ଆନ୍ଦୋଳନ ନଥିଲା, ଏହା ଥିଲା ଏକ ସାମାଜିକ, ସାଂସ୍କୃତିକ ଏବଂ ବୌଦ୍ଧିକ ଜାଗରଣ। ନିଶ୍ଚିତ ଭାବରେ ଆଜିର ତଥ୍ୟଗୁଡ଼ିକ ଏକ ସ୍ପଷ୍ଟ କ୍ରମ ବିକାଶ ଦେଖାଉଛି। ପ୍ରତିରୋଧର ସ୍ୱରୂପ ସମୟ ସହିତ ବଦଳିଲା। ଏହା ଅଧିକ ସଂଗଠିତ ହେଲା, ଅଧିକ ବ୍ୟାପକ ହେଲା ଆଉ ଓଡ଼ିଶାର ସାଧାରଣ ଜନଜୀବନରେ ଗଭୀର ଭାବରେ ପ୍ରବେଶ କଲା। ସ୍ୱଦେଶୀ ଆନ୍ଦୋଳନରେ ଯେଉଁ ମଞ୍ଜି ବୁଣା ଯାଇଥିଲା, ବିଶେଷ କରି ସତ୍ୟବାଦୀ ବନବିଦ୍ୟାଳୟର ଆଦର୍ଶ, ତାହା ହିଁ ପରବର୍ତ୍ତୀ ସମୟର ଅସହଯୋଗ ଏବଂ ଆଇନ ଅମାନ୍ୟ ଆନ୍ଦୋଳନ ଭଳି ବଡ଼ ସଂଗ୍ରାମ ପାଇଁ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କଲା। ଏହା ଥିଲା ସେହି ମୂଳଦୁଆ ଯାହା ଉପରେ ସ୍ୱାଧୀନତାର ଏକ ବଡ଼ ସୌଧ ନିର୍ମାଣ ହେବାର ଥିଲା। ଆପଣ ଦେଇଥିବା ନୋଟ୍ସେ ଉଲ୍ଲେଖ ଅଛି ଯେ ଉତ୍କଳ ଦୀପିକା ବୁଣାକାର ଆନ୍ଦୋଳନ ବିଷୟରେ ଖବର ଛାପିଥିଲା। ଏହା ମୋତେ ଭାବିବାକୁ ବାଧ୍ୟ କରୁଛି। ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ଜନମତ ଗଠନ କରିବାରେ ଆଉ ସମଗ୍ର ଅଞ୍ଚଳର ଲୋକଙ୍କୁ ଏକଜୁଟ କରିବାରେ ସମ୍ବାଦପତ୍ରର ଅନ୍ୟ କି ଭୂମିକା ଥିଲା? କେମିତି ଶବ୍ଦଗୁଡ଼ିକ ବୁଣାକାରର ମାଆକୁ କିମ୍ବା ଆନ୍ଦୋଳନକାରୀର ପତାକା ଭଳି ଶକ୍ତିଶାଳୀ ହୋଇଗଲା, ଏହା ଚିନ୍ତା କରିବାର ବିଷୟ। ପୂର୍ବ ଆଲୋଚନାରେ ଆମେ ସ୍ୱାଦେଶୀ ଆନ୍ଦୋଳନ ଆଉ ଜାତୀୟତାବାଦୀ ଶିକ୍ଷା ବିଷୟରେ କଥା ହେଉଥିଲେ, କିନ୍ତୁ ଆଜି ଆମ ତଥ୍ୟ ଭିତରେ ଗୋଟେ ବଡ଼ ପ୍ରଶ୍ନ ଅଛି। ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମର ନିଆଁ ଏତେ ଶୀଘ୍ର ଆଉ ଏତେ ଶକ୍ତିଶାଳୀ ଭାବରେ ସହରରୁ ଗାଁ ପର୍ଯ୍ୟନ୍ତ କେମିତି ବ୍ୟାପିଗଲା? ମାନେ ଏହା ପଛର କାରଣ କ'ଣ ଥିଲା? ଚାଲନ୍ତୁ ଆଜି ଏଇଟା ଟିକେ ଖୋଲିକି ଦେଖିବା। ହଁ, ଏହି ପ୍ରଶ୍ନର ଉତ୍ତର ପାଇଁ ଆମକୁ 1921ର ଠିକ୍ ପୂର୍ବ ସମୟକୁ ଯିବାକୁ ପଡ଼ିବ। ସେତେବେଳର ଘଟଣାକ୍ରମକୁ ଦେଖିଲେ ଦୁଇଟା ମୁଖ୍ୟ ଜିନିଷ ସାମ୍ନାକୁ ଆସୁଛି। ଗୋଟେ ଥିଲା ରାଜନୈତିକ ଏକତ୍ରୀକରଣର ଚେଷ୍ଟା। ଆପଣ ଉତ୍କଳ ସମ୍ମିଳନୀ କଥା କହୁଛନ୍ତି, ଠିକ୍ ନା? 1903ରେ ଉତ୍କଳ ୟୁନିୟନ କନଫରେନ୍ସ ଓ ପରେ 1905ରେ ଉତ୍କଳ ସମ୍ମିଳନୀ। ହଁ, କିନ୍ତୁ ଏହା କେବଳ ଗୋଟେ ରାଜନୈତିକ ସଭା ନଥିଲା। ଏହା ଥିଲା ଏକ ଭାବଗତ ଏକତ୍ରୀକରଣ। ଯେଉଁ ଓଡ଼ିଆମାନେ ବଙ୍ଗ, ବିହାର, ମାଡ୍ରାସରେ ଛିନ୍ନବିଚ୍ଛିନ୍ନ ହୋଇ ପଡ଼ିଥିଲେ, ସେମାନଙ୍କୁ ଏକାଠି କରିବାର ଏହା ଥିଲା ପ୍ରଥମ ପ୍ରୟାସ। ଆମେ ସମସ୍ତେ ଏକ, ଏଇ ଭାବନାଟା ସେଇଠୁ ଆସିଲା। ଆଉ ଠିକ୍ ସେତିକିବେଳେ ଆଉ ଗୋଟେ ଧାରା ବି ଚାଲିଥିଲା ଶିକ୍ଷା କ୍ଷେତ୍ରରେ। 1909 ମସିହା ସାକ୍ଷୀଗୋପାଳରେ ସେଇ ସତ୍ୟବାଦୀ ବନବିଦ୍ୟାଳୟ। ଏଇଟା ତ ଖାଲି ଗୋଟେ ସ୍କୁଲ ନଥିଲା। ଆଦୌ ନୁହେଁ। କଥାଟାକୁ ବୁଝିବାକୁ ପଡ଼ିବ। ଗୋପବନ୍ଧୁ ସେଠି ବ୍ରିଟିଶ ଶାସନର ସବୁଠୁ ବଡ଼ ଅସ୍ତ୍ର, ତାଙ୍କ ଶିକ୍ଷା ବ୍ୟବସ୍ଥାକୁ ସିଧା ଚ୍ୟାଲେଞ୍ଜ କରୁଥିଲେ। ବ୍ରିଟିଶ ଶିକ୍ଷା କିରାଣୀ ତିଆରି କରୁଥିଲା, କିନ୍ତୁ ସତ୍ୟବାଦୀ ମଣିଷ ତିଆରି କରିବାକୁ ଚାହୁଁଥିଲା, ଯେଉଁମାନେ ଶାସନକୁ ପ୍ରଶ୍ନ କରିବେ, ଦେଶକୁ ଭଲ ପାଇବେ। ତେବେ ଗୋଟେ ପଟେ ରାଜନୈତିକ ଏକତା ଆଉ ଅନ୍ୟପଟେ ଏକ ନୂଆ ପିଢ଼ିର ଚିନ୍ତାଧାରା, ଆନ୍ଦୋଳନ ପାଇଁ ପୁରା ମଞ୍ଚ ପ୍ରସ୍ତୁତ ହୋଇସାରିଥିଲା। ଏମିତିରେ ଯେତେବେଳେ ନିଆଁର ଗୋଟେ ସ୍ଫୁଲିଙ୍ଗ ପଡ଼ିବ, ତାହା ତ ବ୍ୟାପିବ ହିଁ ବ୍ୟାପିବ। ଆଉ ସେଇ ସ୍ଫୁଲିଙ୍ଗ ଥିଲା 23 ମାର୍ଚ୍ଚ 1921। ସେଦିନ ମହାତ୍ମା ଗାନ୍ଧୀ ପ୍ରଥମ ଥର ପାଇଁ ଓଡ଼ିଶା ଆସିଲେ। କଟକର କାଠଯୋଡ଼ି ନଦୀ ବାଲିରେ ସେ ଯେଉଁ ସଭା କଲେ, ତାହା କେବଳ ଗୋଟେ ଭାଷଣ ନଥିଲା,
ସେଇଟା ଥିଲା ଗୋଟେ ଆହ୍ୱାନ। ଆଉ ଆମ ତଥ୍ୟରେ ଗୋଟେ ମଜାଦାର କଥା ଅଛି। ସେ ଆହ୍ୱାନ କେବଳ ସ୍ୱରାଜ ପାଇଁ ନଥିଲା। ଗାନ୍ଧିଜୀ ଅସହଯୋଗ ସହିତ ଅସ୍ପୃଶ୍ୟତା ନିବାରଣ ଆଉ ହିନ୍ଦୁ ମୁସଲିମ ଏକତା କଥା ବି କହିଥିଲେ। ତେବେ ସେ କେବଳ ରାଜନୈତିକ ନୁହେଁ, ଗୋଟେ ସାମାଜିକ ପରିବର୍ତ୍ତନର କଥା କହୁଥିଲେ। ଏକଦମ ଠିକ୍। ଆଉ ଏହାର ପ୍ରଭାବ ସାଙ୍ଗେ ସାଙ୍ଗେ ଦେଖାଗଲା। ଲୋକଙ୍କ ଭିତରେ ଯେଉଁ ଉତ୍ସାହ ଆସିଲା ତାହା ଅକଳ୍ପନୀୟ ଥିଲା। ଖାଲି ଉତ୍ସାହ ନୁହେଁ, ଲୋକମାନେ କାମରେ କରି ଦେଖେଇଲେ। ଏଇଠୁ ହିଁ ତ୍ୟାଗର କାହାଣୀ ଆରମ୍ଭ ହେଲା। ଆଉ ସବୁଠୁ ଆଗରେ ଥିଲେ ଓଡ଼ିଶାର ପାଠୁଆ ବର୍ଗ, ବୁଦ୍ଧିଜୀବୀମାନେ। ନା, ଆମ ସୂଚନା କହୁଛି ଗୋପବନ୍ଧୁ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ଏମିତି ବଡ଼ ବଡ଼ ଓକିଲମାନେ ନିଜର ପ୍ରାକ୍ଟିସ୍ ଛାଡ଼ିଦେଲେ। ଗୋଟିଏ ମିନିଟ୍, ଏଇଠି ଟିକେ ଅଟକିବା। ଆମେ ଏହାକୁ ଗୋଟିଏ ଲାଇନରେ ପଢ଼ି ଦଉଛେ, କିନ୍ତୁ କଥାଟାର ଗଭୀରତାକୁ ବୁଝିବା ଦରକାର। ଜଣେ ସଫଳ ଓକିଲ, ଯାହାର ଭଲ ଆୟ ଅଛି, ସମାଜରେ ପ୍ରତିଷ୍ଠା ଅଛି, ସେ ହଠାତ୍ ଗୋଟେ ଦିନ ନିଜର ସବୁକିଛି ଛାଡ଼ି ଗୋଟିଏ ଅନିଶ୍ଚିତ ରାସ୍ତାକୁ ବାଛି ନେଉଛନ୍ତି। ଏହି ନିଷ୍ପତ୍ତି ପଛରେ କେତେ ବଡ଼ କାହାଣୀ ଥିବ। ସତରେ ଏହା ବହୁତ ବଡ଼ ତ୍ୟାଗ। କିନ୍ତୁ ଆମ ତଥ୍ୟରେ କ'ଣ ଏମିତି କିଛି ଅଛି ଯେ ସମସ୍ତେ କ'ଣ ଏକା ସାଙ୍ଗରେ ଯୋଗ ଦେଇଥିଲେ, ନା କିଛି ଦ୍ୱିଧା ବି ଥିଲା? ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ସମସ୍ତେ ଏକାଥରେ ସାମିଲ ହୋଇନଥିଲେ। କିଛି ଲୋକଙ୍କ ମନରେ ଦ୍ୱିଧା ଥିଲା, ନିଜ ଭବିଷ୍ୟତକୁ ନେଇ ଚିନ୍ତା ତ ଥିବ, କିନ୍ତୁ ଯେଉଁମାନେ ଆଗକୁ ଆସିଲେ ସେମାନଙ୍କର ତ୍ୟାଗ ଏତେ ବଡ଼ ଥିଲା ଯେ ତାହା ବାକି ଲୋକଙ୍କୁ ପ୍ରେରଣା ଦେଲା। ଯେମିତିକି ପଣ୍ଡିତ ନୀଳକଣ୍ଠ ଦାସ। ସେ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ଏତେ ବଡ଼ ପଦବୀ ଛାଡ଼ି ସେ ଓଡ଼ିଶା ଫେରିଆସିଲେ, ଗୋଟେ ଜାତୀୟ ବିଦ୍ୟାଳୟରେ ସେବା କରିବା ପାଇଁ। ଆଶ୍ଚର୍ଯ୍ୟ ଲାଗେ ଭାବିଲେ, ଯେଉଁମାନେ ନିଜ ଜୀବନ ଗଢ଼ି ସାରିଥିଲେ ସେମାନେ ସବୁ କିଛି ଛାଡ଼ିଦେଲେ। ଏହା ତ ଯୁବପିଢ଼ିଙ୍କ ଉପରେ ବହୁତ ଗଭୀର ପ୍ରଭାବ ପକାଇଥିବ। ନିଶ୍ଚିତ ଭାବରେ। ଏଇ ବରିଷ୍ଠମାନଙ୍କୁ ଦେଖି ଛାତ୍ରମାନେ ଆଉ ନିଜକୁ ଅଟକି ପାରିଲେନି। ସେମାନେ ହିଁ ତ ଏହି ଆନ୍ଦୋଳନର ମେରୁଦଣ୍ଡା ପାଲଟିଗଲେ। ହଜାର ହଜାର ଛାତ୍ର ସରକାରୀ ସ୍କୁଲ, କଲେଜ ଛାଡ଼ି ସିଧା ସଂଗ୍ରାମକୁ ଓହେଲେଇ ଆସିଲେ। ଆପଣ ସତ୍ୟବାଦୀ ସ୍କୁଲ କଥା କହିଲେ, ଆଉ ମୁଁ ଏବେ ସେଇଟାକୁ ଯୋଡ଼ି ପାରୁଛି। ଠିକ୍ 12 ବର୍ଷ ପରେ ଯେଉଁମାନେ ସ୍କୁଲ, କଲେଜ ଛାଡ଼ିଲେ, ସେମାନଙ୍କ ଚିନ୍ତାଧାରାକୁ ତ ଏହି ସତ୍ୟବାଦୀ ହିଁ ଗଢ଼ିଥିଲା। ଏହା ଯେମିତି ଗୋଟେ ଲମ୍ବା ଯୋଜନାର ଫଳ ଭଳି ଲାଗୁଛି। ହଁ, ଏହି ସଂଯୋଗ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଏହି ଉତ୍ସାହୀ ଛାତ୍ରମାନଙ୍କୁ ଏକାଠି କରିବା ପାଇଁ କଟକରେ ସ୍ୱରାଜ ସେବକ ସଂଘ ଗଠନ କରାଗଲା। ଏହାର କାମ କେବଳ ସ୍କୁଲ ଛାଡ଼ିବା ନଥିଲା। ବରଂ ଗାନ୍ଧିଜୀଙ୍କର ଯେଉଁ ରଚନାତ୍ମକ କାର୍ଯ୍ୟକ୍ରମ ଥିଲା, ଯେମିତିକି ସ୍ୱଦେଶୀ, ଚରଖା, ଅସ୍ପୃଶ୍ୟତା ନିବାରଣ, ସେସବୁକୁ ଆଗକୁ ନେବା। ତେବେ ଏହି ସଂଗଠନ ଆନ୍ଦୋଳନକୁ ଗୋଟେ ଶୃଙ୍ଖଳିତ ରୂପ ଦେଉଥିଲା। କିନ୍ତୁ ଏତେ ସବୁ କଥା, ଏତେ ତ୍ୟାଗର ଖବର ଦୂର ଗାଁ ଗହଳିରେ କେମିତି ପହଞ୍ଚୁଥିଲା? ସେ ସମୟର ରିପୋର୍ଟ କହୁଛି ଯେ ଏଥିରେ ସବୁଠୁ ବଡ଼ ଭୂମିକା ଥିଲା ସମ୍ବାଦପତ୍ରର। ଆଉ ଏହି ଖବରକାଗଜଗୁଡ଼ିକ କେବଳ ନ୍ୟୁଜ୍ ଦେଉନଥିଲେ, ସେମାନେ ଥିଲେ ଆନ୍ଦୋଳନର ସ୍ୱର। ବିଶେଷ କରି ଦୁଇଟି ନାଁ ସାମ୍ନାକୁ ଆସେ, ଦି ସମାଜ ଆଉ ଉତ୍କଳ ସେବକ। ତେବେ ଏହି ସମ୍ବାଦପତ୍ରଗୁଡ଼ିକ ଗାନ୍ଧୀଙ୍କ କଥାକୁ ଘରେ ଘରେ ପହଞ୍ଚାଉଥିଲେ। କେଉଁଠି ସଭା ହେଉଛି, କିଏ କ'ଣ କହୁଛନ୍ତି, ଇଂରେଜ ସରକାର କ'ଣ କରୁଛି, ଏହିସବୁ ଖବର ଲୋକଙ୍କୁ ସୂଚନା ଦେବା ସହ ସେମାନଙ୍କ ମନୋବଳକୁ ବି ଦୃଢ଼ କରୁଥିଲା। ଏକଦମ। ଏହି ସମ୍ବାଦପତ୍ରଗୁଡ଼ିକ ହିଁ ସେତୁ ଥିଲେ। ସହରର ଆନ୍ଦୋଳନକୁ ଗାଁ ସହିତ ଯୋଡ଼ୁଥିଲେ। ଆଉ ଏହାର ଫଳରେ ହିଁ ଆମେ ସେହି ଘଟଣା ପାଖକୁ ଆସୁଛେ ଯାହା ପ୍ରମାଣ କରେ ଯେ ଏହା ପ୍ରକୃତରେ ଗୋଟେ ଗଣ ଆନ୍ଦୋଳନ ହୋଇସାରିଥିଲା। ଆଉ ଏଇଠି ଆମେ ଆମର ମୂଳ ପ୍ରଶ୍ନର ଉତ୍ତର ପାଇବାକୁ ଯାଉଛି। ଏ ପର୍ଯ୍ୟନ୍ତ ଆମେ ସହର, ଶିକ୍ଷିତ ଲୋକ ଆଉ ଛାତ୍ରଙ୍କ କଥା କହୁଥିଲେ, କିନ୍ତୁ ପ୍ରକୃତ ପରୀକ୍ଷା ଥିଲା ଏହା ଗାଁର ଚାଷୀ ମୂଲିଆଙ୍କ ପାଖରେ ପହଞ୍ଚିଛି ନା ନାହିଁ। ଆଉ ଏହାର ସବୁଠୁ ବଡ଼ ପ୍ରମାଣ ମିଳିଲା 1922ରେ କନିକା ଜମିଦାରୀରେ ହୋଇଥିବା କନିକା ବିଦ୍ରୋହ। ଏହି ଘଟଣାରୁ ସ୍ପଷ୍ଟ ହୋଇଗଲା ଯେ ଅସହଯୋଗର ଭାବନା ଏବେ ସହର ଡେଇଁ ଗାଁର ମାଟିରେ ପହଞ୍ଚି ସାରିଛି। କିନ୍ତୁ କନିକା ବିଦ୍ରୋହ ତ ମୁଖ୍ୟତଃ ସେଠାକାର ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଥିଲା ନା। ରାଜା ଚାଷୀଙ୍କ ଉପରେ ବହୁତ ବେଶୀ ଖଜଣା ଲଦି ଦେଇଥିଲେ। ଏହାକୁ ଅସହଯୋଗ ଆନ୍ଦୋଳନ ସହିତ ସିଧାସଳଖ କେମିତି ଯୋଡ଼ାଯାଉଛି? ଦେଖନ୍ତୁ, ବିଦ୍ରୋହର ମୂଳ କାରଣ ତ ଅତ୍ୟଧିକ ଖଜଣା ହିଁ ଥିଲା। କିନ୍ତୁ ଅସହଯୋଗ ଆନ୍ଦୋଳନ ସେମାନଙ୍କୁ ଗୋଟେ ନୂଆ ଭାଷା ଦେଲା, ଗୋଟେ ନୂଆ ସାହସ ଦେଲା। ଚାଷୀମାନେ ତ ଯୁଗ ଯୁଗ ଧରି ଶୋଷିତ ହେଉଥିଲେ, କିନ୍ତୁ ଏବେ ସେମାନେ ଶୁଣିଲେ ଯେ ସାରା ଦେଶରେ ଲୋକମାନେ ଅନ୍ୟାୟ ଶାସନକୁ ଅସହଯୋଗ କରୁଛନ୍ତି, ତାର ନିୟମ ମାନୁନାହାନ୍ତି। ଆଚ୍ଛା, ତେବେ ସେମାନେ ଏହି ବିଚାରକୁ ନିଜ ସ୍ଥାନୀୟ ସମସ୍ୟାରେ ପ୍ରୟୋଗ କଲେ।
ସେମାନଙ୍କ ପାଇଁ ଶୋଷକ ଥିଲା ଜମିଦାର। ତେଣୁ ସେମାନେ ଜମିଦାରଙ୍କର ଖଜଣା ଦେବାକୁ ମନା କଲେ। ଏହା ଥିଲା ସେମାନଙ୍କର ଅସହଯୋଗ। ସମ୍ପୂର୍ଣ୍ଣ ଭାବେ କନିକା ବିଦ୍ରୋହ ପ୍ରମାଣ କଲା ଯେ ଅସହଯୋଗର ବିଚାର ବହୁମୁଖୀ ଥିଲା। ଏହା କେବଳ ଦୂରରେ ଥିବା ବ୍ରିଟିଶ ସରକାର ବିରୁଦ୍ଧରେ ନଥିଲା, ବରଂ ନିଜ ପାଖରେ ଥିବା ସବୁ ପ୍ରକାରର ଶୋଷଣ ବିରୁଦ୍ଧରେ ଥିଲା। ଏହା ଦର୍ଶାଇଲା ଯେ ଆନ୍ଦୋଳନର ବାର୍ତ୍ତା ଏବେ ସାଧାରଣ ଚାଷୀର ଦୈନନ୍ଦିନ ସଂଘର୍ଷର ଅଂଶ ପାଲଟି ସାରିଛି। ତେବେ ଆମେ ଆରମ୍ଭ କରିଥିବା ପ୍ରଶ୍ନର ଉତ୍ତର ଏବେ ସ୍ପଷ୍ଟ। ଓଡ଼ିଶାରେ ଏହି ଆନ୍ଦୋଳନ ବ୍ୟାପିବାର କାରଣ ଗୋଟିଏ ନଥିଲା। ପ୍ରଥମେ ଉତ୍କଳ ସମ୍ମିଳନୀ ଦ୍ୱାରା ଏକତାର ମୂଳଦୁଆ, ତାପରେ ସତ୍ୟବାଦୀ ଦ୍ୱାରା ବୈଚାରିକ ଭିତ୍ତିଭୂମି, ଆଉ ଏହି ପ୍ରସ୍ତୁତ କ୍ଷେତ୍ରରେ ଗାନ୍ଧିଜୀଙ୍କର ଆଗମନ ନିଆଁ ଲଗେଇବାର କାମ କଲା। ହଁ, ଯାହାକୁ ବୁଦ୍ଧିଜୀବୀ ଓ ଛାତ୍ରମାନଙ୍କର ତ୍ୟାଗ ଆଗକୁ ବଢ଼ାଇଲା। ଆଉ ଶେଷରେ ସମ୍ବାଦପତ୍ରଗୁଡ଼ିକ ଏହି ବାର୍ତ୍ତାକୁ ଗାଁ ଗହଳିରେ ପହଞ୍ଚାଇଲେ, ଯୋଉଠି ଚାଷୀମାନେ ଏହାକୁ ନିଜ ସଂଘର୍ଷର ଅସ୍ତ୍ର କଲେ। ଶିକ୍ଷା, ତ୍ୟାଗ, ସଂଗଠନ ସବୁ ମିଶି ଏକ ପ୍ରକୃତ ଗଣ ଆନ୍ଦୋଳନର ରୂପ ନେଲା। ଆଜି ଆମେ ଅସହଯୋଗ ଆନ୍ଦୋଳନ ବିଷୟରେ ଏକ ଗଭୀର ଆଲୋଚନା କଲେ। ଆଗାମୀ ଆଲୋଚନାରେ ଆମେ ଓଡ଼ିଶା ଇତିହାସର ଏକ ସବୁଠାରୁ ସଫଳ ଅଧ୍ୟାୟ ଲବଣ ସତ୍ୟାଗ୍ରହ ବିଷୟରେ କଥା ହେବା। କିନ୍ତୁ ଯିବା ପୂର୍ବରୁ ଗୋଟିଏ ପ୍ରଶ୍ନ ଛାଡ଼ିଯାଉଛି। ଆମ ତଥ୍ୟ ଆମକୁ ଦେଖାଉଛି ଲୋକମାନେ କ'ଣ ତ୍ୟାଗ କଲେ ସେମାନଙ୍କ ଚାକିରି, ପଦବୀ, ପାଠପଢ଼ା। ଗୋଟିଏ ବିଚାର ବା ଆଦର୍ଶରେ ଏମିତି କି ଶକ୍ତି ଥାଇପାରେ ଯାହା ଲୋକଙ୍କୁ ନିଜର ସୁରକ୍ଷା ଆଉ ସ୍ଥିରତାକୁ ସ୍ୱଇଚ୍ଛାରେ ଛାଡ଼ି ଏକ ଅଦେଖା, ଅନିଶ୍ଚିତ ଭବିଷ୍ୟତ ପାଇଁ ପ୍ରେରିତ କରିପାରେ? ଆଜିର ଆଲୋଚନାକୁ ସ୍ୱାଗତ। ଗତଥର ଆମେ ଅସହଯୋଗ ଆନ୍ଦୋଳନ ବିଷୟରେ କଥା ହେଉଥିଲେ। ଆଜି ଆମେ ସିଧା 1930 ମସିହାକୁ ଯିବା, ଯେତେବେଳେ ସଂଗ୍ରାମର ଢଙ୍ଗ ପୁରା ବଦଳିଗଲା। ଏଥର କେବଳ ଅସହଯୋଗ ନୁହେଁ, ବରଂ ସିଧାସଳଖ ଆଇନ ଭାଙ୍ଗିବାର କଥା ଥିଲା। ଆଜ୍ଞା, ଆଜି ଆମର ଆଲୋଚନାର ବିଷୟ ହେଉଛି ଲବଣ ସତ୍ୟାଗ୍ରହ, ଆଉ ବିଶେଷ କରି ଓଡ଼ିଶାରେ ଏହାର ପ୍ରଭାବ। ଏହା କେବଳ ଇତିହାସର କିଛି ତାରିଖ ନୁହେଁ, ଏହା ପଛର ରଣନୀତି ଆଉ ଲୋକଙ୍କ ଭାବନାକୁ ବୁଝିବା ଦରକାର। ଠିକ୍, ଆମର ଲକ୍ଷ୍ୟ ବି ସେଇଆ। ଯେତେବେଳେ ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ପୁରା ଦେଶର ଧ୍ୟାନ ଟାଣୁଥିଲା, ଠିକ୍ ସେତିକିବେଳେ ଓଡ଼ିଶାରେ କ'ଣ ହେଉଥିଲା? ଗୋଟେ ସାଧାରଣ ଲୁଣକୁ ନେଇ ଏତେ ବଡ଼ ଆନ୍ଦୋଳନ କେମିତି ହେଲା, ସେଇଟା ବୁଝିବା। ଚାଲନ୍ତୁ ଏହି କାହାଣୀ ଭିତରକୁ ଯିବା। ତେବେ ଆରମ୍ଭ କରିବା ସେହି ତାରିଖରୁ, ଏପ୍ରିଲ 6, 1930। ଗାନ୍ଧିଜୀ ଦାଣ୍ଡିରେ ଲୁଣ ଆଇନ ଭାଙ୍ଗିଲେ। ଓଡ଼ିଶାରେ ଏହାର ପ୍ରତିକ୍ରିୟା କ'ଣ ଥିଲା ସେତେବେଳେ? ଦେଖନ୍ତୁ, ପ୍ରତିକ୍ରିୟା ତତ୍କ୍ଷଣତା ଥିଲା, ଟିକେ ବି ଡେରି ହେଇନି। ଠିକ୍ ସେହି ଏପ୍ରିଲ 6 ତାରିଖରେ ହିଁ କଟକରୁ ଗୋଟେ ପଦଯାତ୍ରା ବାହାରିଲା, ବାଲେଶ୍ୱରର ଇଞ୍ଚୁଡ଼ି ଅଭିମୁଖେ। ସେହିଦିନ ହିଁ? ହଁ, ସେହି ଦିନ। ଆଉ ଏହାର ଗୁରୁତ୍ୱ ଏଥିପାଇଁ ଯେ ଏହା କେବଳ ଗୋଟେ ଅନୁକରଣ ନଥିଲା, ଏହା ଥିଲା ଏକ ସାମାନ୍ତରାଳ ଆନ୍ଦୋଳନ। ଆଚ୍ଛା, ଏଇଟା ଏକ ବଡ଼ କଥା। ବ୍ରିଟିଶମାନେ ଗୋଟିଏ ଜାଗାରେ ଧ୍ୟାନ ଦେଇଥିଲେ, କିନ୍ତୁ ଏକା ସାଙ୍ଗରେ ଦାଣ୍ଡି ଆଉ ଇଞ୍ଚୁଡ଼ି ଭଳି ଜାଗାରେ ନିଆଁ ଜଳୁଥିଲା। କିନ୍ତୁ ଇଞ୍ଚୁଡ଼ିକୁ ହିଁ କାହିଁକି ବଛାଗଲା? ଦେଖନ୍ତୁ, ଇଞ୍ଚୁଡ଼ିକୁ ବାଛିବା ପଛରେ ଗୋଟେ ରଣନୀତି ଥିଲା। ଏହା ସମୁଦ୍ର କୂଳରେ, ତେଣୁ ଲୁଣ ମାରିବା ପାଇଁ ସୁବିଧା। ଆଉ ବାଲେଶ୍ୱରରେ ସେତେବେଳକୁ ଜାତୀୟତାବାଦୀ ଭାବନା ବହୁତ ଶକ୍ତିଶାଳୀ ଥିଲା। ତେଣୁ ଇଞ୍ଚୁଡ଼ି ଓଡ଼ିଶା ପାଇଁ ଏକ କେନ୍ଦ୍ରବିନ୍ଦୁ ପାଲଟିଗଲା, ଯାହାକୁ ପରେ ଦ୍ୱିତୀୟ ଦାଣ୍ଡି ବୋଲି କୁହାଗଲା। ଆଚ୍ଛା, ତେବେ ସ୍ଥାନୀୟ ସ୍ତରରେ ଏତେ ବଡ଼ ଆନ୍ଦୋଳନକୁ ସଂଗଠିତ କିଏ କରୁଥିଲେ? ନେତୃତ୍ୱ କାହା ହାତରେ ଥିଲା? ବାଲେଶ୍ୱରରେ ଏହାର ମୁଖ୍ୟ ନେତୃତ୍ୱ ନେଇଥିଲେ ସୁରେନ୍ଦ୍ରନାଥ ଦାସ। ସେ ଜଣେ ବଡ଼ ସ୍ଥାନୀୟ ନେତା ଥିଲେ, ଆଉ ତାଙ୍କ ନେତୃତ୍ୱରେ ହିଁ ଏହି ପଦଯାତ୍ରା ଆଗକୁ ବଢ଼ିଥିଲା। କିନ୍ତୁ ଏହା କେବଳ ଜଣଙ୍କ କାମ ନଥିଲା, ବହୁତ ଲୋକ ଏହା ପଛରେ ଥିଲେ। ବୁଝିଲି। ତାମାନେ ସ୍ଥାନୀୟ ନେତୃତ୍ୱର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏହି ପଦଯାତ୍ରା ବିଷୟରେ ଆହୁରି କ'ଣ କୁହନ୍ତୁ? ଏପ୍ରିଲ 6ରୁ 14, ଏହି ପ୍ରାୟ ଗୋଟେ ସପ୍ତାହର ଯାତ୍ରା କେମିତି ଥିଲା? ଏହା ଖାଲି ଗୋଟେ ଯାତ୍ରା ନଥିଲା, ଏହା ଥିଲା ଏକ ଚଳନ୍ତି ଜନଜାଗରଣର ମଞ୍ଚ। ସତ୍ୟାଗ୍ରହୀମାନେ ଗାଁ ଗାଁ ବୁଲୁଥିଲେ, ଲୋକଙ୍କୁ ବୁଝାଉଥିଲେ, ଆଉ ଲୋକଙ୍କର ସମର୍ଥନ ବି ବହୁତ ମିଳୁଥିଲା। ଲେଖା ଅଛି ଯେ ଲୋକମାନେ ରାସ୍ତାରେ ଦୀପ ଜାଳି, ଫୁଲ ପକେଇ ସେମାନଙ୍କୁ ସ୍ୱାଗତ କରୁଥିଲେ। ବାଃ, ଏହା ତ ଗୋଟେ ଧାର୍ମିକ ଯାତ୍ରା ପରି ଲାଗୁଛି। ତାପରେ ଆସିଲା ସେହି ଶେଷ ଦିନ, ଏପ୍ରିଲ 14, 1930। ସେଦିନ ପ୍ରକୃତରେ କ'ଣ ହେଲା? ସେଦିନର ପରିବେଶ ଆପଣ କଳ୍ପନା କରନ୍ତୁ। ହଜାର ହଜାର ଲୋକ, ସମୁଦ୍ରକୂଳ, ସମସ୍ତଙ୍କ ମନରେ ଉତ୍ସାହ। ଆଉ ସେହିଦିନ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ିଠାରେ ଲୁଣ ମାରିଲେ। ଏଇଟା ଥିଲା ବ୍ରିଟିଶ ଆଇନ ଉପରେ ସିଧା ଆଘାତ।
ଦେଖନ୍ତୁ, ଲୁଣ ଗୋଟେ ସାଧାରଣ ଜିନିଷ, ସମସ୍ତଙ୍କ ଘରେ ଦରକାର। ତା ଉପରେ ଟ୍ୟାକ୍ସ ଲଗେଇମଟା ସମସ୍ତଙ୍କୁ ବାଧୁଥିଲା। ତେଣୁ ଏହି ଆଇନ ଭାଙ୍ଗିବା ଦ୍ୱାରା ସାଧାରଣ ଲୋକ ବି ନିଜକୁ ସଂଗ୍ରାମ ସହ ଯୋଡ଼ି ପାରିଲା। ଆଉ ଏହି ଉପସ୍ଥାପନାରେ ମୁଁ ଗୋଟେ କଥା ଦେଖୁଛି ଯାହା ମୋତେ ବହୁତ ଆକର୍ଷିତ କରୁଛି, ମହିଳାମାନଙ୍କର ଅଂଶଗ୍ରହଣ। ସାଧାରଣତଃ ଆମେ ସ୍ୱାଧୀନତା ସଂଗ୍ରାମ କହିଲେ ପୁରୁଷ ନେତାଙ୍କ ନାଁ ବେଶୀ ଶୁଣୁ, କିନ୍ତୁ ଏଠି ଲାଗୁଛି କଥାଟା ଟିକେ ଅଲଗା। ଆପଣ ଏକଦମ ଠିକ୍ ଜାଗାରେ ପହଞ୍ଚିଛନ୍ତି। ଓଡ଼ିଶାର ଲବଣ ସତ୍ୟାଗ୍ରହର କାହାଣୀ ମହିଳାଙ୍କ ବିନା ଅସମ୍ପୂର୍ଣ୍ଣ। ସେମାନେ କେବଳ ପଛରେ ନଥିଲେ, ସେମାନେ ଆଗରେ ଥିଲେ, ନେତୃତ୍ୱ ନେଉଥିଲେ। ଆଉ ସେ ସମୟରେ ଏହା ଏକ ବହୁତ ବଡ଼ କଥା ଥିଲା। ମହିଳାମାନେ ଘରୁ ବାହାରି ରାସ୍ତାକୁ ଆସିଥିଲେ, ପୋଲିସ ଲାଠିର ସାମ୍ନା କରିଥିଲେ, ଏପରିକି ନିଜର ଅଳଙ୍କାର ଦାନ କରି ଆନ୍ଦୋଳନ ପାଇଁ ପାଣ୍ଠି ଯୋଗାଡ଼ କରିଥିଲେ। ବାଃ, ଏହା ତ ବହୁତ ବଡ଼ ତ୍ୟାଗ। ଉପସ୍ଥାପନାରେ ରମାଦେବୀ, ମାଳତୀ ଦେବୀ ଆଉ କୃଷ୍ଣବାଳା ସେନଙ୍କ ନାଁ ଅଛି। ସେମାନଙ୍କ ଭୂମିକା ବିଷୟରେ ଟିକେ ବିସ୍ତାରେ କୁହନ୍ତୁ। ନିଶ୍ଚିତ। ଦେଖନ୍ତୁ, ରମାଦେବୀ ଥିଲେ ଜଣେ ମୁଖ୍ୟ ସଂଗଠକ। ସେ ବରିଠାରେ ଗୋଟେ ଆଶ୍ରମ କରିଥିଲେ, ଯାହାର ନାଁ ଗାନ୍ଧିଜୀ ନିଜେ ଦେଇଥିଲେ ସେବାଘର। ଏଇଟା ସତ୍ୟାଗ୍ରହୀଙ୍କ ପାଇଁ ଗୋଟେ ତାଲିମ କେନ୍ଦ୍ର ଭରିଥିଲା। ପରେ ସେ କୋରାପୁଟରେ ନବଜୀବନ ମଣ୍ଡଳ ସ୍ଥାପନ କରିଥିଲେ। ଆଉ ତାଙ୍କ କାମ ପାଇଁ ତାଙ୍କୁ ଯମୁନାଲାଲ ବଜାଜ ପୁରସ୍କାର ବି ମିଳିଥିଲା। ରମାଦେବୀ ସଂଗଠନ ଦିଗଟା ସମ୍ଭାଳୁଥିଲେ, ଆଉ ମାଳତୀ ଦେବୀ ମାଳତୀ ଦେବୀଙ୍କର କାମ ଥିଲା ମହିଳାମାନଙ୍କୁ ସିଧାସଳଖ ଆନ୍ଦୋଳନ ସହ ଯୋଡ଼ିବା। ସେ ମହିଳାମାନଙ୍କୁ ହିନ୍ଦୁସ୍ତାନୀ ସେବା ଦଳରେ ସାମିଲ କରାଉଥିଲେ। ଏହାଦ୍ୱାରା ମହିଳାମାନେ ଗୋଟେ ଶୃଙ୍ଖଳିତ ଭାବରେ ଆନ୍ଦୋଳନରେ ଯୋଗ ଦେଇପାରିଲେ। ଏହା ଖାଲି ଭିଡ଼ ନଥିଲା, ଏହା ଏକ ସଂଗଠିତ ଶକ୍ତି ଥିଲା। ବୁଝିଲି। ତାମାନେ ସଂଗଠନ ଥିଲା, ଜନସମାବେଶ ଥିଲା, ଆଉ ସରଳା ଦେବୀ ଓ ସୀତା ଦେବୀ ଖାଡ଼ଙ୍ଗାଙ୍କ ଭଳି ମହିଳାମାନେ ଏହାକୁ ଏକ ବୌଦ୍ଧିକ ଦିଗ ଦେଉଥିଲେ, ଠିକ୍ ନା? ହଁ, ଆଉ ସେଇଟା ହିଁ ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ ଆନ୍ଦୋଳନ କେବଳ ରାସ୍ତାରେ ହୁଏନି, ଲୋକଙ୍କ ମନରେ ବି ହୁଏ। ସରଳା ଦେବୀ ଭାରତୀୟ ଜାତୀୟ କଂଗ୍ରେସର ଇତିହାସକୁ ଓଡ଼ିଆରେ ଅନୁବାଦ କଲେ, ଯାହାଫଳରେ ସାଧାରଣ ଲୋକ ବି ଆନ୍ଦୋଳନର ଉଦ୍ଦେଶ୍ୟ ବୁଝିପାରିଲେ। ଆଉ ସୀତା ଦେବୀ ଖାଡ଼ଙ୍ଗା ମନ୍ଦିର ପ୍ରବେଶ ବୋଲି ଗୋଟେ ନାଟକ ଲେଖିଲେ। ଏହା ସେ ସମୟର ସାମାଜିକ ସୁଧାର ସହିତ ସ୍ୱାଧୀନତା ସଂଗ୍ରାମକୁ ଯୋଡ଼ୁଥିଲା। ଏହା ଅବିଶ୍ୱାସନୀୟ। ଗୋଟିଏ ଆନ୍ଦୋଳନର ଏତେଗୁଡ଼ିଏ ଦିଗ। ଏସବୁ ଦେଖି ବ୍ରିଟିଶ ପ୍ରଶାସନର ପ୍ରତିକ୍ରିୟା କ'ଣ ଥିଲା? ସେମାନେ ଚୁପ ବସିଥିଲେ? ନା, ଆଦୌ ନୁହେଁ। ସେମାନେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେ। କାଇପଦା ଗୁଳିକାଣ୍ଡ ହେଉଛି ସେମାନଙ୍କ ଦମନ ଲୀଳାର ଗୋଟେ ଉଦାହରଣ। ସେମାନେ ହିଂସା ମାଧ୍ୟମରେ ଏହାକୁ ଦବାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଏହାର ପ୍ରଭାବ କ'ଣ ହେଲା? ଲୋକମାନେ ଡରିଗଲେ କି? ଆଶ୍ଚର୍ଯ୍ୟର କଥା ହେଉଛି ନା, ଲୋକମାନଙ୍କର ସଂକଳ୍ପ ଆହୁରି ଦୃଢ଼ ହୋଇଗଲା। ବିଶେଷକରି ମହିଳାମାନେ ବହୁତ ସାହସ ଦେଖାଇଲେ। ସେମାନେ ପଛକୁ ହଟିଲେ ନାହିଁ। ଆଚ୍ଛା, ତାହେଲେ ଲୁଣ ଆଇନ ଭାଙ୍ଗିବା ପରେ କ'ଣ ଆନ୍ଦୋଳନ ସେଇଠି ଅଟକିଗଲା? ଆଦୌ ନୁହେଁ। ବରଂ ଲୁଣ ଆଇନ ଭଙ୍ଗ ତ ଗୋଟେ ଆରମ୍ଭ ଥିଲା। ଏହି ନିଆଁ ଆହୁରି ବ୍ୟାପିଲା, କର ବିରୋଧ ପର୍ଯ୍ୟନ୍ତ। ଲୋକମାନେ ଚୌକିଦାରୀ ଟିକସ ଦେବାକୁ ମନା କରିଦେଲେ। ଚୌକିଦାରୀ ଟିକସ, ଏହାକୁ କାହିଁକି ଟାର୍ଗେଟ କରାଗଲା? କାରଣ ଏହି ଟିକସ ଗାଁ ସ୍ତରରେ ବ୍ରିଟିଶ ପ୍ରଶାସନର ପ୍ରତୀକ ଥିଲା। ଏହାକୁ ମନା କରିବା ମାନେ ଆମେ ତୁମ ଶାସନକୁ ଆମ ଗାଁରେ ମାନୁନାହୁଁ। ଏହା ସାଙ୍କେତିକ ବିରୋଧରୁ ସିଧାସଳଖ ଆର୍ଥିକ ଅସହଯୋଗ ଆଡ଼କୁ ଗୋଟେ ବଡ଼ ପଦକ୍ଷେପ ଥିଲା। ତାମାନେ ଆନ୍ଦୋଳନ କେବଳ ଆଇନ ଭାଙ୍ଗୁ ନଥିଲା, ବ୍ରିଟିଶ ଅର୍ଥନୀତି ଉପରେ ବି ଆଘାତ କରୁଥିଲା। ଏହା ତ ସ୍ୱଦେଶୀ ଆନ୍ଦୋଳନର ଏକ ନୂଆ ରୂପ ପରି। ଆତ୍ମନିର୍ଭରଶୀଳତା, ଖଦି ଆଉ ଗାଁର ଶିଳ୍ପକୁ ପ୍ରୋତ୍ସାହନ ଦିଆଗଲା। ଉଦାହରଣ ସ୍ୱରୂପ ସମ୍ବଲପୁର, ବାଣପୁର, ସୁକିନ୍ଦାର ବୁଣାକାରମାନେ ବହୁତ ଭଲ ହସ୍ତତନ୍ତ୍ର ବସ୍ତ୍ର ତିଆରି କଲେ। ଆଉ ଲୋକମାନେ ଏହାକୁ ଆପଣେଇଲେ? ନିଶ୍ଚିତ ଭାବେ। ଧନୀ ଲୋକମାନେ ବି ସ୍ଥାନୀୟ ଜିନିଷକୁ ସମର୍ଥନ କରିବା ପାଇଁ ବ୍ରହ୍ମପୁର ପାଟ, ମାଣିଆବନ୍ଧ ଶାଢ଼ୀ ପିନ୍ଧିଲେ। ଏହା କେବଳ ଫ୍ୟାଶନ ନଥିଲା, ଏହା ଥିଲା ଏକ ରାଜନୈତିକ ବକ୍ତବ୍ୟ। ତେବେ ଏହି ସମ୍ପୂର୍ଣ୍ଣ ଆଲୋଚନାରୁ ଆମେ ମୁଖ୍ୟତଃ କ'ଣ ଶିଖିଲେ, ସଂକ୍ଷେପରେ ଯଦି କହିବା? ହଁ, ନିଶ୍ଚୟ। ମୁଖ୍ୟ କଥାଗୁଡ଼ିକ ହେଲା, ପ୍ରଥମତା, ସମୟ। ଏପ୍ରିଲ 6-14 ଇଞ୍ଚୁଡ଼ିରେ ହୋଇଥିବା ଆନ୍ଦୋଳନ ଦାଣ୍ଡିରେ ଏକ ଶକ୍ତିଶାଳୀ ସମାନାନ୍ତରଣ ରୂପ ଥିଲା। ଦ୍ୱିତୀୟରେ, ମହିଳା ନେତୃତ୍ୱ। ରମାଦେବୀ, ମାଳତୀ ଦେବୀଙ୍କ ଭଳି ନେତ୍ରୀମାନେ ଏହାକୁ ସାମ୍ନାରୁ ଚଳେଇଥିଲେ। ଆଉ ତୃତୀୟରେ, ଏହାର ବ୍ୟାପକତା। ଏହା କେବଳ ଲୁଣରେ ସୀମିତ ନ ରହି ଟିକସ ବିରୋଧ ଆଉ ସ୍ୱଦେଶୀ ପର୍ଯ୍ୟନ୍ତ ଯାଇଥିଲା। ଅର୍ଥାତ୍ ଇଞ୍ଚୁଡ଼ିକୁ କେବଳ ଦାଣ୍ଡିଯାତ୍ରାର ଏକ ଛୋଟ ପ୍ରତିଫଳନ କହିବା ଭୁଲ ହେବ। ଏହା ନିଜେ ଏକ ସମ୍ପୂର୍ଣ୍ଣ ଆନ୍ଦୋଳନ ଥିଲା। ଏକଦମ। ଓଡ଼ିଶାରେ ଲବଣ ସତ୍ୟାଗ୍ରହ ଗୋଟେ ବଡ଼ ଜନ ଆନ୍ଦୋଳନ ଥିଲା।
ଆଉ ଏହା ମହିଳାମାନଙ୍କୁ ରାଜନୀତିର ମୁଖ୍ୟ ସ୍ରୋତକୁ ଆଣିଲା। ଏହା ଆଗାମୀ ସଂଗ୍ରାମ ପାଇଁ ଗୋଟେ ମଡେଲ ତିଆରି କଲା। ଆମ ଶ୍ରୋତାଙ୍କ ପାଇଁ ଗୋଟେ ଚିନ୍ତନୀୟ ପ୍ରଶ୍ନ ଛାଡ଼ିଯିବା। ଆମେ ଦେଖିଲେ କିପରି ଗୋଟେ ଛୋଟ ସାଙ୍କେତିକ କାର୍ଯ୍ୟ ମାନେ ଲୁଣ ମାରିବା ଏକ ବଡ଼ ସାମାଜିକ ପରିବର୍ତ୍ତନର କାରଣ ହେଲା। ଇତିହାସରେ ଏମିତି ଆଉ କେଉଁ ଛୋଟ ଘଟଣା ଅଛି ଯାହାର ପ୍ରଭାବ ଏତେ ବଡ଼ ହୋଇଛି? ଆଜି ଆମେ ଲବଣ ସତ୍ୟାଗ୍ରହ ବିଷୟରେ ଆଲୋଚନା କଲେ। ଆଗାମୀ ଆଲୋଚନାରେ ଆମେ ଏକ ବଡ଼ ରାଜନୈତିକ ଘଟଣା ବିଷୟରେ ଜାଣିବା, ଓଡ଼ିଶା ପ୍ରଦେଶ ଗଠନ। ସମସ୍ତଙ୍କୁ ସ୍ୱାଗତ। ଆଜିର ଏହି ଡିପ୍ ଡ୍ରାଇଭ୍ରେ ଆମେ ଇତିହାସର କିଛି ଏମିତି ପୃଷ୍ଠା ଖୋଳିବାକୁ ଯାଉଛୁ ଯାହା ଆଜିର ସମାଜ ଏବଂ ଆମର ପରିଚୟକୁ ଗଢ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି। ହଁ, ନିଶ୍ଚିତ ଭାବରେ। ଆଉ ଆଜିର ଆମର ପ୍ରସଙ୍ଗ ହେଉଛି ଫ୍ରିଡମ୍ ଷ୍ଟ୍ରଗଲ୍ ଅଫ୍ ଓଡ଼ିଶା, ଦ ଲେଟ୍ ଫେଜ୍ ରେଜିଷ୍ଟେନ୍ସ, ମାନେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟରେ ହୋଇଥିବା ପ୍ରତିରୋଧ। ଏକଦମ। ଆମେ ସାଧାରଣତଃ ସ୍ୱାଧୀନତା ସଂଗ୍ରାମ କହିଲେ ରାସ୍ତାରେ ନାରାବାଜି କିମ୍ବା ଇଂରେଜ ପୋଲିସ ସହିତ ସଂଘର୍ଷକୁ ହିଁ ବୁଝୁ। ବୁଝିବା ବି ସ୍ୱାଭାବିକ, କାରଣ ଇତିହାସ ବହିରେ ଆମେ ସେୟା ହିଁ ପଢ଼ିଛେ। ସତ କଥା। କିନ୍ତୁ ଆଜି ଆମେ ଯେଉଁ ସୋର୍ସେସ୍ ଉପରେ ଆଲୋଚନା କରିବା ତାହା ଆମର ଏହି ପାରମ୍ପରିକ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ବଦଳାଇ ଦେବ। ଏହି ବିଶ୍ଳେଷଣ ମୁଖ୍ୟତଃ ନ୍ୟାସନାଲ ହେରିଟେଜ୍ କ୍ଲାସିକ୍ ଫ୍ରେମୱାର୍କର ଐତିହାସିକ ତଥ୍ୟ ଏବଂ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଲେକ୍ଚର ନୋଟ୍ସ ଉପରେ ଆଧାରିତ। ଏବଂ ଆମର ମିଶନ ହେଉଛି ଏକ ସ୍ପଷ୍ଟ ଚିତ୍ର ପାଇବା ଯେ କିପରି ତିନୋଟି ପ୍ୟାରାଲେଲ୍ ଫ୍ରଣ୍ଟସ୍ ବା ସମାନ୍ତରାଳ ମୋର୍ଚ୍ଚା ଆଧୁନିକ ଓଡ଼ିଶାର ରୂପରେଖା ତିଆରି କଲା। ଆଉ ସବୁଠାରୁ ବଡ଼ କଥା ହେଲା କୌଣସି ପ୍ରକାରର ଇନଫୋ ଓଭରଲୋଡ୍ ନ ଦେଇ ଆମେ ଏହାକୁ ବୁଝିବା। ଏହି ତଥ୍ୟଗୁଡ଼ିକୁ ପଢ଼ିବା ସମୟରେ ମୋତେ ଗୋଟିଏ କଥା ବହୁତ ଆଶ୍ଚର୍ଯ୍ୟ କରିଥିଲା। କେଉଁ କଥା? ସେୟା ଯେ ସ୍ୱାଧୀନତା ପାଇବା ପୂର୍ବରୁ ହିଁ ଓଡ଼ିଶାରେ ଏକ ପ୍ରକାରର ପ୍ୟାରାଲେଲ୍ ଗଭର୍ଣ୍ଣମେଣ୍ଟ ଚାଲିଥିଲା। ମାନେ ଏହା କେବଳ ଏକ ରାଜନୈତିକ ବିଦ୍ରୋହ ନଥିଲା, ନିଜେ ନିଜକୁ ଶାସନ କରିବାର ଏକ ସୁସଂଗଠିତ ବ୍ୟବସ୍ଥା ଥିଲା। ଏହି ବିଷୟଟି ପ୍ରକୃତରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ଯେତେବେଳେ ଆମେ ଏହି ସୋର୍ସେସ୍ଗୁଡ଼ିକୁ ଗଭୀର ଭାବରେ ବିଶ୍ଳେଷଣ କରୁ, ଏହାକୁ କେବଳ ଇତିହାସର ଏକ ସାଧାରଣ ଘଟଣା ଭାବେ ଦେଖିବା ଠିକ୍ ହେବନି। ହଁ, ତାହା ଏକ ବହୁତ ବଡ଼ ଆଡମିନିଷ୍ଟ୍ରେଟିଭ୍ ଆଚିଭମେଣ୍ଟ ଥିଲା। ବିଲକୁଲ। ଆମେ ଏହାକୁ ଏକ ମାଷ୍ଟର କ୍ଲାସ୍ ଇନ୍ ଆଡମିନିଷ୍ଟ୍ରେସନ୍ ବୋଲି ନିଶ୍ଚିତ ଭାବରେ କହିପାରିବା। ସେହି ସମୟର ନେତୃତ୍ୱବୃନ୍ଦ କେବଳ ଇଂରେଜ ସରକାରଙ୍କ ବିରୋଧରେ ଲଢ଼ୁନଥିଲେ, ଭବିଷ୍ୟତରେ ନିଜେ କିପରି ଏକ ସୁଦୃଢ଼ ସରକାର ଚଳାଇବେ ସେଥିପାଇଁ ପ୍ରସ୍ତୁତ ହେଉଥିଲେ। ସେମାନେ ଜାଣିଥିଲେ ଯେ ଖାଲି ସ୍ୱାଧୀନତା ମିଳିଗଲେ ହବନି, ତାକୁ ଚଳାଇବା ପାଇଁ ଏକ କାପାସିଟି ଦରକାର। ଏହି ସୋର୍ସ ମେଟେରିଆଲ ଆମକୁ ସ୍ପଷ୍ଟ ଦର୍ଶାଏ ଯେ ସ୍ୱାଧୀନତା ପ୍ରାପ୍ତିର ଯାତ୍ରା କେବଳ ଗୋଟିଏ ଦିଗରେ ସୀମିତ ନଥିଲା। ଠିକ୍ ଅଛି, ଆସନ୍ତୁ ଏହାକୁ ଅନପ୍ୟାକ୍ କରିବା। ଆମ ନୋଟ୍ସ ଅନୁଯାୟୀ ଏହି ଲେଟ୍ ଷ୍ଟେଜ୍ ଇଣ୍ଡିପେଣ୍ଡେନ୍ସ ମୁଭମେଣ୍ଟ ମୁଖ୍ୟତଃ ତିନୋଟି ପ୍ୟାରାଲେଲ୍ ଫ୍ରଣ୍ଟସରେ ବିଭକ୍ତ ଥିଲା। ପ୍ରଥମଟି ହେଉଛି ଅର୍ଗାନାଇଜେସନାଲ ସେଟଅପ୍, ଦ୍ୱିତୀୟରେ ସୋସିଆଲ ଆୱେୟାରନେସ୍ ଏବଂ ତୃତୀୟରେ ଡୁଏଲ୍ ଫ୍ରଣ୍ଟ ରେଜିଷ୍ଟେନ୍ସ। ହଁ, ଯଦି ଆମେ ପ୍ରଥମ ଦିଗ ଅର୍ଥାତ୍ ଅର୍ଗାନାଇଜେସନାଲ ସେଟଅପ୍କୁ ଦେଖିବା, କଂଗ୍ରେସ ପାର୍ଟି ନିଜ ଭିତରେ 4ଟି ଡେଡିକେଟେଡ୍ ଆଡମିନିଷ୍ଟ୍ରେଟିଭ୍ ଡିପାର୍ଟମେଣ୍ଟ ସୃଷ୍ଟି କରିଥିଲା। ଯାହା ଶୁଣିବାକୁ ଆଜିର ଏକ ସରକାରୀ କ୍ୟାବିନେଟ୍ ଭଳି ଲାଗୁଛି। ଏକଦମ ଆଜିର ମନ୍ତ୍ରିମଣ୍ଡଳ ପରି। ପ୍ରଥମ ବିଭାଗଟି ଥିଲା ମୁଭମେଣ୍ଟ ଡିପାର୍ଟମେଣ୍ଟ। ଏବଂ ଏହି ମୁଭମେଣ୍ଟ ଡିପାର୍ଟମେଣ୍ଟର ଅଧ୍ୟକ୍ଷ ଥିଲେ ହରେକୃଷ୍ଣ ମହତାବ। ଏହି ବିଭାଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯେକୌଣସି ଆନ୍ଦୋଳନ ବା ପ୍ରତିବାଦକୁ ସୁଚାରୁ ରୂପେ ପରିଚାଳନା କରିବା। ଏହା ଏକ ପ୍ରକାରର ଆଇନ ଶୃଙ୍ଖଳା ରକ୍ଷା କରିବାର ଦାୟିତ୍ୱ ଥିଲା। ଆଚ୍ଛା, ମାନେ ଆନ୍ଦୋଳନ ଯେପରି ବିଶୃଙ୍ଖଳିତ ନ ହୁଏ ସେଥିପାଇଁ। ହଁ, ସେହି ଦାୟିତ୍ୱ ତାଙ୍କ ଉପରେ ଥିଲା। ଏହା ସହିତ ସାମାଜିକ ଦିଗକୁ ସମ୍ଭାଳିବା ପାଇଁ ଆଉ 2ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା। ଦ୍ୱିତୀୟଟି ହେଉଛି ହରିଜନ ଡିପାର୍ଟମେଣ୍ଟ, ଯାହାର ଦାୟିତ୍ୱରେ ଥିଲେ ରାଧାକୃଷ୍ଣ ବିଶ୍ୱାସ ରାୟ। ଏବଂ ତୃତୀୟରେ ଥିଲା ମାଇନରିଟି ଡିପାର୍ଟମେଣ୍ଟ ବା ସଂଖ୍ୟାଲଘୁ ବିଭାଗ, ଯାହାର ଅଧ୍ୟକ୍ଷ ଥିଲେ ମୌଲାନା ମହମ୍ମଦ ଅତାହର। ଏହି ବିଭାଗଗୁଡ଼ିକର ନାମରୁ ହିଁ ଜଣାପଡ଼ୁଛି ଯେ ସେମାନେ ସମାଜର ଅବହେଳିତ ଶ୍ରେଣୀକୁ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଚାହୁଁଥିଲେ। ନିଶ୍ଚିତ ଭାବରେ। ଆଉ ଚତୁର୍ଥ ବିଭାଗଟି ଥିଲା ଚରଖା ଡିପାର୍ଟମେଣ୍ଟ, ଯାହାକୁ ୟୁପିସି ବା ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ଏକ ସବ୍ କମିଟି ପରିଚାଳନା କରୁଥିଲା। ଏହି 4ଟି ବିଭାଗକୁ ଏକାଠି ଦେଖିଲେ ଏକ ପ୍ରଶ୍ନ ଆସେ, ଆନ୍ଦୋଳନ ସମୟରେ ଏତେ ସୁସଂଗଠିତ ଭାବରେ ବିଭାଗ ବାଣ୍ଟିବାର କାରଣ କ'ଣ ଥିଲା? ଏହାର ସିଧା ଉତ୍ତର ହେଉଛି ଆଡମିନିଷ୍ଟ୍ରେଟିଭ୍ କାପାସିଟି ବିଲ୍ଡିଂ। ସେମାନେ ଜାଣିଥିଲେ ଯେ ଯେତେବେଳେ ବ୍ରିଟିଶମାନେ ଦେଶ ଛାଡ଼ି ପଳାଇବେ, ତାପରେ ଏକ ବିଶାଳ ଦେଶକୁ ଚଲାଇବ କିଏ? ତେଣୁ ଏହି ବିଭାଗଗୁଡ଼ିକ ଭବିଷ୍ୟତ ସରକାରର ଏକ ଟ୍ରେନିଂ ଗ୍ରାଉଣ୍ଡ ଥିଲା। ଆଇନ ଶୃଙ୍ଖଳା ଏବଂ ଅର୍ଥନୈତିକ ସ୍ୱାବଲମ୍ବନଶୀଳତା ପର୍ଯ୍ୟନ୍ତ
ଏକ ରାଷ୍ଟ୍ର ଗଠନ ପାଇଁ ଯାହା ଦରକାର ତାହା ସବୁ ଏଥିରେ ଅନ୍ତର୍ଭୁକ୍ତ ଥିଲା। କେବଳ ବର୍ତ୍ତମାନ ପାଇଁ ନୁହେଁ, ଆସନ୍ତାକାଲିର ସରକାର ପାଇଁ ମଧ୍ୟ ପ୍ରସ୍ତୁତି। ଆଉ ଏଠାରେ ବିଷୟଟି ରିଏଲି ଇଣ୍ଟରେଷ୍ଟିଂ ହୋଇଯାଏ। ଆମେ ଦ୍ୱିତୀୟ ମୋର୍ଚ୍ଚା ବିଷୟରେ କହୁଛେ, ଠିକ୍ ନା? ହଁ, ସୋସିଆଲ ଆୱେକନିଂ। ଏଠାରେ ଏକ ବହୁତ ସମ୍ବେଦନଶୀଳ ଐତିହାସିକ ଘଟଣା ଅଛି। 1934 ମଇରେ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତରେ ଆସିଥିଲେ, ଯାହା ଝାରସୁଗୁଡ଼ାରୁ ଆରମ୍ଭ ହୋଇ ପୁରୀ ପର୍ଯ୍ୟନ୍ତ ବ୍ୟାପିଥିଲା। ଆଉ ସାଧାରଣତଃ ଆମେ ଭାବୁ ଯେ ଏତେ ବଡ଼ ନେତାଙ୍କ ଗସ୍ତ ମାନେ କେବଳ ଇଂରେଜ ବିରୋଧୀ ଭାଷଣ କିମ୍ବା ପଲିଟିକାଲ ଡିମାଣ୍ଡସ୍ ଉପରେ ଆଲୋଚନା ହୋଇଥିବ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗାନ୍ଧୀ ଏହି ଗସ୍ତରେ ରାଜନୈତିକ ଦାବି ଅପେକ୍ଷା ସୋସିଆଲ ରିଫର୍ମ ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଥିଲେ। ଏବଂ ଏହି ଗସ୍ତର ସବୁଠାରୁ ଶକ୍ତିଶାଳୀ ଘଟଣା ଥିଲା ଦ ଜଗନ୍ନାଥ ଟେମ୍ପଲ ବୟକଟ୍, ଯାହା ପୁରା ସମାଜକୁ ଦୋହଲାଇ ଦେଇଥିଲା। ସତରେ ଯେତେବେଳେ ମହାତ୍ମା ଗାନ୍ଧୀ ପୁରୀରେ ପହଞ୍ଚିଲେ, ସମସ୍ତେ ଆଶା କରିଥିଲେ ଯେ ସେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ, କିନ୍ତୁ ସେ ମନ୍ଦିରରେ ପ୍ରବେଶ କରିବାକୁ ସିଧା ମନା କରିଦେଇଥିଲେ। ଏହା ପଛର କାରଣ ବହୁତ ସ୍ପଷ୍ଟ ଥିଲା। ସେହି ସମୟରେ ମନ୍ଦିରଟି ହରିଜନମାନଙ୍କ ପାଇଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ଥିଲା। ଗୋଟିଏ ନିର୍ଦ୍ଦିଷ୍ଟ ଶ୍ରେଣୀକୁ ଈଶ୍ୱରଙ୍କ ଦର୍ଶନରୁ ବଞ୍ଚିତ କରାଯାଉଥିଲା। ଯେଉଁ ଠାକୁରଙ୍କୁ ଆମେ ଜଗତର ନାଥ ବୋଲି କହୁ, ତାଙ୍କ ମନ୍ଦିରକୁ ଯିବାକୁ ଏତେ ବଡ଼ ନେତା ମନା କରିଦେଲେ। ଏହା ସେ ସମୟରେ କେତେ ବଡ଼ ଖବର ହୋଇଥିବ ଆମେ ଅନୁମାନ କରିପାରିବା। ଏଠି ସବୁଠାରୁ ଫ୍ୟାସିନେଟିଂ କଥା ହେଉଛି ଗାନ୍ଧୀଙ୍କର ଅବିଚଳିତ ବିଚାରଧାରା। ପୁରୀ ଭଳି ଏକ ରକ୍ଷଣଶୀଳ ସହରରେ ଏଭଳି ନିଷ୍ପତ୍ତି ନେବା ମାନେ ସିଧାସଳଖ ଶକ୍ତିଶାଳୀ ସାମାଜିକ ବ୍ୟବସ୍ଥାକୁ ଆହ୍ୱାନ ଦେବା। ଏହା ଆବ୍ସୋଲ୍ୟୁଟ୍ ସୋସିଆଲ ଇକ୍ୱାଲିଟି ପାଇଁ ଏକ ଦୃଢ଼ ଦାବି ଥିଲା। ବିଲକୁଲ, ଯେଉଁ ସମାଜ ନିଜ ଲୋକଙ୍କ ମଧ୍ୟରେ ଭେଦଭାବ ରଖେ ସେ ସ୍ୱାଧୀନତା ପାଇବାକୁ ଯୋଗ୍ୟ ନୁହେଁ। ଏହା ଏକ ସୋସିଆଲି ୟୁନିଫାଇଡ୍ ଇଣ୍ଡିପେଣ୍ଡେନ୍ସ ଫ୍ରଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ମାନେ ବ୍ରିଟିଶମାନଙ୍କ ତଳିବା ଆଗରୁ ପ୍ରଥମେ ନିଜ ଭିତରୁ ଏହି ଅନଟଚେବିଲିଟିକୁ ତଳିବାକୁ ପଡ଼ିବ। 1934ର ଏହି ସାମାଜିକ ସଂସ୍କାର ପରେ ଗୋଟେ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ସାମ୍ନାକୁ ଆସେ। ହଁ, ଏବେ ଆମେ ପଲିଟିକାଲ ରିବେଲିୟନ ପର୍ଯ୍ୟାୟକୁ ଆସୁଛି, ଯାହାକୁ ଆମ ନୋଟ୍ସରେ ଦ ପ୍ରଜାମଣ୍ଡଳ ମୁଭମେଣ୍ଟ ବୋଲି କୁହାଯାଇଛି। ଆଉ ଏହା ହିଁ ହେଉଛି ଆମର ତୃତୀୟ ମୋର୍ଚ୍ଚା, ଡୁଅଲ ଫ୍ରଣ୍ଟ ରେଜିଷ୍ଟାନ୍ସ। କିନ୍ତୁ ଏଠାରେ ସ୍ପଷ୍ଟ କରିବା ଦରକାର ଯେ ଏହି ଲଢ଼େଇ ସିଧାସଳଖ ଇଂରେଜମାନଙ୍କ ସହ ନଥିଲା। ନା, ଏହା ଥିଲା ପ୍ରିନ୍ସଲି ଷ୍ଟେଟ୍ସ ବା ଗଡ଼ଜାତ ରାଜ୍ୟଗୁଡ଼ିକର ସ୍ଥାନୀୟ ରାଜାମାନଙ୍କ ବିରୁଦ୍ଧରେ, ପ୍ରଜାମାନଙ୍କ ଉପରେ ହେଉଥିବା ଅମାନବୀୟ ଅତ୍ୟାଚାର ବିରୋଧରେ। ଆମ ସୋର୍ସରେ 4ଟି ନିର୍ଦ୍ଦିଷ୍ଟ ଟର୍ମିନୋଲୋଜିର ଉଲ୍ଲେଖ ଅଛି, ଯାହା ଶୋଷଣର ଚିତ୍ରକୁ ସ୍ପଷ୍ଟ କରେ। ପ୍ରଥମଟି ହେଲା ବେଠି। ବେଠି ମାନେ ଫୋର୍ସଡ୍ ଅନପେଡ୍ ଲେବର। ଗରିବ ଚାଷୀ ଦିନତମାମ ସରକାରୀ କାମ କରିବ, କିନ୍ତୁ ତାକୁ କୌଣସି ପାରିଶ୍ରମିକ ମିଳିବ ନାହିଁ। ଏହା ତ ପୁରା କ୍ରୀତଦାସ ପ୍ରଥା ବୋଲି ଥିଲା। ଆଉ ତାପରେ ଥିଲା ବେଗାରୀ। ବେଗାରୀରେ ଲୋକଙ୍କ ଇଚ୍ଛା ନଥାଇ ମଧ୍ୟ କମ୍ପଲସରି ମ୍ୟାନୁଆଲ ଲେବର କରିବାକୁ ବାଧ୍ୟ କରାଯାଉଥିଲା। ଏବଂ ତୃତୀୟ ଶବ୍ଦଟି ହେଉଛି ରସଦ, ଯାହା ଭିଜିଟିଂ ଅଫିସିଆଲ୍ସମାନଙ୍କ ପାଇଁ ଫୋର୍ସଡ୍ ସପ୍ଲାଏ ଅଫ୍ ପ୍ରୋଭିଜନ୍ସ ଥିଲା। ମାନେ ଯେତେବେଳେ କୌଣସି ବ୍ରିଟିଶ ଅଧିକାରୀ ବା ରାଜାଙ୍କ କର୍ମଚାରୀ ଆସିବେ, ଗାଁ ଲୋକମାନେ ନିଜ ଖର୍ଚ୍ଚରେ ସେମାନଙ୍କର ରହଣି ଓ ଖାଇବାର ବିଳାସପୂର୍ଣ୍ଣ ବ୍ୟବସ୍ଥା କରିବେ। ନିଜ ଘରେ ଖାଇବାକୁ ନଥିଲେ ବି ଦେବାକୁ ବାଧ୍ୟ। ଆଉ ଚତୁର୍ଥଟି ସବୁଠାରୁ ଭୟଙ୍କର ଥିଲା ମାଗଣ। ହଁ, ମାଗଣ ହେଉଛି ଏକ୍ସଟର୍ସନେଟ୍ ଆର୍ବିଟ୍ରେରୀ ଫାଇନାନ୍ସିଆଲ ଡିମାଣ୍ଡସ୍। କୌଣସି ନିୟମ ନ ମାନି ରାଜାମାନେ ଯେତେବେଳେ ଚାହିଁଲେ ବଳପୂର୍ବକ ଟଙ୍କା ଆଦାୟ କରୁଥିଲେ। ଏଭଳି ବ୍ୟବସ୍ଥା ବିରୋଧରେ ଲୋକେ ଯେ ବିଦ୍ରୋହ କଲେ, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କିନ୍ତୁ ଏହାକୁ ଦ୍ୱିମୁଖୀ ପ୍ରତିରୋଧ କାହିଁକି କୁହାଯାଏ? ଯଦି ଆମେ ଏହାକୁ ବିଗର ପିକ୍ଚର ସହିତ କନେକ୍ଟ କରିବା, ତେବେ ବୁଝିପାରିବା। ଆମ ସୋର୍ସରେ ଗୋଟିଏ ଲାଇନ୍ ଅଛି, ଓଭରଆର୍ଚିଂ ବ୍ରିଟିଶ ସପୋର୍ଟ। ଆଚ୍ଛା, ମାନେ ଏହି ରିଜିନାଲ ମନାକ୍ସମାନଙ୍କୁ ବ୍ରିଟିଶ ସରକାରଙ୍କର ପୂର୍ଣ୍ଣ ସମର୍ଥନ ଥିଲା? ଏକଦମ। ଇଂରେଜମାନେ ଚାହୁଁଥିଲେ ଯେ ଏହି ରାଜାମାନେ ତାଙ୍କ ପାଇଁ ଏକ ବଫରର କାମ କରନ୍ତୁ। ତେଣୁ ଯେତେବେଳେ ଲୋକମାନେ ରାଜାଙ୍କ ବିରୋଧରେ ଲଢ଼ିଲେ, ତାହା ପରୋକ୍ଷରେ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ମଧ୍ୟ ଲଢ଼େଇ ଥିଲା। ଜୁଲାଇ 11, 1938 ମସିହାରେ ରଥଯାତ୍ରା ଦିନ ଗୋରିଆମାଳାଠାରେ ଏହି ପ୍ରତିରୋଧ ଏକ ଆନୁଷ୍ଠାନିକ ରୂପ ନେଲା ଏବଂ ଏହାର ନେତୃତ୍ୱ ନେଇଥିଲେ ଏଚ୍.କେ. ମହତାବ ଏବଂ ସରଂଧର ଦାସ। ଏବଂ ଏହି ବିଦ୍ରୋହର ଏକ ଫ୍ଲାsh ପଏଣ୍ଟ ଥିଲା ଢେଙ୍କାନାଳ। ହଁ, ଢେଙ୍କାନାଳ ଅପରାଇଜିଂ। ସେଠାରେ ଲୋକଙ୍କ ଅସନ୍ତୋଷ ଏକ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା। ଆଉ ଶ୍ରୀ ବୈଷ୍ଣବଚରଣ ପଟ୍ଟନାୟକ ଲୋକମାନଙ୍କୁ ଏକାଠି କରିବାରେ ବହୁତ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏହି ଢେଙ୍କାନାଳ ବିଦ୍ରୋହ ଏତେ ଶକ୍ତିଶାଳୀ ଥିଲା ଯେ ବ୍ରିଟିଶ ସରକାର ବାଧ୍ୟ ହୋଇ ରାଜାଙ୍କ ଶାସନ କ୍ଷମତାକୁ ଛଡ଼ାଇ ନେଲେ। ତାକୁ ୱିଥଡ୍ର ଦ କିଙ୍ଗସ୍ ଗଭର୍ଣ୍ଣିଂ ପାୱାର୍ସ ବୋଲି ସୋର୍ସରେ କୁହାଯାଇଛି। ଏହା ଏକ ବହୁତ ବଡ଼ ବିଜୟ ଥିଲା।
କିଛି ତୁରନ୍ତ କ୍ୱାଣ୍ଟିଫାଏବଲ୍ ଆଡମିନିଷ୍ଟ୍ରେଟିଭ୍ କନସେସନ୍ସ ମିଳିଲା। ପ୍ରଥମେ ଭେତି ଆନୁଷ୍ଠାନିକ ଭାବେ ଉଚ୍ଛେଦ ହେଲା, ଦ୍ୱିତୀୟରେ ଗିରଫ ନେତାମାନେ ମୁକୁଳିଲେ, ଆଉ ତୃତୀୟରେ ଲ୍ୟାଣ୍ଡ ଟ୍ୟାକ୍ସକୁ 4 ଅଣାରୁ କମାଇ 2 ଅଣା କରିଦିଆଗଲା। ଏହି ବିଜୟର ପ୍ରଭାବ କେବଳ ଢେଙ୍କାନାଳରେ ସୀମିତ ନଥିଲା, ଏହାର ଏକ କ୍ୟାସ୍କେଡିଂ ମୁଭମେଣ୍ଟ ବା ଡମିନୋ ଇଫେକ୍ଟ ଦେଖିବାକୁ ମିଳିଲା। ଅନ୍ୟ ଗଡ଼ଜାତର ରାଜ୍ୟଗୁଡ଼ିକରେ ମଧ୍ୟ ଏହା ବ୍ୟାପିଲା ନା? ହଁ, ତାଲଚେର, ଗାଙ୍ଗପୁର, ରଣପୁର, ନୟାଗଡ଼, ବଣାଇ, ସୋନପୁର ଏବଂ ମୟୂରଭଞ୍ଜ ପରି ଅଞ୍ଚଳକୁ ବ୍ୟାପିଗଲା। ଏହି ଆନ୍ଦୋଳନଗୁଡ଼ିକ ରିଜନାଲ ମୋନାର୍କିର ପତନର କାରଣ ସାଜିଲା ଏବଂ ଡିସ୍ପାରେଟ୍ ପ୍ରିନ୍ସଲି ଷ୍ଟେଟ୍ସକୁ ଏକତ୍ରିତ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କଲା। ମାନେ ଏକ ୟୁନିଫାଇଡ୍ ଓଡ଼ିଶା ଗଠନ ଦିଗରେ ଏହା ପ୍ରମୁଖ ପଦକ୍ଷେପ ଥିଲା। ତାଲେ ଏସବୁର ମାନେ କ'ଣ ସାମାଜିକ ସଂସ୍କାର ହେଲା, ପ୍ରଜାମଣ୍ଡଳ ବିଦ୍ରୋହ ହେଲା? ଏବେ ଆମେ 1940ର ଇଣ୍ଡିଭିଜୁଆଲ ସିଭିଲ ଡିସୋବିଡିଏନ୍ସ ମୁଭମେଣ୍ଟ ଉପରେ ଆଲୋଚନା କରିବା, ଯାହା ସିଧାସଳଖ ବ୍ରିଟିଶ ସାମ୍ରାଜ୍ୟବାଦ ଆଡ଼କୁ ଏକ ଖୋଲା ଆହ୍ୱାନ ଥିଲା। ଏହାର ପୃଷ୍ଠଭୂମି ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ। ମାର୍ଚ୍ଚ 1940ରେ ଆଇଏନ୍ସିର ରାମଗଡ଼ ଅଧିବେଶନରେ ନିଷ୍ପତ୍ତି ନିଆଗଲା ଯେ ସେମାନେ ଇଂରେଜମାନଙ୍କର ଇମ୍ପେରିଆଲ ୱାର ଏଫର୍ଟସକୁ ସମର୍ଥନ କରିବେ ନାହିଁ, ଯାହାକୁ ନ୍ୟାସନାଲ ଆଣ୍ଟି ୱାର ଷ୍ଟାନ୍ସ କୁହାଯାଏ। ଆଉ ଓଡ଼ିଶା ମଧ୍ୟ ଏହି ନୀତିକୁ ଆପଣାଇ ପ୍ରସ୍ତୁତି ଆରମ୍ଭ କଲା। ସେପ୍ଟେମ୍ବର 27, 1940ରେ ୟୁପିସିସି ହରେକୃଷ୍ଣ ମହତାବଙ୍କୁ ଜେନେରାଲ ଡିରେକ୍ଟର ଭାବେ ନିଯୁକ୍ତ କଲା, ଆଉ ଡିସେମ୍ବର 1, 1940ରେ ଆନ୍ଦୋଳନ ଆରମ୍ଭ ହେଲା। ମହତାବ ରେମୁଣାଠାରେ ଏକ ଅତ୍ୟନ୍ତ ସାହସିକ ଡିଫାଏଣ୍ଟ ଆଣ୍ଟି ୱାର ସ୍ପିଚ୍ ଦେଲେ। ଏବଂ ସେହି ପ୍ରଥମ ଦିନରେ ହିଁ ତାଙ୍କ ଗିରଫ କରି ନିଆଗଲା। କିନ୍ତୁ ଆଶ୍ଚର୍ଯ୍ୟର କଥା, ମୁଖ୍ୟ ନେତା ଗିରଫ ହେବା ସତ୍ତ୍ୱେ ଆନ୍ଦୋଳନ ଅଟକି ନଥିଲା। ଏହା ମାର୍ଚ୍ଚ 1941 ପର୍ଯ୍ୟନ୍ତ ଚାଲିଲା। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି କରେ। ଯେତେବେଳେ ମୁଖ୍ୟ ନେତା ପ୍ରଥମ ଦିନରେ ଗିରଫ ହେଉଛନ୍ତି, ତଥାପି ଆନ୍ଦୋଳନ ସୁଚାରୁ ରୂପେ ଚାଲୁଛି, ଏହା କ'ଣ ଦର୍ଶାଉଛି? ଆମେ ଯେଉଁ 4ଟି ବିଭାଗ ବିଷୟରେ ପ୍ରଥମେ ଆଲୋଚନା କରୁଥିଲେ, ତାର ପ୍ରଭାବ ବୋଧହୁଏ। ବିଲକୁଲ। ଏହା ପ୍ରମାଣ କଲା ଯେ ଓଡ଼ିଶା କେବଳ ପ୍ରଶାସନିକ ସ୍ତରରେ ବା ଆଡମିନିଷ୍ଟ୍ରେଟିଭ୍ ରେଡିନେସ୍ରେ ପ୍ରସ୍ତୁତ ନଥିଲା, ବରଂ ବ୍ରିଟିଶ ସାମ୍ରାଜ୍ୟ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିବାକୁ ମଧ୍ୟ ଜନସାଧାରଣ ସକ୍ଷମ ଥିଲେ। ଲୋକମାନେ ଶୃଙ୍ଖଳାର ସହ ନେତାଙ୍କ ଅନୁପସ୍ଥିତିରେ ବି ଆନ୍ଦୋଳନ ଚଳାଇଲେ। ଏବେ ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ। 3ଟି ଭିନ୍ନ ମୋର୍ଚ୍ଚାରେ ଯେଉଁ ଲଢ଼େଇ ହେଲା, ତାକୁ ଏକାଠି କରି କିପରି ଏକ ନିଷ୍କର୍ଷ ବାହାର କରିବା? ଆମର ସୋର୍ସରେ ଏକ ବହୁତ ଚମତ୍କାର ଭେନ୍ ଡାୟାଗ୍ରାମ ଅଛି, ଯାହା ଦ ବିଗ୍ ସିନ୍ଥେସିସ୍କୁ ବୁଝାଏ। ଏଥିରେ ଲେଖାଅଛି, ସାଇମଲ୍ଟେନିୟସ୍ ଭିକ୍ଟ୍ରିଜ୍ ଆକ୍ରସ୍ 3 ଡିଷ୍ଟିଙ୍କ୍ଟ ଫ୍ରଣ୍ଟସ୍ ଫୋର୍ଜଡ୍ ମଡର୍ନ ଓଡ଼ିଶା। ଅର୍ଥାତ୍ 3ଟି ସ୍ୱତନ୍ତ୍ର ମୋର୍ଚ୍ଚାରେ ମିଳିଥିବା ବିଜୟ ହିଁ ଆଧୁନିକ ଓଡ଼ିଶାକୁ ଗଢ଼ିଛି। ହଁ, ପ୍ରଥମଟି ହେଲା ସୋସିଆଲ ଇକ୍ୱାଲିଟି କ୍ୟାମ୍ପେନ୍ସ, ଯାହା ହରିଜନମାନଙ୍କ ପାଇଁ କାମ କଲା ଏବଂ ଷ୍ଟ୍ରକ୍ଚରାଲ ଡିସ୍କ୍ରିମିନେସନ୍ ଦୂର କଲା। ଦ୍ୱିତୀୟଟି ହେଲା ପ୍ରଜାମଣ୍ଡଳ ମୁଭମେଣ୍ଟ, ଯାହା ସାମନ୍ତବାଦୀ ଶୋଷଣକୁ ସମାପ୍ତ କରି ଖଣ୍ଡିତ ରାଜ୍ୟଗୁଡ଼ିକୁ ମିଶାଇଲା ଏବଂ ଭୌଗୋଳିକ ଏକତା ଆଣିଲା। ଆଉ ତୃତୀୟଟି ହେଲା ସିଭିଲ ଡିସୋବିଡିଏନ୍ସ, ଯାହା ସାମ୍ରାଜ୍ୟବାଦୀ ବିରୋଧରେ ବିଦ୍ରୋହ କରି ପ୍ରଶାସନିକ ଦକ୍ଷତା ଏବଂ ନିର୍ଭୀକତା ପ୍ରମାଣିତ କଲା। ଏ ସାମାଜିକ ନ୍ୟାୟ, ଭୌଗୋଳିକ ଏକତା ଏବଂ ପ୍ରଶାସନିକ ପ୍ରସ୍ତୁତି ମିଶି ମଡର୍ଣ୍ଣ ଓଡ଼ିଶାର ଜନ୍ମ ଦେଲା। ଏହି ସମସ୍ତ ତଥ୍ୟକୁ ବିଶ୍ଳେଷଣ କଲେ ଆମେ ଶିଖୁଛେ ଯେ ଗୋଟିଏ ସଶକ୍ତ ରାଜ୍ୟ ଗଠନ ପାଇଁ କେବଳ ବାହ୍ୟ ଶତ୍ରୁ ସହ ଲଢ଼ିଲେ ଯଥେଷ୍ଟ ହୋଇନଥାନ୍ତା। ନିଜ ଭିତରେ ଥିବା ସାମାଜିକ ବୈଷମ୍ୟ, ସ୍ଥାନୀୟ ଶୋଷଣ ଏବଂ ପ୍ରଶାସନିକ ଦୁର୍ବଳତାକୁ ମଧ୍ୟ ସୁଧାରିବାକୁ ପଡ଼ିବ। ଏବଂ ସେହି ସମୟର ନେତା ଓ ଜନତାଙ୍କର ସେହି ଦୂରଦୃଷ୍ଟି ଥିଲା ବୋଲି ଆଜି ଆମେ ଏକ ସୁଦୃଢ଼ ଓଡ଼ିଶା ଦେଖୁଛୁ। ଆଲୋଚନାକୁ ଶେଷ କରିବା ପୂର୍ବରୁ ଗୋଟିଏ ନୂଆ ଚିନ୍ତାଧାରା ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁବି। ଆଜି ଆମେ ଦେଖିଲେ କିପରି ପ୍ରଜାମଣ୍ଡଳ ମୁଭମେଣ୍ଟ ବିଭିନ୍ନ ଗଣଜାତ ରାଜ୍ୟକୁ ଏକାଠି କଲା। କିନ୍ତୁ ଟିକେ ଭାବି ଦେଖନ୍ତୁ, ସେହି ଅଲଗା ଅଲଗା ରାଜ୍ୟଗୁଡ଼ିକର ଏକାଠି ହେବା ପ୍ରକ୍ରିୟା ଏତେ କ୍ଷିପ୍ର ଥିଲା ଯେ କ'ଣ ଆଜି ବି ଆମ ଆଧୁନିକ ଓଡ଼ିଶାରେ ସେହି ପୁରୁଣା ରାଜ୍ୟଗୁଡ଼ିକର କିଛି ଅଦୃଶ୍ୟ ସାଂସ୍କୃତିକ ସୀମାରେଖା ବା ଇନଭିଜିବଲ୍ କଲଚରାଲ ବାଉଣ୍ଡରିଜ୍ ରହିଯାଇଛି କି? ଏହା ଏକ ଗଭୀର ବିଷୟ। ହଁ, ଯେଉଁ ସୀମାରେଖାକୁ ହୁଏତ ଆମେ ଆଜି ମାନଚିତ୍ରରେ ଦେଖିପାରୁନାହୁଁ, କିନ୍ତୁ ଆମର ଦୈନନ୍ଦିନ ଜୀବନରେ, ଆମର ପରମ୍ପରାରେ, ବିବାହ ପ୍ରଥାରେ କିମ୍ବା କଥାବାର୍ତ୍ତାର ଶୈଳୀରେ ଆମେ ଆଜି ବି ଅନୁଭବ କରୁଛୁ। କ'ଣ ସେହି ପୁରୁଣା ଗଡ଼ଜାତ ଅଞ୍ଚଳର ଛାପ ଆଜି ମଧ୍ୟ ଆମ ମାନସିକତାରେ ଲୁଚି ରହିଛି? ଏହା ଉପରେ ନିଶ୍ଚୟ ଚିନ୍ତା କରାଯାଇପାରେ। ଆଜି ପାଇଁ ଆମର ଏହି ଡିପ୍ ଡାଇଭ୍କୁ ଏତିକିରେ ଶେଷ କରୁଛୁ। ସମସ୍ତଙ୍କୁ ଧନ୍ୟବାଦ। ଆଜିର ଏହି ଡିପ୍ ଡାଇଭ୍କୁ ସ୍ୱାଗତ। ଆଜି ଆମେ
ଏକ ବହୁତ ଖାସ୍ ଏବଂ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଦସ୍ତାବେଜର ଗଭୀର ବିଶ୍ଳେଷଣ କରିବାକୁ ଯାଉଛୁ। ମାନେ ଆମ ସାମ୍ନାରେ ଥିବା ଏହି ଉତ୍ସଗୁଡ଼ିକ ମୁଖ୍ୟତଃ ଦ ଫାଇନାଲ ଫେଜ୍ ଅଫ୍ ଓଡ଼ିଶା's ଫ୍ରିଡମ୍ ଷ୍ଟ୍ରଗଲ୍ ଉପରେ ଆଲୋକପାତ କରୁଛି। ହଁ, ଏବଂ ଏହି ଦସ୍ତାବେଜଗୁଡ଼ିକ ପ୍ରକୃତରେ ବହୁତ ତଥ୍ୟବହୁଳ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ କିପରି ଥିଲା ତାହା ବୁଝିବା ପାଇଁ ଏହା ଏକ ଚମତ୍କାର ମାଧ୍ୟମ। ଏକଦମ। ସାଧାରଣତଃ ଯେତେବେଳେ ଆମେ ସ୍ୱାଧୀନତା ସଂଗ୍ରାମ କଥା କହୁ, ଆମ ମନକୁ ସିଧା ଜାତୀୟ ସ୍ତରର ବଡ଼ ବଡ଼ ନେତା ବା ଆନ୍ଦୋଳନର ଚିତ୍ର ଆସେ। କିନ୍ତୁ ଆଜିର ଏହି ବିଶ୍ଳେଷଣର ମିଶନ ଟିକେ ଅଲଗା। ଆମେ ଓଡ଼ିଶାର ନିଜସ୍ୱ ସାମାଜିକ ଏବଂ ରାଜନୈତିକ ସ୍ଥିତିକୁ ବୁଝିବାକୁ ଚେଷ୍ଟା କରିବା। ବିଲକୁଲ। ଆଉ ଏଥିପାଇଁ ଆମର ଉତ୍ସଗୁଡ଼ିକ ମୁଖ୍ୟତଃ 3ଟି ବଡ଼ ଦିଗ ଉପରେ ଆଲୋକପାତ କରୁଛି। ସେଗୁଡ଼ିକ ହେଲା ପଲିଟିକାଲ ମ୍ୟାଚୁରେସନ୍ ବା ରାଜନୈତିକ ପରିପକ୍ୱତା, ତାପରେ ମାସ୍ ଅପରାଇଜିଂସ୍ ଅର୍ଥାତ୍ ଗଣ ଆନ୍ଦୋଳନ, ଏବଂ ତୃତୀୟଟି ହେଉଛି ଭ୍ୟାନଗାର୍ଡ ଅଫ୍ ୱିମେନ୍ ବା ମହିଳାମାନଙ୍କର ଅଗ୍ରଣୀ ଭୂମିକା। ହଁ, ଆଉ ଏହି ତିନୋଟି ଶକ୍ତି କିପରି ଏକାଠି ମିଶି 1930 ଏବଂ 40 ଦଶକରେ ଓଡ଼ିଶାର ଇତିହାସକୁ ଏକ ନୂଆ ମୋଡ଼ ଦେଇଥିଲା, ସେଇଟାରି ଆମେ ଖୋଜି ବାହାର କରିବା। ନିଶ୍ଚିତ ଭାବରେ। ମାନେ ଏଇ ଦସ୍ତାବେଜଗୁଡ଼ିକ କେବଳ କିଛି ଘଟଣାର ତାଲିକା ନୁହେଁ, ଏହା ଏକ ପରିବର୍ତ୍ତନଶୀଳ ସମାଜର ପୁରା ମାନସିକତାକୁ ଦର୍ଶାଉଛି। ଯେତେବେଳେ ଆମେ ପଲିଟିକାଲ ମ୍ୟାଚୁରେସନ୍ କଥା କହୁଛୁ, ବୁଝିବାକୁ ହେବ ଯେ ଓଡ଼ିଶା କେବଳ ପ୍ରତିବାଦ କରୁନଥିଲା, ବରଂ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଠନ କରିବା ପାଇଁ ପ୍ରସ୍ତୁତ ହେଉଥିଲା। ସତରେ, ଗୋଟିଏ ପଟେ ସାଧାରଣ ଜନତା ମାସ୍ ଅପରାଇଜିଂରେ ଭାଗ ନେଉଥିଲେ, ଆଉ ଅନ୍ୟପଟେ ମହିଳାମାନେ ଭ୍ୟାନଗାର୍ଡ ଅଫ୍ ୱିମେନ୍ ଭାବରେ ଘରୁ ବାହାରି ନେତୃତ୍ୱ ନେଉଥିଲେ। ଆଉ ଏହି ସବୁ ଦିଗ ଏତେ ନିବିଡ଼ ଭାବରେ ଜଡ଼ିତ ଯେ ଆପଣ ଗୋଟିଏକୁ ଛାଡ଼ି ଅନ୍ୟଟିକୁ ସମ୍ପୂର୍ଣ୍ଣ ରୂପେ ବୁଝିପାରିବେ ନାହିଁ। ତେବେ ଆସନ୍ତୁ ଆମେ ଏହି ପଲିଟିକାଲ ମ୍ୟାଚୁରେସନର ମୂଳଦ୍ୱାରରୁ ହିଁ କଥା ଆରମ୍ଭ କରିବା। ଆମର ତଥ୍ୟ ଅନୁଯାୟୀ 1 ଏପ୍ରିଲ 1936 ତାରିଖଟି ଓଡ଼ିଶା ଇତିହାସରେ ଏକ ମାଇଲଖୁଣ୍ଟ। ହଁ, ଯାହାକୁ ଆମେ ଆଜି ଓଡ଼ିଆ ଡେ ବା ଉତ୍କଳ ଦିବସ ଭାବରେ ପାଳନ କରୁଛୁ। ଏକଦମ। ଦୀର୍ଘ ବର୍ଷ ଧରି ଖଣ୍ଡବିଖଣ୍ଡିତ ହୋଇ ରହିବା ପରେ ଶେଷରେ ଭାଷା ଭିତ୍ତିରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠିତ ହେଲା। କିନ୍ତୁ ଏହାର ରାଜନୈତିକ ପ୍ରଭାବ କ'ଣ ଥିଲା? ରିପୋର୍ଟଗୁଡ଼ିକ ସ୍ପଷ୍ଟ କରୁଛି ଯେ ଏହା କେବଳ ଭୌଗୋଳିକ ସୀମା ନଥିଲା, ବରଂ ଏହା ଓଡ଼ିଆ ଲୋକଙ୍କୁ ଏକ ୟୁନିକ୍ ପଲିଟିକାଲ ଆଣ୍ଡ କଲଚରାଲ ଆଇଡେଣ୍ଟିଟି ପ୍ରଦାନ କରିଥିଲା। ଆପଣ ଏକଦମ ସଠିକ୍ ପଏଣ୍ଟ ଧରିଛନ୍ତି। ଏହି ୟୁନିକ୍ ପଲିଟିକାଲ ଆଇଡେଣ୍ଟିଟିର ପ୍ରମାଣ ଆମକୁ ଠିକ୍ ବର୍ଷକ ପରେ ମିଳିଗଲା, ମାନେ 1937 ମସିହାରେ, ଯେତେବେଳେ ନୂତନ ପ୍ରଦେଶରେ ଜେନେରାଲ ଇଲେକ୍ସନ୍ସ ଅନୁଷ୍ଠିତ ହେଲା। ଆଚ୍ଛା, ଏହା ଥିଲା ସେହି ସମୟର ଗଣତାନ୍ତ୍ରିକ ପ୍ରକ୍ରିୟାର ପ୍ରଥମ ପଦକ୍ଷେପ। ହଁ, ଆଉ ଏହି ନିର୍ବାଚନର ଫଳାଫଳ ବହୁତ କିଛି ସୂଚାଉଥିଲା। ଦସ୍ତାବେଜରୁ ଜଣାପଡ଼େ ଯେ କଂଗ୍ରେସ ଦଳ 60ଟି ଆସନରୁ 36ଟି ଆସନ ଜିତି ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ଏହାପରେ ଫର୍ଷ୍ଟ ମିନିଷ୍ଟ୍ରି ଗଠନ କରାଗଲା। ଆଉ ସେହି ସମୟରେ ମୁଖ୍ୟମନ୍ତ୍ରୀ ପଦକୁ ତ ପ୍ରେମିୟର କୁହାଯାଉଥିଲା। ବିଲକୁଲ। ଆଉ ବିଶ୍ୱନାଥ ଦାସ ଓଡ଼ିଶାର ପ୍ରେମିୟର ଭାବରେ ଦାୟିତ୍ୱ ନେଇଥିଲେ। ତାଙ୍କ ସହିତ ନିତ୍ୟାନନ୍ଦ କାନୁନଗୋ ଏବଂ ବୁଧରାମ ଦୁବେଙ୍କ ଭଳି ନେତାମାନେ ମନ୍ତ୍ରିମଣ୍ଡଳରେ ସାମିଲ ଥିଲେ। ଏହି ଘଟଣାଟି କାହିଁକି ଏଟା ଗୁରୁତ୍ୱପୂର୍ଣ୍ଣ ଜାଣନ୍ତି? କାହିଁକି? କାରଣ ଏହା ଦର୍ଶାଉଥିଲା ଯେ ଆନ୍ଦୋଳନକାରୀମାନେ ଏବେ କେବଳ ରାସ୍ତାରେ ପ୍ରତିବାଦ କରୁନାହାନ୍ତି, ବରଂ ପ୍ରଶାସନିକ ଦାୟିତ୍ୱ ନେଇ ସରକାର ଚଳାଇବା ପାଇଁ ମଧ୍ୟ ପୁରା ପ୍ରସ୍ତୁତ ଅଛନ୍ତି। ମାନେ ସେମାନେ ନିଜର ରାଜନୈତିକ ଦକ୍ଷତା ପ୍ରମାଣ କରୁଥିଲେ। କିନ୍ତୁ ଉତ୍ସଗୁଡ଼ିକରୁ ମୋତେ ଗୋଟିଏ କଥା ବହୁତ କୌତୂହଳପୂର୍ଣ୍ଣ ଲାଗୁଛି। ଆମେ ଜାଣୁ ଯେ ପରିସ୍ଥିତି କେବେ ବି ସମାନ ରହେ ନାହିଁ। 1948 ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ବ୍ରିଟିଶ ସରକାର ଭାରତୀୟ ନେତାଙ୍କ ସହ କୌଣସି ପରାମର୍ଶ ନ କରି ଭାରତକୁ ଯୁଦ୍ଧରେ ସାମିଲ କରିଦେଲେ। ହଁ, ଯାହାକି ଏକ ବହୁତ ବଡ଼ ତ୍ରୁଟି ଥିଲା ବ୍ରିଟିଶ ସରକାରଙ୍କର। ମଧ୍ୟ ବିଶ୍ୱନାଥ ଦାସଙ୍କ ସରକାର ଭାଙ୍ଗିଗଲା। କିନ୍ତୁ ତଥ୍ୟ କହୁଛି ଯେ ଏହାପରେ ଏକ ଆଶ୍ଚର୍ଯ୍ୟଜନକ ପଲିଟିକାଲ ଶିଫ୍ଟ ଦେଖିବାକୁ ମିଳିଥିଲା। ଠିକ୍ କଥା। 1941 ମସିହାରେ ଓଡ଼ିଶାରେ ଏକ କୋଆଲିସନ୍ ମିନିଷ୍ଟ୍ରି ବା ମିଳିତ ମନ୍ତ୍ରିମଣ୍ଡଳ ଗଠନ ହେଲା। ଏହି ନୂତନ ସରକାରର ପ୍ରେମିୟର ଥିଲେ ପାରଳା ଖେମୁଣ୍ଡିର ମହାରାଜା ଏବଂ ତାଙ୍କ ସହିତ ପଣ୍ଡିତ ଗୋଦାବରୀଶ ମିଶ୍ର ଏବଂ ମୌଲବୀ ଅବ୍ଦୁସ୍ ସୁଭାନ ଖାନ୍ ମୁଖ୍ୟମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ। ଗୋଟିଏ ପଟେ କଂଗ୍ରେସ ଆନ୍ଦୋଳନ କରୁଛି, ଆଉ ଅନ୍ୟପଟେ ମହାରାଜାଙ୍କ ନେତୃତ୍ୱରେ ସରକାର ଗଠନ ହେଉଛି। ମାନେ ଏହି ବିରୋଧାଭାସକୁ ଆମେ କିପରି ବୁଝିବା? ବୁଝିଲେ କ? ଏହାକୁ ହିଁ ପ୍ରକୃତ ରାଜନୈତିକ ବାସ୍ତବବାଦ ବା ରିଆଲ ପଲିଟିକ୍ କୁହାଯାଏ। ଯେତେବେଳେ କଂଗ୍ରେସ ଇସ୍ତଫା ଦେଲା, ପ୍ରଦେଶର ଶାସନ ବ୍ୟବସ୍ଥାରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା।
ଏବଂ ଯୁଦ୍ଧ ସମୟରେ ଏଭଳି ଅସ୍ଥିରତା ରାଜ୍ୟ ପାଇଁ ବହୁତ କ୍ଷତିକାରକ ହୋଇପାରେ ବୋଲି କିଛି ନେତା ଅନୁଭବ କଲେ। ଆଚ୍ଛା, ତେଣୁ ସେମାନେ ପ୍ରଶାସନକୁ ସମ୍ଭାଳିବାକୁ ଆଗେ ଆସିଲେ। ହଁ, ତେଣୁ ଏହି କୋଲିସନ ମିନିଷ୍ଟ୍ରିକୁ ଏକ ପ୍ରାୟୋଗିକ ପଦକ୍ଷେପ ବୋଲି ଧରି ନିଆଯାଇପାରେ। ଯଦିଓ ଏହି ସରକାରର କାର୍ଯ୍ୟକାଳ ମାତ୍ର 2.5 ବର୍ଷ ଥିଲା, କିନ୍ତୁ ଏହି ସମୟର ସବୁଠାରୁ ବଡ଼ ଉପଲବ୍ଧି ଉପରେ ଯଦି ଆମେ ଦୃଷ୍ଟି ପକାଇବା, ତେବେ ଏହା ଆମକୁ ସତରେ ଆଶ୍ଚର୍ଯ୍ୟ କରିବ। ଆପଣ ଉତ୍କଳ ୟୁନିଭର୍ସିଟି ପ୍ରତିଷ୍ଠା କଥା କହୁଛନ୍ତି ବା? ବିଲକୁଲ। ନଭେମ୍ବର 27, 1943 ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା। ଆମର ଉତ୍ସଗୁଡ଼ିକ ଏହାକୁ ସେହି ମନ୍ତ୍ରିମଣ୍ଡଳର ଏକ ସିଗ୍ନିଫିକାଣ୍ଟ ଆଣ୍ଡ ଏଣ୍ଡ୍ୟୁରିଂ ଆଚିଭମେଣ୍ଟ ଭାବରେ ବର୍ଣ୍ଣନା କରୁଛି। ଏହିଠାରେ ମୋ ମନରେ ଏକ ପ୍ରଶ୍ନ ଉଠୁଛି। ମାନେ 1943 ମସିହା, ସେତେବେଳକୁ ସାରା ଦେଶରେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ବା ଭାରତ ଛାଡ଼ା ଆନ୍ଦୋଳନ ଚାଲିଛି। ରାସ୍ତାଘାଟରେ ଲୋକେ ପୋଲିସ ଗୁଳିର ସାମ୍ନା କରୁଛନ୍ତି ଆଉ ବ୍ରିଟିଶ ସରକାର ଦମନମୂଳକ ନୀତି ଆପଣାଉଛନ୍ତି। ଏଭଳି ଏକ ଅଶାନ୍ତ ସମୟରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାର ନିଷ୍ପତ୍ତି କିପରି ନିଆଗଲା? କ'ଣ ଏହା ସେହି ସମୟର ପରିସ୍ଥିତି ସହ ଖାପ ଖାଉଥିଲା? ଏହା ଏକ ଅତି ସୁନ୍ଦର ପ୍ରଶ୍ନ। ବାସ୍ତବରେ ଏହା ଥିଲା ସେହି ନେତାମାନଙ୍କର ଦୂରଦୃଷ୍ଟି। ସେମାନେ ହୃଦୟଙ୍ଗମ କରିଥିଲେ ଯେ କେବଳ ବ୍ରିଟିଶମାନଙ୍କୁ ଦେଶରୁ ବିଦା କରିଦେଲେ ଆମକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ମିଳିଯିବ ନାହିଁ। ହଁ, ଏକ ନୂଆ ରାଜ୍ୟ ଗଠନ ପାଇଁ ଭିତ୍ତିଭୂମି ଦରକାର। ଏକଦମ। ଏକ ନୂତନ ରାଜ୍ୟ ଏବଂ ନୂତନ ରାଷ୍ଟ୍ର ଗଠନ ପାଇଁ ଆମକୁ ଶିକ୍ଷିତ ଯୁବଗୋଷ୍ଠୀର ଆବଶ୍ୟକତା ପଡ଼ିବା। ଉଚ୍ଚଶିକ୍ଷା ବିନା କୌଣସି ଜାତି ନିଜର ଆର୍ଥିକ କିମ୍ବା ସାମାଜିକ ବିକାଶ କରିପାରିବ ନାହିଁ। ତେଣୁ ଗୋଟିଏ ପଟେ ରାସ୍ତାରେ ସଂଗ୍ରାମ ଚାଲିଥିବା ବେଳେ ଅନ୍ୟପଟେ ବୌଦ୍ଧିକ ବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଉଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଏହି କଥାର ପ୍ରମାଣ ଥିଲା ଯେ ଓଡ଼ିଶାର ନେତାମାନେ ଅତ୍ୟନ୍ତ ପରିପକ୍ୱ ଭାବରେ ଭବିଷ୍ୟତର ଯୋଜନା କରୁଥିଲେ। ବୁଝିପାରୁଛି, ଏହା ସତରେ ଏକ ଗଭୀର ଚିନ୍ତାଧାରା ଥିଲା। କିନ୍ତୁ ଆସନ୍ତୁ ଏବେ ସେହି ସଭାଗୃହ ଏବଂ ପ୍ରଶାସନିକ ନିଷ୍ପତ୍ତିଗୁଡ଼ିକରୁ ବାହାରି ସାଧାରଣ ଲୋକଙ୍କର ଆନ୍ଦୋଳନ ଉପରେ ନଜର ପକାଇବା। ଏହିଠାରୁ ଦସ୍ତାବେଜଗୁଡ଼ିକ ଆମକୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଦିଗକୁ ନେଇଯାଉଛି, ଯାହାକୁ ଆମେ ମାସ୍ ଅପ୍ରାଇଜିଂସ୍ କହୁଛୁ। ହଁ, ଏହି ଦିଗଟି ବହୁତ ଭାବେଗପୂର୍ଣ୍ଣ ଏବଂ ଗୁରୁତ୍ୱପୂର୍ଣ୍ଣ। 8 ଅଗଷ୍ଟ 1942ରେ ମହାତ୍ମା ଗାନ୍ଧୀଙ୍କର ଡୁ ଅର୍ ଡାଏ ବା କର ବା ମର ମନ୍ତ୍ର ସହିତ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ ହେଲା। ଏହି ତଥ୍ୟଗୁଡ଼ିକ ପଢ଼ିଲା ବେଳେ ଗୋଟେ କଥା ସ୍ପଷ୍ଟ ହୋଇଯାଏ ଯେ ଓଡ଼ିଶାରେ ଏହାର ପ୍ରଭାବ କେବଳ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ସୀମିତ ନଥିଲା। ଆଦୌ ନୁହେଁ। ବିଶେଷ କରି କୋରାପୁଟ ଭଳି ଦୁର୍ଗମ ଏବଂ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଏହି ଆନ୍ଦୋଳନ ବହୁତ ତୀବ୍ର ଥିଲା। ଆମ ସୋର୍ସଗୁଡ଼ିକରେ ବାରମ୍ବାର ଭାୟୋଲେଣ୍ଟ କ୍ଲାଶେସ୍ ବା ହିଂସାତ୍ମକ ସଂଘର୍ଷର ଉଲ୍ଲେଖ ଅଛି। ଲୋକମାନେ ସିଧାସଳଖ ସରକାରୀ କାର୍ଯ୍ୟାଳୟ ଏବଂ ପୁଲିସ ଷ୍ଟେସନଗୁଡ଼ିକୁ ଟାର୍ଗେଟ୍ କରୁଥିଲେ। ଏହାର ପ୍ରକୃତ କାରଣ କ'ଣ ଥିଲା? ଦେଖନ୍ତୁ, କୋରାପୁଟର ପରିସ୍ଥିତି ଟିକେ ଭିନ୍ନ ଥିଲା। ସେଠାକାର ଆଦିବାସୀ ସମ୍ପ୍ରଦାୟ ଦୀର୍ଘ ଦିନ ଧରି ଜଙ୍ଗଲ ଆଇନ ଏବଂ ବ୍ରିଟିଶ ଅଧିକାରୀଙ୍କ ଅତ୍ୟାଚାରର ଶିକାର ହେଉଥିଲେ। ସେମାନଙ୍କର ଅଧିକାର ଛଡ଼ାଇ ନିଆଯାଇଥିଲା। ଆଉ ତାଙ୍କ ଭିତରେ ଗୋଟେ ଅସନ୍ତୋଷ କୁହୁଳ ଥିଲା। ଠିକ୍ କଥା। ଯେତେବେଳେ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟର ବାର୍ତ୍ତା ସେଠାରେ ପହଞ୍ଚିଲା, ସେମାନଙ୍କର ଦୀର୍ଘ ଦିନର କ୍ରୋଧ ଏକାଥରକେ ବିସ୍ଫୋରଣ ହେଲା। ଏବଂ ଏହି ସମୟର ସବୁଠାରୁ ଦୁଃଖଦ ଏବଂ ହୃଦୟସ୍ପର୍ଶୀ ଘଟଣା ହେଉଛି ଆଦିବାସୀ ନେତା ଲକ୍ଷ୍ମଣ ନାୟକଙ୍କର ମାଟିଡମ୍ ବା ବଳିଦାନ। ହଁ, ଲକ୍ଷ୍ମଣ ନାୟକଙ୍କ କାହାଣୀ ପ୍ରକୃତରେ ପ୍ରେରଣାଦାୟକ। ସେ ଗାନ୍ଧିଜୀଙ୍କର ଅହିଂସା ନୀତିରେ ବିଶ୍ୱାସ କରୁଥିଲେ ଏବଂ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଏକାଠି କରୁଥିଲେ। କିନ୍ତୁ ବ୍ରିଟିଶ ପ୍ରଶାସନ ତାଙ୍କ ଲୋକପ୍ରିୟତାକୁ ନେଇ ବହୁତ ଭୟଭୀତ ଥିଲା। ତେଣୁ ମାଥିଲି ଥାନା ଘେରାଉ ସମୟରେ ରାମାୟା ନାମକ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁକୁ ଆଳ କରି ସରକାର ଲକ୍ଷ୍ମଣ ନାୟକଙ୍କୁ ମିଥ୍ୟାରେ ଫସାଇ ଦେଇଥିଲେ। ହଁ, ମୁଁ ଦସ୍ତାବେଜରେ ଏହି ଅଂଶଟି ପଢ଼ୁଥିଲି। ଏହା ପ୍ରକୃତରେ ନ୍ୟାୟ ବ୍ୟବସ୍ଥାର ଏକ କଳଙ୍କିତ ଦିଗକୁ ଦର୍ଶାଉଛି। କୌଣସି ସଠିକ୍ ପ୍ରମାଣ ନଥାଇ ଜଣେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ କରାଗଲା। ଶେଷରେ 29 ମାର୍ଚ୍ଚ 1943ରେ ବ୍ରହ୍ମପୁର ଜେଲରେ ତାଙ୍କୁ ଫାଶୀ ଦିଆଗଲା। ଏହା ଏକ ଅତ୍ୟନ୍ତ ନିର୍ମମ ପଦକ୍ଷେପ ଥିଲା। ନିଶ୍ଚିତ ଭାବରେ ଲକ୍ଷ୍ମଣ ନାୟକ ସେହି ସମୟରେ କେବଳ ଜଣେ ନେତା ନଥିଲେ, ସେ ଥିଲେ ଆଦିବାସୀ ସମାଜର ଆଶାର କିରଣ। ତାଙ୍କୁ ଫାଶୀ ଦେବା ମାଧ୍ୟମରେ ବ୍ରିଟିଶ ସରକାର ବୋଧହୁଏ ଏକ ଭୟର ବାତାବରଣ ସୃଷ୍ଟି କରିବାକୁ ଚାହୁଁଥିଲେ। କିନ୍ତୁ ଫଳାଫଳ ସମ୍ପୂର୍ଣ୍ଣ ଓଲଟା ହେଲା। ବିଲକୁଲ ଓଲଟା ହେଲା। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ସେଲିବ୍ରେଟେଡ୍ ମାର୍ଟର ପାଲଟିଗଲେ, ଯାହାଙ୍କର ବଳିଦାନ ଅନ୍ୟମାନଙ୍କୁ ଆହୁରି ସାହସୀ କରିଦେଲା। ଆଉ ଯଦି ଆମେ ଏହି ଆନ୍ଦୋଳନର ଅନ୍ୟ ଏକ ଦିଗ ଦେଖିବା,
ତେବେ ଜାଣିବାକୁ ପାଇବା ଯେ ଏହି ବିପ୍ଳବ କେବଳ ଗ୍ରାମାଞ୍ଚଳ ବା ଜଙ୍ଗଲ ମଧ୍ୟରେ ସୀମିତ ନଥିଲା। ସହରାଞ୍ଚଳରେ ମଧ୍ୟ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଥିଲା ନା? ହଁ, ବିଶେଷ କରି ଛାତ୍ର ସମାଜ ମଧ୍ୟରେ 1942 ଅଗଷ୍ଟରେ ଯେତେବେଳେ କଂଗ୍ରେସର ସମସ୍ତ ବରିଷ୍ଠ ନେତାଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରାଗଲା, ସେତେବେଳେ ଏକ ପ୍ରଶ୍ନ ଉଠିଥିଲା ଯେ ଆନ୍ଦୋଳନକୁ ଆଗକୁ କିଏ ନେବ? ଦସ୍ତାବେଜଗୁଡ଼ିକ ଏହି ପ୍ରଶ୍ନର ଏକ ରୋମାଞ୍ଚକର ଉତ୍ତର ଦେଉଛି। ଷ୍ଟୁଡେଣ୍ଟ ଅପରାଇଜିଂସ୍ କଥା ଉଲ୍ଲେଖ ଅଛି ସେଥିରେ। ଏକଦମ 15 ଅଗଷ୍ଟ 1942ରେ କଟକର ରେଭେନ୍ସ କଲେଜର ପ୍ରାୟ 200 ଛାତ୍ର ଏକାଠି ହୋଇ ଏହି ଷ୍ଟୁଡେଣ୍ଟ ଅପରାଇଜିଂସର ନେତୃତ୍ୱ ନେଇଥିଲେ। ସେମାନେ କଲେଜ ଛାଡ଼ି ସରକାରୀ ଅଫିସ ଆଡ଼କୁ ପଦଯାତ୍ରା କରିଥିଲେ, ଯାହାକି ସେହି ସମୟ ପାଇଁ ଏକ ବହୁତ ବଡ଼ ପଦକ୍ଷେପ ଥିଲା। ଏହା ପ୍ରମାଣିତ କରେ ଯେ ଯୁବଗୋଷ୍ଠୀ କିପରି ନିଜ ଭିତରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ନେତୃତ୍ୱ ସୃଷ୍ଟି କରିପାରନ୍ତି। କିନ୍ତୁ ଏହି ଆଲୋଚନାରେ ଯଦି ଆମେ ବାଲେଶ୍ୱର ଜିଲ୍ଲାର ଇରମ ଗ୍ରାମ ବିଷୟରେ ଆଲୋଚନା ନ କରିବା, ତେବେ ତାହା ଇତିହାସ ପ୍ରତି ବଡ଼ ଅନ୍ୟାୟ ହେବ ବୋଲି ମୁଁ ଭାବୁଛି। ହଁ, ଇରମର ଘଟଣାକୁ ଭୁଲି ହେବ ନାହିଁ। ଆମର ଦସ୍ତାବେଜଗୁଡ଼ିକ ଇରମର ଗୁଳିକାଣ୍ଡ, ଯାହାକୁ ମାସାକର ଅଫ୍ ଇରମ କୁହାଯାଏ, ତାହାର ଏକ ଭୟାବହ ଚିତ୍ର ପ୍ରଦାନ କରୁଛି। 28 ସେପ୍ଟେମ୍ବର 1942 ମସିହାର ସେହି ଦିନଟିକୁ ଆଜି ମଧ୍ୟ ରକ୍ତତୀର୍ଥ କିମ୍ବା ରକ୍ତତୀର୍ଥ ନାମରେ ସ୍ମରଣ କରାଯାଏ। ବାସୁଦେବପୁର ନିକଟସ୍ଥ ଇରମର ମେଳନ ପଡ଼ିଆରେ ଯାହା ଘଟିଲା, ତାହା ଭାବିଲେ ଆଜି ବି ମନରେ ଶିହରଣ ସୃଷ୍ଟି ହୁଏ। କିନ୍ତୁ ପ୍ରକୃତରେ ସେଦିନ ପରିସ୍ଥିତି ଏତେ ଉଗ୍ର ରୂପ ନେଲା କିପରି? ଦେଖନ୍ତୁ, ସେଦିନ ଇରମର ମେଳନ ପଡ଼ିଆରେ ହଜାର ହଜାର ସାଧାରଣ ଲୋକ ଏକାଠି ହୋଇଥିଲେ। ସେମାନଙ୍କର ଉଦ୍ଦେଶ୍ୟ ଥିଲା ବ୍ରିଟିଶ ସରକାରଙ୍କ ଶୋଷଣ ବିରୋଧରେ ପ୍ରତିବାଦ କରିବା ଏବଂ ବିଶେଷ କରି ଚୌକିଦାରୀ ଟିକସ ନ ଦେବା ପାଇଁ ସାମୂହିକ ସଂକଳ୍ପ ନେବା। ସେମାନେ ନିରସ୍ତ୍ର ଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ସଭା କରୁଥିଲେ। ମାନେ କୌଣସି ପ୍ରକାର ହିଂସାର ଯୋଜନା ନଥିଲା ସେମାନଙ୍କର। ଦଉନୁହେଁ। କିନ୍ତୁ ସ୍ଥାନୀୟ ପୁଲିସ ଅଧିକାରୀମାନେ ଏତେ ବଡ଼ ଜନସମାଗମ ଦେଖି ପୁରା ଭୟଭୀତ ହୋଇପଡ଼ିଲେ। ଯେତେବେଳେ ପୁଲିସ ସେମାନଙ୍କୁ ଘଉଡ଼ାଇବାକୁ ଚେଷ୍ଟା କଲା ଏବଂ ଜନତା ପ୍ରତିରୋଧ କଲେ, ସେତେବେଳେ ଚିଫ୍ ଅଫ୍ ପୋଲିସ କୌଣସି ପୂର୍ବ ସୂଚନା ନ ଦେଇ ସିଧା ଓପନ୍ ଫାୟାରିଂ ବା ଗୁଳିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ସେହି ପଡ଼ିଆରୁ ଖସି ପଳାଇବାର ବାଟ ବି ବୋଧୁରେ ନଥିଲା। ହଁ, ତାହା ତିନିପଟୁ ଆବଦ୍ଧ ଥିଲା। ଲୋକେ ଖସି ପଳାଇବାର କୌଣସି ସୁଯୋଗ ପାଇନଥିଲେ। ଏହି ନିଷ୍ଠୁର ପୁଲିସ କାର୍ଯ୍ୟାନୁଷ୍ଠାନରେ 29 ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ସେହି ସମୟର ଏକକ ପୁଲିସ ଆକ୍ରମଣ ଭାବରେ ଏହା ଥିଲା ସର୍ବାଧିକ ମୃତାହତ ହୋଇଥିବା ଘଟଣା। ସେଥିପାଇଁ ଅନେକେ ଏହାକୁ ଓଡ଼ିଶାର ଜାଲିଆନାୱାଲା ବାଗ ବୋଲି ମଧ୍ୟ କହିଥାନ୍ତି। ସତରେ ଏହି ଘଟଣାଗୁଡ଼ିକ ପଢ଼ିଲେ ଅନୁଭବ ହୁଏ ଯେ ସ୍ୱାଧୀନତା କେବଳ କିଛି ଚୁକ୍ତିନାମାର ଫଳ ନଥିଲା, ଏହା ଲୋକଙ୍କ ରକ୍ତ ଏବଂ ଲୁହାର ମୂଲ୍ୟ ଥିଲା। ଲକ୍ଷ୍ମଣ ନାୟକଙ୍କ ବଳିଦାନ ହେଉ କିମ୍ବା ଇରମର ସାଧାରଣ ଜନତାଙ୍କ ଜୀବନଦାନ, ସମସ୍ତେ ଗୋଟିଏ ଲକ୍ଷ୍ୟ ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ନିଶ୍ଚିତ ଭାବରେ ଏହା ଏକ ବିରାଟ ଜାତୀୟ ବଳିଦାନ ଥିଲା। ଆମର ସମାଜ ସେହି ସମୟରେ ଅତ୍ୟନ୍ତ ରକ୍ଷଣଶୀଳ ଥିଲା। ମହିଳାମାନେ ଘରର ଚାରିକାନ୍ଥ ବା ଅନ୍ଦରମହଲରୁ ପଦାକୁ ବାହାରିବା ଏକ ବିରାଟ ବଡ଼ କଥା ଥିଲା। ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଥିଲା ବୋଲି ଆମେ କହିପାରିବା। କିନ୍ତୁ ଆମର ଦସ୍ତାବିଜଗୁଡ଼ିକ ପ୍ରମାଣିତ କରେ ଯେ ସେମାନଙ୍କର ଭୂମିକା ଆନ୍ଦୋଳନ ପାଇଁ ସମ୍ପୂର୍ଣ୍ଣ ରୂପେ ଇଣ୍ଡିସ୍ପେନ୍ସେବଲ୍ ଥିଲା। କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ଆଗଧାଡ଼ିର ନେତୃତ୍ୱ ନେଉଥିଲେ। ବିଲକୁଲ ସତ କଥା। ଆଉ ମହିଳାମାନଙ୍କର ଏହି ଜାଗରଣ ହଠାତ୍ ଗୋଟିଏ ଦିନରେ ହୋଇନଥିଲା। ଏହାର ମୂଳଦୁଆ ବହୁତ ପୂର୍ବରୁ, ଅର୍ଥାତ୍ 1921 ମସିହାରେ ପଡ଼ିଥିଲା। ଯେତେବେଳେ ମହାତ୍ମା ଗାନ୍ଧୀ ପ୍ରଥମ ଥର କଟକ ଆସିଥିଲେ, ତାଙ୍କ ସଭାରେ ଯୋଗଦେବା ପାଇଁ ଅନେକ ମହିଳା ଆଗେଇ ଆସିଥିଲେ। ଆଉ ସେମାନଙ୍କ ମଧ୍ୟରେ ଅନେକ ପ୍ରମୁଖ ନେତ୍ରୀ ମଧ୍ୟ ଥିଲେ। ହଁ, ସେମାନଙ୍କ ମଧ୍ୟରେ ରମାଦେବୀ, ସରଳା ଦେବୀ, ସରୋଜିନୀ ଦେବୀ ଏବଂ ମାଳତୀ ଦେବୀଙ୍କ ପରି ପ୍ରମୁଖ ନେତ୍ରୀମାନେ ଥିଲେ। ଏହି ନେତ୍ରୀମାନେ ପରବର୍ତ୍ତୀ ସମୟରେ ବିଭିନ୍ନ ଆନ୍ଦୋଳନର ମଙ୍ଗ ଧରିଥିଲେ। ଉଦାହରଣ ସ୍ୱରୂପ 1930 ମସିହାରେ ଇଞ୍ଚୁଡ଼ିଠାରେ ହୋଇଥିବା ଲବଣ ସତ୍ୟାଗ୍ରହ ବା ସିଭିଲ୍ ଡିସୋବିଡିଏନ୍ସ ଆନ୍ଦୋଳନ ସମୟରେ ରମାଦେବୀ, ମାଳତୀ ଦେବୀ ଓ କୃଷ୍ଣବାଳା ସେନ ସିଧାସଳଖ ରାସ୍ତାକୁ ଓହଲାଇଥିଲେ। କେବଳ ଭାଗ ନେଇନଥିଲେ, ସେମାନେ ଆନ୍ଦୋଳନକୁ ପରିଚାଳନା ମଧ୍ୟ କରୁଥିଲେ। ଏକଦମ। ସେମାନେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଇଥିଲେ ଏବଂ ସଂଗଠିତ କରିଥିଲେ। ଏହିଠାରେ ମୁଁ ଏକ ବିଶେଷ ପ୍ରସଙ୍ଗ ଉଠାଇବାକୁ ଚାହୁଁଛି, ଯାହା ଦସ୍ତାବେଜରେ ଉଲ୍ଲେଖ ଅଛି। ଏକ ଆର୍ଥିକ ଦିଗ ବା ଫାଇନାନ୍ସିଆଲ ସପୋର୍ଟର କଥା, ଯାହା ମୋତେ ସବୁଠାରୁ ଅଧିକ ଆକର୍ଷିତ କରିଛି।
ଆମେ ଜାଣୁ ଯେ ଭାରତୀୟ ସମାଜରେ ମହିଳାଙ୍କ ପାଇଁ ସେମାନଙ୍କର ସୁନା ଗହଣା କେତେ ପ୍ରିୟ ଏବଂ ଗୁରୁତ୍ୱପୂର୍ଣ୍ଣ। ଏହା ସେମାନଙ୍କର ବ୍ୟକ୍ତିଗତ ସୁରକ୍ଷା ବା ସ୍ତ୍ରୀ ଧନ ଭାବରେ ପରିଗଣିତ ହୁଏ। ହଁ, ତାହା ସେମାନଙ୍କର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି। କିନ୍ତୁ ଆନ୍ଦୋଳନକୁ ଆଗେଇ ନେବା ପାଇଁ ଅର୍ଥର ଆବଶ୍ୟକତା ପଡ଼ିବାରୁ ଓଡ଼ିଆ ମହିଳାମାନେ ତିଲକ ସ୍ୱରାଜ ପାଣ୍ଠି ବା ତିଲକ ସ୍ୱରାଜ ଫଣ୍ଡକୁ ନିଜର ବ୍ୟକ୍ତିଗତ ଅଳଙ୍କାର ଦାନ କରିଦେଇଥିଲେ। ଆପଣ ଭାବନ୍ତୁ, ଦେଶ ପାଇଁ ନିଜର ସୁନା ଗହଣା ଦେଇଥିଲେ। ଏହି ପାଣ୍ଠିକୁ ଓଡ଼ିଶାରୁ ଯେତିକି ଅର୍ଥ ଯାଇଥିଲା, ସେଥିରେ ମହିଳାମାନଙ୍କର ଅବଦାନ ସର୍ବାଧିକ ଥିଲା। ଏହା କୌଣସି ସାଧାରଣ ତ୍ୟାଗ ନୁହେଁ। ସତରେ ଏହା ସେମାନଙ୍କର ଦେଶଭକ୍ତିର ଏକ ଅଦ୍ୱିତୀୟ ଉଦାହରଣ। ଆର୍ଥିକ ସହାୟତା ସହିତ ସେମାନେ ପ୍ରତିରୋଧକୁ ସଂସ୍ଥାଗତ ବା ଇନଷ୍ଟିଟ୍ୟୁସନାଲାଇଜିଂ ମଧ୍ୟ କରିଥିଲେ। ମାନେ ଆନ୍ଦୋଳନକୁ ଏକ ସଂଗଠିତ ରୂପ ଦେଇଥିଲେ। ହଁ, କାରଣ ସେମାନେ ଜାଣିଥିଲେ ଯେ ବିକ୍ଷିପ୍ତ ଭାବରେ କାମ କଲେ ସଫଳତା ମିଳିବ ନାହିଁ। ତେଣୁ 1934 ମସିହାରେ ବାଲେଶ୍ୱରଠାରେ ଏକ ବଡ଼ ମହିଳା ସମ୍ମିଳନୀ ଆୟୋଜନ କରାଯାଇଥିଲା, ଯେଉଁଥିରେ କୁନ୍ତଳା କୁମାରୀ ସାବତ, ରମା ଦେବୀ ଏବଂ ସରଳା ଦେବୀ ଯୋଗଦେଇ ଭବିଷ୍ୟତର ରୂପରେଖା ପ୍ରସ୍ତୁତ କରିଥିଲେ। ଆଉ ସମ୍ବଲପୁରରେ ମଧ୍ୟ ସେମାନେ ଏକ କମିଟି ଗଠନ କରିଥିଲେ ନା? ବିଲକୁଲ। ସମ୍ବଲପୁରରେ ମହିଳାମାନଙ୍କ ଦ୍ୱାରା ଏକ ସକ୍ରିୟ ସତ୍ୟାଗ୍ରହ କମିଟି ଗଠନ କରାଯାଇଥିଲା ଏବଂ ଯେତେବେଳେ ଆନ୍ଦୋଳନ ହିଂସାତ୍ମକ ରୂପ ନେଲା, ସେତେବେଳେ ମଧ୍ୟ ସେମାନେ ପଛକୁ ଘୁଞ୍ଚି ନଥିଲେ। ଆମେ କାଇପଦା ଫାୟାରିଂ ବା କାଇପଦା ଫାୟାରିଂର ଉଦାହରଣ ନେଇପାରିବା। ସେଠାରେ ମହିଳାମାନେ ପୁଲିସର ବନ୍ଧୁକ ସାମ୍ନାରେ ଠିଆ ହୋଇ ବ୍ରିଟିଶ ଆକ୍ରମଣର ସାମ୍ନା କରିବାର ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ, ତାହା ଅବିଶ୍ୱସନୀୟ ଅଟେ। ଖାଲି ସେତିକି ନୁହେଁ, ଆମର ଦସ୍ତାବେଜଗୁଡ଼ିକ ପ୍ରମାଣ କରୁଛି ଯେ ଏହି ମହିଳାମାନେ କେବଳ ରାଜନୈତିକ ସ୍ତରରେ ନୁହେଁ, ସାଂସ୍କୃତିକ ସ୍ତରରେ ମଧ୍ୟ ଏକ ବିରାଟ ପରିବର୍ତ୍ତନ ଆଣିଥିଲେ। ସାହିତ୍ୟ ଏବଂ କଳା ମାଧ୍ୟମରେ ନା? ହଁ, ସମାଜରେ ଏକ ନ୍ୟାସନାଲ ଅୱେକନିଂ ବା ଜାତୀୟ ଜାଗରଣ ସୃଷ୍ଟି କରିବା ପାଇଁ ସେମାନେ ସାହିତ୍ୟକୁ ହତିଆର କରିଥିଲେ। ସେହି ସମୟରେ ଲୋକଙ୍କ ମଧ୍ୟରେ ସାକ୍ଷରତା ହାର କମ୍ ଥିବାରୁ କବିତା ଏବଂ ନାଟକ ମାଧ୍ୟମରେ ବାର୍ତ୍ତା ପହଞ୍ଚାଇବା ସବୁଠାରୁ ପ୍ରଭାବଶାଳୀ ଥିଲା। ସରଳା ଦେବୀଙ୍କର ବିପ୍ଳବାତ୍ମକ କବିତାଗୁଡ଼ିକ ଯୁବକମାନଙ୍କ ମନରେ ନିଆଁ ଜାଳି ଦେଉଥିଲା। ଆଉ ସୀତାଦେବୀ ଖାଡଙ୍ଗାଙ୍କ ନାଟକ କଥା ମଧ୍ୟ ଆମେ ଭୁଲିପାରିବା ନାହିଁ। ଏକଦମ ତାଙ୍କ ରଚିତ ନାଟକ ମନ୍ଦିର ପ୍ରବେଶ ବା ମନ୍ଦିରା ପ୍ରବେଶାର ପ୍ରଭାବ ଥିଲା ସୁଦୂର ପ୍ରସାରୀ। ଏହି ନାଟକଟି ସିଧାସଳଖ ଗାନ୍ଧିଜୀଙ୍କ ହରିଜନ ଆନ୍ଦୋଳନ ଉପରେ ଆଧାରିତ ଥିଲା। ଏହା ସ୍ପଷ୍ଟ କରେ ଯେ ଏହି ନେତ୍ରୀମାନଙ୍କର ଲକ୍ଷ୍ୟ କେବଳ ରାଜନୈତିକ ସ୍ୱାଧୀନତା ନଥିଲା, ବରଂ ସମାଜରେ ଚାଲିଆସୁଥିବା ଅସ୍ପୃଶ୍ୟତା ଭଳି କୁପ୍ରଥାକୁ ଦୂର କରି ଏକ ସମାନତା ଭିତ୍ତିକ ସମାଜ ଗଠନ କରିବା ମଧ୍ୟ ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା। ପ୍ରକୃତରେ ସେମାନଙ୍କର ଦୃଷ୍ଟିକୋଣ ବହୁତ ବ୍ୟାପକ ଥିଲା ଏବଂ ଏହିସବୁ ପ୍ରସଙ୍ଗରେ ରମାଦେବୀଙ୍କ ଭୂମିକାକୁ କେବେ ବି ଅଣଦେଖା କରାଯାଇ ନପାରେ। ତାଙ୍କର ଯୋଗଦାନର ଏଣ୍ଡ୍ୟୁରିଂ ଇମ୍ପାକ୍ଟ ଅର୍ଥାତ୍ ଦୀର୍ଘସ୍ଥାୟୀ ପ୍ରଭାବ ଆଜି ମଧ୍ୟ ଆମେ ଅନୁଭବ କରିପାରୁଛୁ। ସ୍ୱାଧୀନତା ପରେ ସେ କିପରି ସମାଜ ସେବାରେ ଲାଗି ରହିଲେ, ତାହା ଉତ୍ସଗୁଡ଼ିକରେ ବହୁତ ସୁନ୍ଦର ଭାବରେ ଦିଆଯାଇଛି। ହଁ, ସ୍ୱାଧୀନତା ମିଳିବା ପରେ ଅନେକ ନେତା କ୍ଷମତା ଆଡ଼କୁ ଦୌଡ଼ିଥିବା ବେଳେ ରମାଦେବୀ ସମାଜ ସେବାକୁ ହିଁ ନିଜର ଜୀବନର ଲକ୍ଷ୍ୟ କରି ନେଇଥିଲେ। ବରିଠାରେ ସେ ଯେଉଁ ଆଶ୍ରମ ସ୍ଥାପନ କରିଥିଲେ, ତାହାର ନାମ ସ୍ୱୟଂ ଗାନ୍ଧିଜୀ ସେବାଘାର ବା ସେବାଗର ରଖିଥିଲେ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସେ ସେଠାରେ କାର୍ଯ୍ୟ କରୁଥିଲେ। ଆଉ ଜାତୀୟ ସ୍ତରରେ ମଧ୍ୟ ସେ ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ବିଲକୁଲ। ପରବର୍ତ୍ତୀ ସମୟରେ କସ୍ତୁରବା ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟ ବା କସ୍ତୁରବା ନ୍ୟାସନାଲ ମେମୋରିଆଲ ଟ୍ରଷ୍ଟରେ ସେ ସମଗ୍ର ଓଡ଼ିଶାର ପ୍ରତିନିଧିତ୍ୱ କରିଥିଲେ। ତାଙ୍କର ଏହି ନିଃସ୍ୱାର୍ଥପର ସେବା ପାଇଁ 1981 ମସିହାରେ ତାଙ୍କୁ ସମ୍ମାନଜନକ ଯମୁନାଲାଲ ବଜାଜ ପୁରସ୍କାର ଅର୍ଥାତ୍ ଯମୁନାଲାଲ ବଜାଜ ଆୱାର୍ଡ ପ୍ରଦାନ କରାଯାଇଥିଲା। ଆଜି ଆମେ ଭୁବନେଶ୍ୱରରେ ଯେଉଁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ବା ରମାଦେବୀ ୱୁମେନ୍ସ ୟୁନିଭର୍ସିଟି ଦେଖୁଛନ୍ତି, ତାହା ତାଙ୍କରି ସ୍ମୃତିରେ ହିଁ ନାମିତ ହୋଇଛି, ଯାହା ଆଗାମୀ ପିଢ଼ିର ମହିଳାମାନଙ୍କୁ ସର୍ବଦା ପ୍ରେରଣା ଯୋଗାଉଥିବ। ଏହି ସବୁ ବିଶ୍ଳେଷଣରୁ ଏହା ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମ କୌଣସି ଏକକ ପ୍ରୟାସ ନଥିଲା। ଯଦି ଆମେ ଆଜିର ଏହି ଆଲୋଚନାର ଏକ ସାରାଂଶ କାଢ଼ିବା, ତେବେ ଦେଖିବା ଯେ 1936 ମସିହାରେ ସ୍ୱତନ୍ତ୍ର ପ୍ରଦେଶ ଗଠନରୁ ଏକ ରାଜନୈତିକ ବିବର୍ତ୍ତନ ବା ପଲିଟିକାଲ ଇଭଲ୍ୟୁସନ ଆରମ୍ଭ ହୋଇଥିଲା। ଏବଂ ତାହାପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଏବଂ କ୍ୱିଟ୍ ଇଣ୍ଡିଆ ମୁଭମେଣ୍ଟ ସମୟରେ ଲୋକମାନେ ନିଜର ଭୟ ତ୍ୟାଗ କରି ରାସ୍ତାକୁ ଆସିଥିଲେ। କୋରାପୁଟର ଲକ୍ଷ୍ମଣ ନାୟକଙ୍କ ବଳିଦାନଠାରୁ ଆରମ୍ଭ କରି ଇରମ ଗ୍ରାମର ନିରୀହ ଜନତାଙ୍କ ରକ୍ତଦାନ, ଏ ସବୁକିଛି ଏକ ବିରାଟ ମ୍ୟାସ୍ ଅପରାଇଜିଂର ଅଂଶ ଥିଲା। ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି,
ମହିଳାମାନେ ସାମାଜିକ ଶୃଙ୍ଖଳା ଭାଙ୍ଗି ଆଗେଇ ଆସିଥିବାରୁ ଏହା ଏକ ପ୍ରକୃତ ସର୍ବସାଧାରଣ ବା ଇନକ୍ଲୁସିଭ୍ ଷ୍ଟ୍ରଗୁଲରେ ପରିଣତ ହୋଇପାରିଥିଲା। ଏହି ଘଟଣାଗୁଡ଼ିକ ଓଡ଼ିଶାର ସାମାଜିକ ଏବଂ ରାଜନୈତିକ ରୂପରେଖାକୁ ସବୁଦିନ ପାଇଁ ବଦଳାଇ ଦେଇଥିଲା। ଏହି ଦସ୍ତାବେଜଗୁଡ଼ିକୁ ଅନୁଧ୍ୟାନ କଲାପରେ ଆମ ସାମ୍ନାରେ ଏକ ବୃହତ୍ତର ଚିତ୍ର ଉଭା ହେଉଛି। ଆଲୋଚନା ଶେଷ କରିବା ପୂର୍ବରୁ ଆମର ଏହି ଅତୀତ ସହ ଜଡ଼ିତ ଏକ ଗଭୀର ଓ ପ୍ରାସଙ୍ଗିକ ପ୍ରଶ୍ନ ବିଷୟରେ ଆମ ସମସ୍ତଙ୍କୁ ଟିକେ ଚିନ୍ତା କରିବା ଆବଶ୍ୟକ। ଆମେ ସାଧାରଣତଃ ଭାବୁ ଯେ ବଡ଼ ବଡ଼ ବିପ୍ଳବ କେବଳ କିଛି ହାତଗଣତି ପୁରୁଷ ନେତାଙ୍କ ଦ୍ୱାରା ହିଁ ପରିଚାଳିତ ହୁଏ। ହଁ, ଏକ ସାଧାରଣ ଧାରଣା ରହିଆସିଛି। କିନ୍ତୁ 1930 ଏବଂ 40 ଦଶକରେ ଓଡ଼ିଶାରେ ମହିଳାମାନଙ୍କର ଏଇ ଯେଉଁ ବହୁମୁଖୀ ନେତୃତ୍ୱ ବା ମଲ୍ଟିଫାସେଟେଡ୍ ଲିଡରସିପ୍ ଆମେ ଦେଖିଲେ, ତାହା କିପରି ସେହି ପୁରୁଣା ଧାରଣାକୁ ସମ୍ପୂର୍ଣ୍ଣ ଭୁଲ ପ୍ରମାଣିତ କରୁଛି। ଯଦି ଆମେ ସେହି ସମୟର ମହିଳାମାନଙ୍କର ସାଂଗଠନିକ ଦକ୍ଷତା, ଆର୍ଥିକ ତ୍ୟାଗ ଏବଂ ସାଂସ୍କୃତିକ ଜାଗରଣକୁ ଗଭୀର ଭାବରେ ଦେଖିବା, ତେବେ ତାହା ବର୍ତ୍ତମାନ ସମୟର ଆଧୁନିକ ଗଣ ଆନ୍ଦୋଳନଗୁଡ଼ିକୁ ବୁଝିବାରେ ଆମକୁ ଏକ ନୂଆ ଏବଂ ସମ୍ପ୍ରସାରିତ ଦୃଷ୍ଟିକୋଣ ପ୍ରଦାନ କରିବ ନାହିଁ କି? ଯେତେବେଳେ ସମାଜର ଅଧା ଅଂଶ ଏକାଠି ହୋଇ ସ୍ୱର ଉତ୍ତୋଳନ କରନ୍ତି, ସେତେବେଳେ ପ୍ରକୃତ ପରିବର୍ତ୍ତନ କିପରି ଅବଶ୍ୟମ୍ଭାବୀ ହୋଇଯାଏ, ଏହା ତାର ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଏହା ପ୍ରକୃତରେ ଏକ ଚିନ୍ତାଶୀଳ ବିଷୟ। ଅତୀତରୁ ଆମେ କେବଳ ଘଟଣାବଳୀ ପଢ଼ୁନାହୁଁ, ବରଂ ବର୍ତ୍ତମାନର ସମାଜକୁ ଆଗେଇ ନେବା ପାଇଁ ଶିକ୍ଷା ମଧ୍ୟ ଗ୍ରହଣ କରୁଛୁ, ଯାହା ଆମକୁ ଆଗକୁ ବାଟ ଦେଖାଇବ। ତେବେ ଏହି ଗଭୀର ପ୍ରଶ୍ନ ସହିତ ଆଜିର ଏହି ଐତିହାସିକ ଦସ୍ତାବେଜଗୁଡ଼ିକ ଉପରେ ଆଧାରିତ ଆମର ଏହି ବିସ୍ତୃତ ଆଲୋଚନାଟିକୁ ଆମେ ଏଠାରେ ସମାପ୍ତ କରୁଛୁ। ଆଲୋଚନାରେ ଭାଗ ନେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ଏହି ବିଶେଷ ତଥ୍ୟ ବିଶ୍ଳେଷଣ କାର୍ଯ୍ୟକ୍ରମକୁ ସ୍ୱାଗତ। ଆଜିର ଆଲୋଚନା ବହୁତ କୌତୂହଳପୂର୍ଣ୍ଣ ହେବାକୁ ଯାଉଛି। ନିଶ୍ଚିତ ଭାବରେ ଆଜି ଆମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ପାଖରେ ଥିବା ସୂଚନା ଏବଂ ଐତିହାସିକ ଦଲିଲଗୁଡ଼ିକୁ ଭିତ୍ତିକରି ଏକ ଗଭୀର ଅନୁସନ୍ଧାନ କରିବା। ବିଷୟବସ୍ତୁ ହେଉଛି 1947ରୁ 1949 ମସିହା ମଧ୍ୟରେ ଓଡ଼ିଶାର ଯେଉଁ ପୋଷ୍ଟ ଇଣ୍ଡିପେଣ୍ଡେନ୍ସ ଏରା ଥିଲା। ହଁ, ସ୍ୱାଧୀନତା ପରବର୍ତ୍ତୀ ସମୟ। ବିଲକୁଲ। ଆଉ ସେହି ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା, ମାନେ ଇଣ୍ଟିଗ୍ରେସନ୍ ଅଫ୍ ପ୍ରିନ୍ସଲି ଷ୍ଟେଟ୍ସ ବିଷୟରେ ଆମେ ଆଲୋଚନା କରିବା। ଯାହାକି ମାତ୍ର 2 ବର୍ଷ ଭିତରେ ଓଡ଼ିଶାର ଟେରିଟୋରିଆଲ ମ୍ୟାପିଂକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ଠିକ୍ କହିଲେ। ଭାରତର ସ୍ୱାଧୀନତା ପରେ ପରିସ୍ଥିତି କେତେ ଜଟିଳ ଥିଲା, ତାହା କଳ୍ପନା କଲେ ଆଜି ବି ଆଶ୍ଚର୍ଯ୍ୟ ଲାଗେ। ଗୋଟିଏ ପଟେ ସ୍ୱାଧୀନତାର ଖୁସି, ଆଉ ଅନ୍ୟପଟେ ଏତେଗୁଡ଼ିଏ ଛୋଟ ବଡ଼ ରାଜ୍ୟକୁ ଏକାଠି କରିବାର ବିଶାଳ ଦାୟିତ୍ୱ। ମାନେ ଆପଣ ଯଦି ସେହି ସମୟର ମାନଚିତ୍ରକୁ ଦେଖିବେ, ତାହା ଏକ ସମ୍ପୂର୍ଣ୍ଣ ପ୍ରଦେଶ ନଥିଲା। ହଁ, ଏକ ବିଖଣ୍ଡିତ ଜିକ୍ସ ପଜଲ୍ ଭଳି ଦେଖାଯାଉଥିଲା। ଏକ୍ଜାକ୍ଟଲି। ଏହି ଖଣ୍ଡଗୁଡ଼ିକୁ ଯୋଡ଼ି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିବା ପ୍ରକ୍ରିୟା କେବଳ ଏକ ଭୌଗୋଳିକ ମିଶ୍ରଣ ନଥିଲା। ଆମେ ଯଦି ଏହି ନଥିପତ୍ରରୁ ବିଗ ପିକ୍ଚରକୁ ବୁଝିବାକୁ ଚେଷ୍ଟା କରିବା, ତେବେ ଜାଣିପାରିବା ଯେ ଏହା ହିଁ ଆଧୁନିକ ଓଡ଼ିଶାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା। ଆଉ ଏହି ବିଶାଳ ପରିବର୍ତ୍ତନ କେମିତି ସମ୍ଭବ ହେଲା, ତାହା ହିଁ ଆଜି ଆମେ ଖୋଜି ବାହାର କରିବା। ସବୁଠୁ ପ୍ରଥମେ ଆମକୁ ବୁଝିବାକୁ ପଡ଼ିବ ସେହି ସମୟର ପରିସ୍ଥିତିକୁ। ଅଗଷ୍ଟ 1947 ବେଳକୁ ନୂତନ ସରକାରଙ୍କ ସାମ୍ନାରେ ଏକ ବଡ଼ ସମସ୍ୟା ଥିଲା, ଯାହାକୁ ଆମେ ଏକ ଡୁଅଲ ଚ୍ୟାଲେଞ୍ଜ ବୋଲି କହିପାରିବା। ହଁ, ଡୁଆଲ ଚ୍ୟାଲେଞ୍ଜ, ଦ୍ୱୈତ ଆହ୍ୱାନ। ଗୋଟିଏ ପଟେ ଷ୍ଟେଟ୍ ଇଣ୍ଟିଗ୍ରେସନ୍ ବା ରାଜ୍ୟ ମିଶ୍ରଣ କରିବାର ଜଟିଳ ରାଜନୈତିକ ପ୍ରକ୍ରିୟା, ଆଉ ଅନ୍ୟପଟେ ଥିଲା ସୋସିଓ ଇକୋନୋମିକ୍ ଡେଭେଲପମେଣ୍ଟର ଆବଶ୍ୟକତା। ମାନେ କେବଳ ସୀମା ନିର୍ଦ୍ଧାରଣ କଲେ ତ ହେବ ନାହିଁ। ସେତେବେଳେ ପଭର୍ଟି ଏବଂ ଇନିକ୍ୱାଲିଟିର ମାତ୍ରା ବହୁତ ଅଧିକ ଥିଲା। ଲୋକଙ୍କର ସାମାଜିକ ଓ ଅର୍ଥନୈତିକ ସ୍ଥିତି ବହୁତ ଦୁର୍ବଳ ଥିଲା। ଆଉ ଏଇ ଦୁଇଟି ଜିନିଷ ପରସ୍ପର ସହ ଜଡ଼ିତ ଥିଲା। ଯେପର୍ଯ୍ୟନ୍ତ ଗଡ଼ଜାତ ରାଜ୍ୟଗୁଡ଼ିକ ଗୋଟିଏ ଶାସନ ଅଧୀନକୁ ନ ଆସିଛନ୍ତି, ସେପର୍ଯ୍ୟନ୍ତ କୌଣସି ବଡ଼ ଧରଣର ନେସନ୍ ବିଲ୍ଡିଂ କିମ୍ବା ଇକୋନୋମିକ୍ ଡେଭେଲପମେଣ୍ଟ ସମ୍ଭବ ନଥିଲା। ସତ କଥା। ଗୋଟିଏ ରାସ୍ତା କିମ୍ବା ନଦୀବନ୍ଧ ତିଆରି କରିବାକୁ ହେଲେ ହୁଏତ 3ଟି ଅଲଗା ଅଲଗା ରାଜ୍ୟର ସୀମା ପାର କରିବାକୁ ପଡ଼ୁଥିଲା। ଆଉ 3 ଜଣ ଅଲଗା ଶାସକଙ୍କର ଅନୁମତି ଦରକାର ହେଉଥିଲା। ଏମିତିରେ ସୋସିଆଲ ପ୍ରୋଗ୍ରେସ କେବେ ବି ସମ୍ଭବ ନୁହେଁ। ତେଣୁ ଏହି ସମୟରେ ହିଁ ଅଗଷ୍ଟ 1947 ଆଖପାଖରେ ଗଡ଼ଜାତ ଅଞ୍ଚଳଗୁଡ଼ିକରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ଆରମ୍ଭ କଲା। ପ୍ରଜାମାନେ ଦେଖୁଥିଲେ ଯେ ପାଖରେ ଥିବା ବ୍ରିଟିଶ ଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାଧୀନତା ଆସିଯାଇଛି, ଗଣତନ୍ତ୍ର ପ୍ରତିଷ୍ଠା ହେଉଛି। କିନ୍ତୁ ସେମାନେ ଏବେ ବି ସେହି ପୁରୁଣା ପ୍ରିନ୍ସଲି ରୁଲ୍ ଅଧୀନରେ ଅଛନ୍ତି। ସେଥିପାଇଁ ତୀବ୍ର ବିଦ୍ରୋହ ଦେଖାଦେଲା। ଲୋକମାନେ ଏକଜୁଟ ହେଲେ, ଯାହାକୁ ଆମେ ଲୋକାଲ ମୋବିଲାଇଜେସନ ବୋଲି କହୁଛୁ।
ଆଉ ଏହି ବିଦ୍ରୋହକୁ ଦେଖି ସେହି ସମୟର ନେତୃବୃନ୍ଦ ବୁଝିଗଲେ ଯେ ଏବେ ଚୁପ୍ ବସିଲେ ଚଳିବ ନାହିଁ। ଆଉ ଏଇଠି ଆସିଛନ୍ତି ଆମ ଇତିହାସର ଏକ ପ୍ରମୁଖ ବ୍ୟକ୍ତିତ୍ୱ ହରେକୃଷ୍ଣ ମହତାବ। ହଁ, ମହତାବ ହିଁ ଏହି ମର୍ଜର ଅଫ୍ ଷ୍ଟେଟ୍ସ ପାଇଁ ପ୍ରଥମ ଇନିସିଏଟିଭ୍ ନେଇଥିଲେ। ସେ ବହୁତ ଚତୁରତାର ସହ ଏହି ସ୍ଥାନୀୟ ବିଦ୍ରୋହକୁ ନିଜ ରଣନୀତିର ଅଂଶ ବନାଇଲେ। ସେ ରାଜାମାନଙ୍କୁ ସିଧାସଳଖ ବୁଝାଇଦେଲେ ଯେ ହୁଏତ ଆପଣମାନେ ଶାନ୍ତିପୂର୍ଣ୍ଣ ଭାବେ ଶାସନ ହସ୍ତାନ୍ତର କରନ୍ତୁ, ନଚେତ୍ ନିଜ ପ୍ରଜାଙ୍କ କ୍ରୋଧର ସମ୍ମୁଖୀନ ହୁଅନ୍ତୁ। ରାଜାମାନଙ୍କ ପାଖରେ ସେମିତି କିଛି ବଡ଼ ବିକଳ୍ପ ନଥିଲା। ଆଉ ଏହି ରଣନୀତିର ପ୍ରଥମ ବଡ଼ ଉଦାହରଣ ଆମେ ଦେଖିବାକୁ ପାଇଲେ ନଭେମ୍ବର 1947ରେ। ଆମ ନଥିପତ୍ରରେ ଏହାକୁ ଫର୍ଷ୍ଟ ମେଜର ଡମିନୋ ବୋଲି କୁହାଯାଇଛି। ନୀଳଗିରିର ଘଟଣା। ହଁ, ପୂର୍ବୋତ୍ତନ ରାଜ୍ୟ ନୀଳଗିରି। ସେଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ବିଦ୍ରୋହ ଆଉ ଅନରେଷ୍ଟ ଏତେ ତୀବ୍ର ରୂପ ନେଲା ଯେ ରାଜ୍ୟରେ ଏକ ପ୍ରକାର ଅରାଜକତା ଖେଳିଗଲା। ସେହି ଏସ୍କେଲେଟିଂ ଅନରେଷ୍ଟ ହିଁ ପରିସ୍ଥିତିକୁ ଏମିତି ଏକ ମୋଡ଼ ଦେଲା ଯେ ମହତାବଙ୍କୁ ବାଧ୍ୟ ହୋଇ ସିଧାସଳଖ ଇଣ୍ଟରଭିନ୍ କରିବାକୁ ପଡ଼ିଲା। ସେ କେବଳ ଚିଠିପତ୍ରରେ ସୀମିତ ରହିଲେ ନାହିଁ। ବିଲକୁଲ ନୁହେଁ। ଏହା ଏକ ଫୋର୍ସଡ୍ ଇଣ୍ଟରଭେନସନ୍ ଥିଲା। ସେ କେନ୍ଦ୍ର ସରକାରଙ୍କର ଅନୁମତି ଆଣି ସିଧା ପୋଲିସ ଫୋର୍ସ ପଠାଇଦେଲେ ଏବଂ ନୀଳଗିରି ପ୍ରଶାସନକୁ ନିଜ ହାତକୁ ନେଇଗଲେ। ଯାହାର ଫଳାଫଳ ସ୍ୱରୂପ ନୀଳଗିରିର ସମ୍ପୂର୍ଣ୍ଣ ଏବଂ ସକ୍ସେସଫୁଲ୍ ମର୍ଜର ସମ୍ଭବ ହୋଇପାରିଲା। ଆଉ ଆପଣ ଯଦି ଦେଖିବେ, ଏହି ଘଟଣାଟି ଅନ୍ୟ ସବୁ ଗଡ଼ଜାତ ରାଜ୍ୟଗୁଡ଼ିକ ପାଇଁ ଏକ ବହୁତ ବଡ଼ ବାର୍ତ୍ତା ଥିଲା। ମାନେ ଏକ ପ୍ରକାର ଚେତାବନୀ। ହଁ, ଯେତେବେଳେ ବାକି ରାଜାମାନେ ଦେଖିଲେ ଯେ ସରକାର ଦରକାର ପଡ଼ିଲେ ବଳ ପ୍ରୟୋଗ କରିବାକୁ ମଧ୍ୟ ପଛାଉନାହାନ୍ତି, ସେମାନଙ୍କର ମନୋବଳ ଭାଙ୍ଗିଗଲା। ସେଥିପାଇଁ ଇତିହାସରେ ନୀଳଗିରିକୁ ଫର୍ଷ୍ଟ ମେଜର ମର୍ଜର ଭାବେ ଲିପିବଦ୍ଧ କରାଯାଇଛି। ସେହି ଗୋଟିଏ ଡୋମିନୋ ପଡ଼ିବା ପରେ ବାକି ସବୁ ପଡ଼ିବା କେବଳ ସମୟର ଅପେକ୍ଷା ଥିଲା। କିନ୍ତୁ ପରିସ୍ଥିତି ଏତେ ସହଜରେ ବି ଶାନ୍ତ ହୋଇନଥିଲା। ନଭେମ୍ବର ଗଲା, ତାପରେ ଆସିଲା ଡିସେମ୍ବର 1947। ସେତେବେଳକୁ ଗ୍ରୋଇଂ ରିଜନାଲ କ୍ରାଇସିସ୍ ଆହୁରି ବଢ଼ିଯାଇଥିଲା। ଅନେକ ରାଜା ମିଶି ଏକ ଇଷ୍ଟର୍ଣ୍ଣ ଷ୍ଟେଟ୍ସ ୟୁନିୟନ ଗଠନ କରିବାକୁ ଚେଷ୍ଟା କରୁଥିଲେ, ଯାହାଫଳରେ ସେମାନେ ନିଜର ସ୍ୱାଧୀନତା ବଜାୟ ରଖିପାରିବେ। ସେହି ସଙ୍କଟ ସମୟରେ ଏହା ସ୍ପଷ୍ଟ ହୋଇଗଲା ଯେ କେବଳ ରାଜ୍ୟସ୍ତରୀୟ ନେତୃତ୍ୱ ଯଥେଷ୍ଟ ନୁହେଁ, ଆଉ ଏଇଠି ଦରକାର ଥିଲା ଏକ ବଡ଼ ନ୍ୟାସନାଲ ଇଣ୍ଟରଭେନସନର। ଆଉ ସେହି ହସ୍ତକ୍ଷେପ କରିବା ପାଇଁ ଓଡ଼ିଶା ଆସିଥିଲେ ସ୍ୱୟଂ ସର୍ଦ୍ଦାର ବଲ୍ଲଭଭାଇ ପଟେଲ। ଡିସେମ୍ବର 1947ରେ ତାଙ୍କର ଓଡ଼ିଶା ଗସ୍ତ ସବୁକିଛି ବଦଳାଇଦେଲା। ସେ କଟକରେ ପହଞ୍ଚିବା ପରେ ରାଜାମାନଙ୍କ ସହ ଯେଉଁ ବୈଠକ କଲେ, ତାହା ଇତିହାସର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ସର୍ଦ୍ଦାର ପଟେଲଙ୍କ ଉପସ୍ଥିତି ହିଁ ଏକ ଅଲଗା ପ୍ରକାରର ଚାପ୍ ସୃଷ୍ଟି କରିଥିଲା। ସେ ଅତି ସ୍ପଷ୍ଟ ଭାବରେ ବୁଝାଇଦେଲେ ଯେ ନୂଆ ଭାରତରେ ଏଇ ଛୋଟ ଛୋଟ ସ୍ୱାଧୀନ ରାଜ୍ୟଗୁଡ଼ିକର କୌଣସି ଭବିଷ୍ୟତ ନାହିଁ। ଆଉ ଯଦି ଆମେ ଦଲିଲଗୁଡ଼ିକୁ ଦେଖିବା, ତାଙ୍କର ଏହି ଗସ୍ତର ଫଳାଫଳ ଥିଲା ଅବିଶ୍ୱାସନୀୟ। ଏକ୍ଜାକ୍ଟଲି। କାରଣ ଠିକ୍ ଏହାର କିଛିଦିନ ପରେ, ମାନେ 1 ଜାନୁଆରୀ 1948ର ସେ ଐତିହାସିକ ଦିନଟି ଆସିଲା, ଯେଉଁଦିନ ଗୋଟିଏ ଝଟକାରେ ମାସ୍ ଇଣ୍ଟିଗ୍ରେସନ୍ ସମ୍ଭବ ହୋଇପାରିଲା। ପ୍ରାୟ ସମସ୍ତ ପ୍ରିନ୍ସଲି ଷ୍ଟେଟ୍ସ ଓଡ଼ିଶା ସହିତ ମିଶିଗଲେ। ରାତି ରାତି ଓଡ଼ିଶାର ଭୌଗୋଳିକ ଆକାର ଆଉ ଜନସଂଖ୍ୟା ଦ୍ୱିଗୁଣିତ ହୋଇଗଲା। ଏହା ଏକ ବିଶାଳ ସଫଳତା ଥିଲା। କିନ୍ତୁ ଆଉ ଏଇଟା ଏକ ବହୁତ ଇଣ୍ଟରେଷ୍ଟିଂ ତଥ୍ୟ ଯେ ଏଇ ମିଶ୍ରଣରେ ଗୋଟିଏ ବଡ଼ ବ୍ୟତିକ୍ରମ ରହିଯାଇଥିଲା। ଗୋଟିଏ ରାଜ୍ୟ ସେଦିନ ମିଶିନଥିଲା। ହଁ, ଆଉ ସେହି ନୋଟେବଲ୍ ଏକ୍ସେପ୍ସନଟି ଥିଲା ମୟୂରଭଞ୍ଜ। ମାନେ ଜାନୁଆରୀ 1, 1948 ସୁଦ୍ଧା ମୟୂରଭଞ୍ଜ ଓଡ଼ିଶାରେ ସାମିଲ ହୋଇନଥିଲା। ଏହା ଟିକେ ଆଶ୍ଚର୍ଯ୍ୟଜନକ ଲାଗେ ନାହିଁ କି? ଯେତେବେଳେ ସାରା ରାଜ୍ୟରେ ଏତେ ବଡ଼ ପରିବର୍ତ୍ତନ ହେଉଛି, ସର୍ଦ୍ଦାର ପଟେଲଙ୍କ ଭଳି ନେତା ଅଛନ୍ତି, ତଥାପି ମୟୂରଭଞ୍ଜ ବାହାରେ କେମିତି ରହିଲା? କାରଣ ମୟୂରଭଞ୍ଜର ସ୍ଥିତି ବାକି ରାଜ୍ୟଗୁଡ଼ିକଠାରୁ ଟିକେ ଅଲଗା ଥିଲା। ସେଠାରେ ଆର୍ଥିକ ସ୍ଥିତି ବେଶ୍ ଭଲ ଥିଲା, ଆଉ ସେମାନଙ୍କର ଏକ ନିଜସ୍ୱ ଲୋକପ୍ରତିନିଧି ସଭା ବା ଆସେମ୍ବଲି ପୂର୍ବରୁ ହିଁ କାର୍ଯ୍ୟକାରୀ ଥିଲା। ତେଣୁ ରାଜା କହିଲେ ଯେ ସେ ନିଷ୍ପତ୍ତି ନେବା ପରିବର୍ତ୍ତେ ତାଙ୍କର ପ୍ରଜାମଣ୍ଡଳ ବା ସରକାର ଏହି ନିଷ୍ପତ୍ତି ନେବେ। ଓହୋ, ତେଣୁ କେନ୍ଦ୍ର ସରକାର ମଧ୍ୟ ତୁରନ୍ତ ସେଠାରେ ବଳ ପ୍ରୟୋଗ କରିବା ଠିକ୍ ମଣିଲେ ନାହିଁ। ବିଲକୁଲ। ଏହା ଦର୍ଶାଉଛି ଯେ ଇଣ୍ଟିଗ୍ରେସନ୍ ପ୍ରକ୍ରିୟାଟି କେବଳ ଏକତରଫା ଆଦେଶ ନଥିଲା, ଏଥିରେ କୂଟନୈତିକ ବୁଝାମଣା ମଧ୍ୟ ସାମିଲ ଥିଲା। ତେଣୁ ମୟୂରଭଞ୍ଜ ପାଇଁ ଓଡ଼ିଶାକୁ ଆଉ 1 ବର୍ଷ ଅପେକ୍ଷା କରିବାକୁ ପଡ଼ିଲା। ଆଉ ତାପରେ ଆସିଲା 1949 ମସିହା, ଯାହାକୁ ଆମେ ଡ୍ରଇଂ ଦ ଫାଇନାଲ ବର୍ଡର୍ସର ସମୟ କହିପାରିବା। ହଁ, କାରଣ ସେହି ବର୍ଷ ହିଁ ଓଡ଼ିଶାର ଚୂଡ଼ାନ୍ତ ରୂପରେଖା ତିଆରି ହୋଇଥିଲା। ଅନେକଗୁଡ଼ିଏ ସବସିକ୍ୱେଣ୍ଟ ମର୍ଜର୍ସ ଏବଂ ସୀମାନ୍ତ ଅଦଳବଦଳ ଏହି ସମୟରେ ହେଲା। ସବୁଠାରୁ ବଡ଼ କଥା ହେଲା, ଶେଷରେ
1949ରେ ମୟୂରଭଞ୍ଜ ମଧ୍ୟ ଓଡ଼ିଶା ସହିତ ଅଫିସିଆଲି ମର୍ଜ ହୋଇଗଲା। ଏହା ଫଳରେ ଓଡ଼ିଶାର ଉତ୍ତର ସୀମା ଆହୁରି ମଜବୁତ ହେଲା। କିନ୍ତୁ ଆମକୁ ଏଠାରେ ଆଉ ଗୋଟେ ଦିଗ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। 1949ରେ କିଛି ଟେରିଟୋରିଆଲ ଟ୍ରାନ୍ସଫର୍ସ ମଧ୍ୟ ହୋଇଥିଲା, ଯାହା ସେହି ସମୟର ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ଏକ ଜଟିଳ ଅଂଶ। ହଁ, ଆଉ ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସଢ଼େଇକଳା ଏବଂ ଖରସ୍ମାର ଉଦାହରଣ। ନଥିପତ୍ରରୁ ଏହା ସ୍ପଷ୍ଟ ଭାବରେ ଜଣାପଡ଼େ ଯେ ସିରାଇକେଲା ଏବଂ ଖରସୱା ଉଭୟ ଥିଲା ଓରିଆ ସ୍ପିକିଂ ବା ଓଡ଼ିଆ ଭାଷାଭାଷୀ ଅଞ୍ଚଳ। ତଥାପି ଯେତେବେଳେ ଫାଇନାଲ ବର୍ଡର୍ସ ନିର୍ଦ୍ଧାରଣ ହେଲା, କେନ୍ଦ୍ର ସରକାର ଏହି ଦୁଇଟି ଅଞ୍ଚଳକୁ ବିହାର ସହିତ ମିଶାଇବାକୁ ନିଷ୍ପତ୍ତି ନେଲେ। ଆଉ ଏହା ପଛରେ ଯେଉଁ କାରଣ ଦର୍ଶାଯାଇଥିଲା, ତାହା ମୁଖ୍ୟତଃ ଭୌଗୋଳିକ ଏବଂ ପ୍ରଶାସନିକ ଥିଲା। ଆମେ ଯଦି ନିରପେକ୍ଷ ଭାବରେ ଦଲିଲଗୁଡ଼ିକୁ ଦେଖିବା, ସେତେବେଳେ ମୟୂରଭଞ୍ଜ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ମିଶି ନଥିବାରୁ ଏହି ଅଞ୍ଚଳଗୁଡ଼ିକ ସହ ଓଡ଼ିଶାର ସିଧାସଳଖ ଭୌଗୋଳିକ ସଂଯୋଗ ନଥିଲା। ଠିକ୍ କଥା। ସେହି ସମୟରେ ଜାତୀୟ ନେତୃତ୍ୱଙ୍କୁ ଅନୁଭବ ହେଲା ଯେ ପ୍ରଶାସନିକ ପରିଚାଳନା ଦୃଷ୍ଟିରୁ ଏହାକୁ ବିହାର ମାଧ୍ୟମରେ ଶାସନ କରିବା ଅଧିକ ସୁବିଧାଜନକ ହେବ। ଏହା ପ୍ରମାଣ କରେ ଯେ ରାଜ୍ୟ ଗଠନ ସମୟରେ କେବଳ ଭାଷା ଏକମାତ୍ର ମାପକାଠି ନଥିଲା, ଭୌଗୋଳିକ ନିରବଚ୍ଛିନ୍ନତା ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରୁଥିଲା। ଆଉ ଏହି ସବୁ ମିଶ୍ରଣ, ସୀମା ଅଦଳବଦଳ ଏବଂ ନିଷ୍ପତ୍ତି ପରେ 1949 ସୁଦ୍ଧା ଆମେ ଆଜିର ଓଡ଼ିଶାର ଏକ ସମ୍ପୂର୍ଣ୍ଣ ମାନଚିତ୍ର ପାଇପାରିଲୁ। ଅଗଷ୍ଟ 1947ରୁ 1949 ସୁଦ୍ଧା ଏହି ଯେଉଁ 2 ବର୍ଷର ଯାତ୍ରା, ଏହି ରାପିଡ୍ କନସଲିଡେସନ ଅଫ୍ ଷ୍ଟେଟ୍ସ କେବଳ କିଛି ଚୁକ୍ତିପତ୍ରର ସ୍ୱାକ୍ଷର ନଥିଲା। ଏହା ସେହି ସମୟର ନେତା ଏବଂ ଜନତାଙ୍କ ପ୍ରୋଫାଉଣ୍ଡ ପଲିଟିକାଲ ରେଜିଲିଏନ୍ସର ଏକ ଶ୍ରେଷ୍ଠ ପ୍ରମାଣ ଥିଲା। ନିଶ୍ଚିତ ଭାବରେ ଗୋଟିଏ ବିଖଣ୍ଡିତ ଅଞ୍ଚଳରୁ ଏକ ମଜବୁତ ରାଜ୍ୟରେ ପରିଣତ ହେବାର ପ୍ରକ୍ରିୟା ରାଜ୍ୟରେ ଏକ ବ୍ୟାପକ ଷ୍ଟ୍ରକ୍ଚରାଲ ଟ୍ରାନ୍ସଫର୍ମେସନ୍ ଆଣିଥିଲା। ଆଉ ଏହି ଭିତ୍ତିପ୍ରସ୍ତର ହିଁ ଆଜିର ଓଡ଼ିଶାର ଅନଗୋଇଂ ଇକୋନୋମିକ୍ ଡେଭଲପମେଣ୍ଟ ପାଇଁ ବାଟ ଫିଟାଇଛି। ମାନେ ଯଦି ସେତେବେଳେ ଏହି ଇଣ୍ଟିଗ୍ରେସନ୍ ହୋଇନଥାନ୍ତା, ତାହେଲେ ଆଜି ଆମେ ଯେଉଁ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ବିକାଶ ଦେଖୁଛୁ, ତାହା କେବେ ବି ସମ୍ଭବ ହୋଇପାରିନଥାନ୍ତା। ବିଲକୁଲ। ମୋ ପାଖରେ ଏବେ ଯେଉଁ ସୋର୍ସ ଅଛି, ମାନେ ଫ୍ରିଡମ୍ ଷ୍ଟ୍ରଗଲ ଅଫ୍ ଓଡ଼ିଶା ଲେକ୍ଚର 06, ତାହା ଏକ ସମ୍ପୂର୍ଣ୍ଣ ଅଲଗା ଆଉ ବହୁତ ରୋଚକ କାହାଣୀ କହୁଛି। ବିଲକୁଲ। ଏବଂ ଏହି ସୋର୍ସ ଅନୁଯାୟୀ ଆଧୁନିକ ଓଡ଼ିଶାର ଗଠନ ପଛରେ କେବଳ ଗୋଟିଏ ଲଢ଼େଇ ନଥିଲା। ହଁ, ସେଇଟା ହିଁ ସବୁଠୁ ବଡ଼ ପଏଣ୍ଟ। ଏହା ଥିଲା ଏକ, ଯାହାକୁ ଆମେ କହିବା ଡୁଆଲ ଷ୍ଟ୍ରଗଲ ବା ଦ୍ୱୈତ ସଂଗ୍ରାମ। ଠିକ୍ ଅଛି, ଆସନ୍ତୁ ୟାକୁ ଟିକେ ଖୋଲିକି ଦେଖିବା, କାରଣ ଏଇ ଡୁଆଲ ଷ୍ଟ୍ରଗଲ କନସେପ୍ଟଟା ବହୁତ ଇଣ୍ଟରେଷ୍ଟିଂ ଲାଗୁଛି। ନିଶ୍ଚୟ। ଏଠାରେ ସବୁଠାରୁ ଆକର୍ଷଣୀୟ କଥା ହେଉଛି, ବାକି ଭାରତ ପାଇଁ ଲକ୍ଷ୍ୟ ଥିଲା କେବଳ ରାଜନୈତିକ ସ୍ୱାଧୀନତା, ଇଂରେଜମାନଙ୍କ କବଳରୁ ମୁକ୍ତି। କିନ୍ତୁ ଓଡ଼ିଶା ପାଇଁ ସ୍ଥିତି ଟିକେ ବହୁତ ଜଟିଳ ଥିଲା। ମାନେ ଦୁଇଟା ଫ୍ରଣ୍ଟରେ ଏକା ସାଙ୍ଗରେ ଲଢ଼ାଇ ଚାଲିଥିଲା। ଏକଦମ। ଗୋଟିଏ ପଟେ ଆପଣଙ୍କର ନ୍ୟାସନାଲ ଷ୍ଟ୍ରଗଲ ଚାଲିଥିଲା, ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ବା ଆଇଏନ୍ସି ନେତୃତ୍ୱରେ ନନ୍ କୋଅପରେସନ୍, ସଲ୍ଟ ସତ୍ୟାଗ୍ରହ ଆଉ କ୍ୱିଟ୍ ଇଣ୍ଡିଆ ଭଳି ବିରାଟ ଜାତୀୟ ଆନ୍ଦୋଳନ ସବୁ ହେଉଥିଲା। ହଁ, କିନ୍ତୁ ଅନ୍ୟପଟେ ଓଡ଼ିଶାର ନେତାମାନଙ୍କୁ ନିଜର ଆଉ ଗୋଟିଏ ଯୁଦ୍ଧ ଲଢ଼ିବାକୁ ପଡୁଥିଲା, ଯାହାକୁ ଆମେ ରିଜିଓନାଲ ଷ୍ଟ୍ରଗଲ କହିପାରିବା। ନିଜର ଭାଷାଗତ ଏକତା ଓ ପରିଚୟ ବଞ୍ଚାଇବାର ଲଢ଼େଇ। ଠିକ୍ କହିଲେ, କାରଣ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ସେତେବେଳେ ଛିନ୍ନ ଭିନ୍ନ ହୋଇ ବିଭିନ୍ନ ପ୍ରଦେଶରେ ମିଶି ରହିଥିଲା। ସେସବୁକୁ ଏକାଠି କରିବା ପାଇଁ ଉତ୍କଳ ସମ୍ମିଳନୀ ଆଉ ଲେଜିସ୍ଲେଟିଭ୍ ଆକ୍ସନ ମାଧ୍ୟମରେ ଏକ ଆଇନଗତ ଲଢ଼ାଇ ଚାଲିଥିଲା। ଏହା କିଛି ଛୋଟ କଥା ନୁହେଁ ପ୍ରକୃତରେ। ଏକା ସାଙ୍ଗରେ ରାସ୍ତାରେ ଆନ୍ଦୋଳନ ଆଉ ପ୍ରଶାସନିକ ସ୍ତରରେ ଆଇନଗତ ଲଢ଼େଇ, ଆଉ ସୋରୁସରେ ଏହି ଲଢ଼େଇର ନେତୃତ୍ୱ ନେଇଥିବା ବ୍ୟକ୍ତିମାନଙ୍କୁ ଏକ ବହୁତ ସୁନ୍ଦର ନାମ ଦିଆଯାଇଛି, ଆର୍କିଟେକ୍ଟସ ଅଫ୍ ଆଇଡେଣ୍ଟିଟି ଆଣ୍ଡ ଇଣ୍ଡିପେଣ୍ଡେନ୍ସ। ହଁ, ସେହି ଶବ୍ଦଟା ବହୁତ ଆପ୍ରୋପ୍ରିଏଟ୍ ଅଟେ, କାରଣ ସେମାନେ କେବଳ ବିଦ୍ରୋହ କରୁନଥିଲେ, ସେମାନେ ପ୍ରକୃତରେ ଗୋଟିଏ ମଡର୍ଣ୍ଣ ଷ୍ଟେଟ୍ର ନକ୍ସା ତିଆରି କରୁଥିଲେ। ଆଉ ଯେତେବେଳେ ଆମେ ଏହି ଆର୍କିଟେକ୍ଟସ ବା ସ୍ଥପତିମାନଙ୍କର କଥା କହୁଛୁ, ସର୍ବପ୍ରଥମେ ମଧୁସୂଦନ ଦାସଙ୍କ ନାମ ଆସିବା ସ୍ୱାଭାବିକ। ବିଲକୁଲ। ମଧୁ ବ୍ୟାରିଷ୍ଟର କିମ୍ବା ଗ୍ରାଣ୍ଡ ଓଲ୍ଡ ମ୍ୟାନ୍ ଅଫ୍ ଓଡ଼ିଶା ଭାବରେ ସେ ପରିଚିତ। ସେ ଥିଲେ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍। କିନ୍ତୁ ତାଙ୍କର ସବୁଠାରୁ ବଡ଼ ଷ୍ଟ୍ରାଟେଜି ଥିଲା ସିଷ୍ଟମ ଭିତରେ ପଶି ସିଷ୍ଟମକୁ ବଦଳାଇବା। ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ। ସେ ରାସ୍ତାରେ ନାରାବାଜି କରିବା ପରିବର୍ତ୍ତେ ପଲିସି ମେକିଂ ଉପରେ ଜୋର ଦେଉଥିଲେ। ଏକଦମ। ଆପଣ ଦେଖନ୍ତୁ 1902 ମସିହାର କଥା।
ସେତେବେଳେ ସେ ବେଙ୍ଗଲ ଲେଜିସ୍ଲେଟିଭ୍ କାଉନ୍ସିଲର ସଦସ୍ୟ ହେଲେ ଆଉ ସେଠାରେ ସେ କେବଳ ବସି ରହିନଥିଲେ ସେ ଜାଣିଥିଲେ ଯେ ଯେପର୍ଯ୍ୟନ୍ତ ଆଇନରେ ପରିବର୍ତ୍ତନ ନ ଆସିବ ସେ ପର୍ଯ୍ୟନ୍ତ ଗ୍ରାଉଣ୍ଡରେ କିଛି ବି ବଦଳିବ ନାହିଁ। ସେଥିପାଇଁ ସେ ଓଡ଼ିଶା ଟେନାନ୍ସି ବିଲ୍ ଆଣିଥିଲେ। ହଁ, ଚାଷୀମାନଙ୍କର ଅଧିକାର ପାଇଁ। ଆଉ ରେଭେନ୍ସା କଲେଜ ପାଇଁ ଅନୁଦାନ ବା ଗ୍ରାଣ୍ଟସ୍ ମଧ୍ୟ କାଉନ୍ସିଲରୁ ମଞ୍ଜୁର କରାଇଥିଲେ। ମାନେ ତାଙ୍କର ଆପ୍ରୋଚ୍ ବହୁତ ପ୍ରାକ୍ଟିକାଲ ଥିଲା ଆଉ ତା ସହିତ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରି ସେ ଲୋକଙ୍କୁ ଏକାଠି କରିବାର ମୂଳଦୁଆ ମଧ୍ୟ ପକାଇଥିଲେ। ଆଉ ସେଇ ମୂଳଦୁଆ ଉପରେ ହିଁ ପରବର୍ତ୍ତୀ ସମୟରେ ଭାଷାଭିତ୍ତିକ ପ୍ରଦେଶ ଗଠନର ରାସ୍ତା ତିଆରି ହୋଇଥିଲା। କିନ୍ତୁ ଏହି ଲେଜିସ୍ଲେଟିଭ୍ ଲଢ଼େଇରେ ଆଉ ଜଣେ ବହୁତ ବଡ଼ ନେତା ଥିଲେ ଯାହାଙ୍କର ଦୂରଦୃଷ୍ଟି ବାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଆପଣ କୃଷ୍ଣଚନ୍ଦ୍ର ଗଜପତିଙ୍କ କଥା କହୁଛନ୍ତି ନା? ହଁ, ମୋତେ ସୋର୍ସରୁ ପଢ଼ିକି ବହୁତ ଆଶ୍ଚର୍ଯ୍ୟ ଲାଗିଲା ଯେ ସେ 2 ଥର ଓଡ଼ିଶାର ପ୍ରାଇମ୍ ମିନିଷ୍ଟର ହୋଇଥିଲେ ସେତେବେଳେ। ତାଙ୍କର ରଣନୀତି ବିଷୟରେ ଟିକେ ବିଶ୍ଳେଷଣ କଲେ ଭଲ ହୁଅନ୍ତା। କୃଷ୍ଣଚନ୍ଦ୍ର ଗଜପତିଙ୍କର ଅବଦାନ ହେଉଛି ଡିପ୍ଲୋମାସି ବା କୂଟନୀତିର ଏକ ଶ୍ରେଷ୍ଠ ଉଦାହରଣ। ମଧୁବାବୁ ଯେଉଁ ଲଢ଼େଇ ଆରମ୍ଭ କରିଥିଲେ ତାହାକୁ ଏକ ଇଣ୍ଟରନ୍ୟାସନାଲ ପ୍ଲାଟଫର୍ମକୁ ନେବାର ଶ୍ରେୟ ଗଜପତିଙ୍କୁ ହିଁ ଯାଏ। ମାନେ ସେ ସାଇମନ କମିଶନ ସାମ୍ନାରେ ଯେଉଁ ଯୁକ୍ତି ବାଢ଼ିଥିଲେ ସେଇଟା ଗୋଟିଏ ଦିଗ ଥିଲା, କିନ୍ତୁ ସବୁଠାରୁ ବଡ଼ ମାଷ୍ଟରଷ୍ଟ୍ରୋକ୍ ଥିଲା ଲଣ୍ଡନରେ ଫର୍ଷ୍ଟ ରାଉଣ୍ଡ ଟେବୁଲ କନଫରେନ୍ସରେ ତାଙ୍କର ଯୋଗଦାନ। ଆପଣ ଚିନ୍ତା କରନ୍ତୁ, ସେଠାରେ ସାରା ଭାରତର ବଡ଼ ବଡ଼ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା ଚାଲିଥିଲା। ହଁ, ସେତେବେଳେ ମାହୋଲ ପୁରା ଅଲଗା ଥିବ। ବିଲକୁଲ। ଆଉ ସେହି ଭେଳ ଭିତରେ ସେ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ଦାବିକୁ ବ୍ରିଟିଶ ସରକାରଙ୍କ ଉଚ୍ଚସ୍ତରରେ ବହୁତ ଦୃଢ଼ ଭାବରେ ଉପସ୍ଥାପନ କରିପାରିଥିଲେ। ୱାଓ, ଏତେ ବଡ଼ ଜାତୀୟ କୋଳାହଳ ଭିତରେ ନିଜର ଆଞ୍ଚଳିକ ସ୍ୱରକୁ ସିଧା ଲଣ୍ଡନ ପର୍ଯ୍ୟନ୍ତ ପହଞ୍ଚାଇବା ପ୍ରକୃତରେ ଅସାଧାରଣ କଥା। ଆଉ ତାରି ଫଳସ୍ୱରୂପ ହିଁ ଆଟଲି ସବକମିଟି ଗଠନ କରାଯାଇଥିଲା ଯାହା ପ୍ରଦେଶର ସୀମା ନିର୍ଦ୍ଧାରଣ ବା ବାଉଣ୍ଡରୀ ମ୍ୟାପିଂ ପାଇଁ କାମ କରିଥିଲା। ଆଉ ମୋର ମନେ ଅଛି ସୋର୍ସରେ ଲେଖା ଅଛି ଯେ ଏହା ପୂର୍ବରୁ 1914ରେ ସେ ପାରଳାଖେମୁଣ୍ଡିଠାରେ 10ମ ଉତ୍କଳ ସମ୍ମିଳନୀର ମଧ୍ୟ ଆୟୋଜନ କରିଥିଲେ। ମାନେ ସେ ଆଗରୁ ହିଁ ନିଜର ଲିଡରସିପ୍ ପ୍ରମାଣିତ କରିସାରିଥିଲେ। ଠିକ୍ କଥା। ଏହି ନେତାମାନଙ୍କର ଗୋଟିଏ କମନ୍ ଜିନିଷ ଥିଲା ଯେ ସେମାନେ ଷ୍ଟେଟ୍ ବିଲ୍ଡିଂରେ ବିଶ୍ୱାସ କରୁଥିଲେ। ସେମାନେ ଜାଣିଥିଲେ ଯେ କେବଳ ଇମୋସନ୍ସରେ ରାଜ୍ୟ ତିଆରି ହୁଏ ନାହିଁ। ସେଥିପାଇଁ ଡକ୍ୟୁମେଣ୍ଟେସନ୍, କମିଟି ଆଉ ଲେଜିସ୍ଲେଟିଭ୍ ପାୱାରର ବ୍ୟବହାର ଦରକାର। ଏକଦମ। ଯଦି ଆମେ ଏହାକୁ ବୃହତ୍ତର ଦୃଷ୍ଟିକୋଣରୁ ଦେଖିବା, କେବଳ ଆଇନଗତ ଲଢ଼େଇ ଯଥେଷ୍ଟ ନଥିଲା। ମୋ ମୁଣ୍ଡରେ ଏବେ ସେଇ ପ୍ରଶ୍ନ ହିଁ ଆସୁଥିଲା। କାଉନସିଲ ଭିତରେ ବିଲ୍ ପାସ୍ କରିବା ବା ଲଣ୍ଡନରେ ଯୁକ୍ତି କରିବା ତ ଉପର ସ୍ତରର କଥା, କିନ୍ତୁ କୌଣସି ବି ବଡ଼ ପରିବର୍ତ୍ତନ ବିନା ଜନସମର୍ଥନରେ ସମ୍ଭବ କି? ନା, ଆଦୌ ନୁହେଁ। ଯେ ପର୍ଯ୍ୟନ୍ତ ଗ୍ରାଉଣ୍ଡରେ ସାଧାରଣ ଲୋକେ ଏହି ଯୁଦ୍ଧରେ ସାମିଲ ନ ହୋଇଛନ୍ତି, ଏହି ଡୁଆଲ ଷ୍ଟ୍ରଗଲ ସଫଳ କେମିତି ହେବ? ସେଇଠି ହିଁ ଆମର ପରବର୍ତ୍ତୀ ବିଭାଗ ଆରମ୍ଭ ହୁଏ, ଯାହାକୁ ଆମେ କହିବା ଆୱେକେନିଂ ଦ ମାସେସ୍। ଲେଜିସ୍ଲେଟିଭ୍ ଆକ୍ସନ୍ ଥିଲା ଏହି ଆନ୍ଦୋଳନର ବ୍ରେନ୍, କିନ୍ତୁ ଏହାର ହାର୍ଟ ଥିଲେ ଆମର ମାସ୍ ମୋବିଲାଇଜର୍ସ। ସେମାନେ ହିଁ ଗ୍ରାସରୁଟ୍ ସ୍ତରରେ ଲୋକଙ୍କୁ ଜାଗ୍ରତ କରୁଥିଲେ। ଆଉ ମାସ୍ ମୋବିଲାଇଜେସନ କଥା ଉଠିଲେ ଗୋଟିଏ ନାମ ସର୍ବାଗ୍ରେ ଆସେ, ଉତ୍କଳମଣି ଗୋପବନ୍ଧୁ ଦାସ। ଗୋପବନ୍ଧୁ ଦାସଙ୍କ କାହାଣୀ ପ୍ରକୃତରେ ପ୍ରେରଣାଦାୟକ। ସେ ଜାତୀୟ ଆନ୍ଦୋଳନକୁ ଓଡ଼ିଶାର ତୃଣମୂଳ ସ୍ତରରେ ପହଞ୍ଚାଇବାର ମୁଖ୍ୟ ବିନ୍ଧାଣୀ ଥିଲେ। 1921ରେ ସେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସଭାପତି ମଧ୍ୟ ହୋଇଥିଲେ। ହଁ, ଆଉ ସ୍ୱଦେଶୀ ମୁଭମେଣ୍ଟକୁ ବ୍ୟାପକ କରିବା ପାଇଁ ସେ ସତ୍ୟବାଦୀ ସ୍କୁଲ ସ୍ଥାପନ କରିଥିଲେ। କିନ୍ତୁ ତାଙ୍କର ଏକ ବଡ଼ ଷ୍ଟ୍ରାଟେଜି ଥିଲା ଗଣମାଧ୍ୟମ ଏବଂ ଶିକ୍ଷା। ଆଜିକାଲି ତ ଆମ ପାଖରେ ସୋସିଆଲ ମିଡିଆ ଅଛି, କୌଣସି ବାର୍ତ୍ତା ସହଜରେ ପହଞ୍ଚି ଯାଉଛି। ସେତେବେଳେ ସେ ଏତେ ଲୋକଙ୍କୁ କିପରି କନେକ୍ଟ କରୁଥିଲେ? ସେ ବୁଝିସାରିଥିଲେ ଯେ ଯଦି ଲୋକଙ୍କ ଭିତରେ ଜାତୀୟତାବାଦ ଜାଗ୍ରତ କରିବାକୁ ହେବ, ତେବେ ତାହା କେବଳ ସେମାନଙ୍କର ନିଜ ମାତୃଭାଷାରେ ହିଁ ସମ୍ଭବ। ସେଥିପାଇଁ ସେ 1915ରେ ସତ୍ୟବାଦୀ ମ୍ୟାଗାଜିନ୍ ଏବଂ 1919ରେ ସମାଜ ଖବରକାଗଜ ଆରମ୍ଭ କରିଥିଲେ। ଆଚ୍ଛା, ସେଇଥିପାଇଁ ସମାଜର ଏତେ ବଡ଼ ପ୍ରଭାବ ରହିଥିଲା? ବିଲକୁଲ। ଏହା କେବଳ ଖବରକାଗଜ ନଥିଲା, ଏହା ଥିଲା ବିପ୍ଳବର ମୁଖପତ୍ର। ଆଉ ତାଙ୍କର ସାହିତ୍ୟିକ ରଚନା କଥା ଦେଖନ୍ତୁ, ବନ୍ଦୀର ଆତ୍ମକଥା, ଧର୍ମପଦ, ଗୋମହାତ୍ମ୍ୟ, ଏସବୁ କେବଳ କାହାଣୀ ବା କବିତା ନଥିଲା। ଏଗୁଡ଼ିକ ଥିଲା ଲୋକଙ୍କ ମନରେ ସ୍ୱାଭିମାନ ସୃଷ୍ଟି କରିବାର ଶକ୍ତିଶାଳୀ ଉପକରଣ। ଆଉ ସେ କଟକରେ ସ୍ୱରାଜ ଆଶ୍ରମ ଓ ଜଗତସିଂହପୁରରେ ଅଳକା ଆଶ୍ରମ ମଧ୍ୟ ପ୍ରତିଷ୍ଠା କରିଥିଲେ, ଯାହା ଆନ୍ଦୋଳନକାରୀମାନଙ୍କ ପାଇଁ ଏକ ପ୍ରକାର ଟ୍ରେନିଂ ସେଣ୍ଟର ପାଲଟିଥିଲା। ଅର୍ଥାତ୍ ଆପଣ ଦେଖନ୍ତୁ, ସେ ଏକାଧାରରେ ଜଣେ ଲେଖକ, ସାମ୍ବାଦିକ, ଶିକ୍ଷାବିତ୍ ଆଉ କଂଗ୍ରେସର ମୁଖ୍ୟ ନେତା ଥିଲେ। ତାଙ୍କର ଏଇ ଗ୍ରାସରୁଟ୍ କନେକ୍ସନ ଯୋଗୁଁ
ହିଁ ଓଡ଼ିଶାରେ ନନ୍ କୋଅପରେସନ୍ ଆନ୍ଦୋଳନ ଏତେ ବ୍ୟାପକ ରୂପ ନେଇପାରିଥିଲା। ଏଠାରେ ବିଷୟବସ୍ତୁ ଆହୁରି ରୋଚକ ହୋଇଥାଏ କାରଣ ମୁଁ ସୋର୍ସରୁ ଆଉ ଏକ ଦିଗକୁ ଯିବାକୁ ଚାହିଁବି ଯାହା ମୋ ପାଇଁ ଏକ ବଡ଼ ଆହା ମୋମେଣ୍ଟ ଥିଲା। ଆପଣ ବୋଧହୁଏ ମହିଳା ନେତୃତ୍ୱ କଥା କହୁଛନ୍ତି? ଏକ୍ଜାକ୍ଟଲି। ଆମେ ଯେତେବେଳେ ଇତିହାସ ପଢ଼ୁ ପ୍ରାୟତଃ ପୁରୁଷ ନେତାମାନଙ୍କର ନାମ ଅଧିକ ଶୁଣିବାକୁ ମିଳେ, କିନ୍ତୁ ସ୍ୱାଧୀନତା ସଂଗ୍ରାମର ଏହି ଶେଷ ପର୍ଯ୍ୟାୟରେ ଏକ ଅଦ୍ଭୁତପୂର୍ବ ଘଟଣା ଘଟିଥିଲା। ସୋର୍ସରେ ଏହାକୁ ଦି ଭ୍ୟାନଗାର୍ଡ ଅଫ୍ ୱିମେନ୍ କୁହାଯାଇଛି। ହଁ, ମହିଳା ନେତୃତ୍ୱରେ ଏକ ଅଭୂତପୂର୍ବ ଉତ୍ଥାନ ହୋଇଥିଲା ସେହି ସମୟରେ, ଯାହାକି ସେହି ସମୟର ରକ୍ଷଣଶୀଳ ସମାଜକୁ ଦେଖିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ। ସେମାନେ କେବଳ ଘରୁ ବାହାରି ନଥିଲେ, ବରଂ ଫ୍ରଣ୍ଟଲାଇନ୍ ସିଭିଲ୍ ଡିସୋବିଡିଏନ୍ସରେ ସାମିଲ ଥିଲେ ଆଉ ଟ୍ରାଇବଲ ୱେଲଫେୟାରରେ ମଧ୍ୟ କାମ କରୁଥିଲେ। ଙ୍କ ନାମ ସବୁଠାରୁ ଆଗରେ ଆସେ। ସେ ଥିଲେ ମଧୁସୂଦନ ଦାସଙ୍କ ନାତୁଣୀ, କିନ୍ତୁ ତାଙ୍କର ପନ୍ଥା ମଧୁବାବୁଙ୍କଠାରୁ ଭିନ୍ନ ଥିଲା। ସେ ଗାନ୍ଧିଜୀଙ୍କ ଆଦର୍ଶରେ ଗଭୀର ଭାବେ ଅନୁପ୍ରାଣିତ ଥିଲେ। ଠିକ୍, ସେ ଅଲ୍ ଇଣ୍ଡିଆ ଚରଖା ଆସୋସିଏସନ୍ ଏବଂ କସ୍ତୁରବା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ଭଳି ସଂସ୍ଥାର ନେତୃତ୍ୱ ନେଇଥିଲେ। ବରିଠାରେ ତାଙ୍କର ଯେଉଁ ଆଶ୍ରମ ଥିଲା, ନିଜେ ଗାନ୍ଧିଜୀ ତାକୁ ସେବାଘର ବୋଲି ନାମ ଦେଇଥିଲେ। ଆଉ ସେ କ୍ୱିଟ୍ ଇଣ୍ଡିଆ ଆନ୍ଦୋଳନରେ ମଧ୍ୟ ଅଂଶଗ୍ରହଣ କରି ଗିରଫ ହୋଇଥିଲେ। ଆଉ ଗୋଟିଏ କଥା ଯାହା ମୋତେ ବହୁତ ଆକର୍ଷିତ କଲା, ତାହା ହେଉଛି 1946ରେ କୋରାପୁଟରେ ଟ୍ରାଇବାଲ ୱେଲଫେୟାର ପାଇଁ ତାଙ୍କର ନବଜୀବନ ମଣ୍ଡଳର ସ୍ଥାପନା। ହଁ, ଏହା କେବଳ ରାଜନୈତିକ ସଂଗ୍ରାମ ନଥିଲା। ସେ ସମାଜର ସବୁଠାରୁ ନିଷ୍ପେଷିତ ବର୍ଗକୁ ଜାତୀୟ ମୁଖ୍ୟସ୍ରୋତକୁ ଆଣିବାକୁ ପ୍ରୟାସ କରୁଥିଲେ। ତାଙ୍କ ପରେ ଯଦି ଆମେ ଦେଖିବା, ସରଳା ଦେବୀଙ୍କ ଅବଦାନ ମଧ୍ୟ ଅତୁଳନୀୟ ଥିଲା। ସରଳା ଦେବୀ ତ ନନ୍ କୋଅପରେସନ୍ ମୁଭମେଣ୍ଟରେ ଯୋଗ ଦେଇଥିବା ପ୍ରଥମ ଓଡ଼ିଆ ମହିଳା ଥିଲେ ନା? ଏକଦମ। ଆଉ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଜାଣିଲେ ଯେ ସେ ତିଲକ ସ୍ୱରାଜ ଫଣ୍ଡ ପାଇଁ ପାଣ୍ଠି ସଂଗ୍ରହ କରିବା ଉଦ୍ଦେଶ୍ୟରେ ଉପବାସ ମଧ୍ୟ କରିଥିଲେ। ବାପ୍ରେ, ଫଣ୍ଡ କଲେକ୍ସନ ପାଇଁ ଫାଷ୍ଟିଂ! ସତରେ ସେମାନଙ୍କ ଡେଡିକେସନକୁ ମାନିବାକୁ ପଡ଼ିବ। ଆଉ ବାଲେଶ୍ୱରର ସଲ୍ଟ ସତ୍ୟାଗ୍ରହରେ ଭାଗ ନେଇ ସେ ଓଡ଼ିଶାର ପ୍ରଥମ କାରାବରଣ କରିଥିବା ମହିଳା ହେବାର ଗୌରବ ମଧ୍ୟ ପାଇଥିଲେ। ସେ କେବଳ ରାସ୍ତାରେ ଆନ୍ଦୋଳନ କରୁନଥିଲେ। ମୁଁ ପଢ଼ୁଥିଲି ଯେ ସେ ଇଣ୍ଡିଆନ୍ ନ୍ୟାସନାଲ କଂଗ୍ରେସର ଇତିହାସକୁ ଓଡ଼ିଆରେ ଅନୁବାଦ କରିଥିଲେ। ହଁ, ଏହା ଏକ ବ୍ରିଲିଏଣ୍ଟ ଷ୍ଟ୍ରାଟେଜି ଥିଲା, ଯାହାଦ୍ୱାରା ସାଧାରଣ ଲୋକେ କଂଗ୍ରେସର ଆଦର୍ଶକୁ ନିଜ ଭାଷାରେ ବୁଝିପାରିବେ। ଏହି ମହିଳା ନେତୃତ୍ୱର ଧାରାରେ ଆଉ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ହେଉଛନ୍ତି ମାଳତୀ ଦେବୀ। ବାଲେଶ୍ୱରର ଇଞ୍ଚୁଡ଼ି ଏବଂ ଶ୍ରୀଜଙ୍ଗଠାରେ ଯେଉଁ ସଲ୍ଟ ସତ୍ୟାଗ୍ରହ ହୋଇଥିଲା, ସେଥିରେ ତାଙ୍କର ବହୁତ ବଡ଼ ଭୂମିକା ଥିଲା। ଦାଣ୍ଡି ପରେ ଇଞ୍ଚୁଡ଼ି ସଲ୍ଟ ସତ୍ୟାଗ୍ରହ ସାରା ଭାରତରେ ଦ୍ୱିତୀୟ ସର୍ବବୃହତ୍ ଥିଲା। ଆଉ ଏହି ଅଞ୍ଚଳରେ ମହିଳାମାନଙ୍କୁ ଆନ୍ଦୋଳନରେ ସାମିଲ କରିବାର ମୁଖ୍ୟ ନେତ୍ରୀ ଥିଲେ ମାଳତୀ ଦେବୀ। ସେ ହିନ୍ଦୁସ୍ତାନୀ ସେବା ଦଳରେ ମହିଳାମାନଙ୍କୁ ଏକାଠି କରିଥିଲେ ଏବଂ କରାଚି ଅଧିବେଶନରେ ମଧ୍ୟ ଯୋଗ ଦେଇଥିଲେ। ମାଳତୀ ଦେବୀଙ୍କ ବିଷୟରେ ସୋର୍ସରେ ଗୋଟିଏ ଶବ୍ଦ ଅଛି ଯାହା ତାଙ୍କର ସାହସକୁ ଦର୍ଶାଉଛି। ଜଣେ ଇଣ୍ଡିଭିଜୁଆଲ ସତ୍ୟାଗ୍ରାହୀ, ମାନେ ଭିଡ଼ ଭିତରେ ରହି ଆନ୍ଦୋଳନ କରିବା ସହଜ, କିନ୍ତୁ ଏକାକୀ ଆଗକୁ ଆସି ବ୍ରିଟିଶ ଆଇନ ଭାଙ୍ଗିବା ଆଉ ଗିରଫଦାରୀ ବରଣ କରିବା ଏଥିପାଇଁ ସମ୍ପୂର୍ଣ୍ଣ ଅଲଗା ସ୍ତରର ଦୃଢ଼ତା ଆବଶ୍ୟକ। ଏବେ ଯଦି ଆମେ ଏହି ସମସ୍ତ ବିଷୟକୁ ଏକାଠି କରି ବିଶ୍ଳେଷଣ କରିବା, ଯାହାକୁ ସୋର୍ସରେ ମ୍ୟାପିଂ ଦି ଷ୍ଟ୍ରଗଲ କୁହାଯାଇଛି, ତେବେ ଗୋଟିଏ ସ୍ପଷ୍ଟ ଚିତ୍ର ଆମ ସାମ୍ନାକୁ ଆସେ। କିପରି ଏହି ସମସ୍ତ ନେତାମାନେ ଉଭୟ ଷ୍ଟେଟ୍ ବିଲ୍ଡିଂ ଏବଂ ନ୍ୟାସନାଲ ମୁଭମେଣ୍ଟରେ ନିଜ ନିଜର ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥିଲେ। ହଁ, ଏହା କୌଣସି ଗୋଟିଏ ସିଙ୍ଗଲ ଟ୍ରାକ୍ ମୁଭମେଣ୍ଟ ନଥିଲା। ଗୋଟିଏ ପଟେ ମଧୁସୂଦନ ଦାସ ଏବଂ କୃଷ୍ଣଚନ୍ଦ୍ର ଗଜପତି ବ୍ୟବସ୍ଥା ଭିତରେ ରହି ଆଇନଗତ ଢାଞ୍ଚା ତିଆରି କରୁଥିଲେ। ଅନ୍ୟପଟେ ଗୋପବନ୍ଧୁ ଦାସ ଗଣମାଧ୍ୟମ ମାଧ୍ୟମରେ ସେହି ବ୍ୟବସ୍ଥାକୁ ଲୋକଙ୍କ ନିକଟରେ ପହଞ୍ଚାଉଥିଲେ, ଆଉ ରମାଦେବୀ, ସରଳା ଦେବୀ ଓ ମାଳତୀ ଦେବୀଙ୍କ ଭଳି ନେତ୍ରୀମାନେ ରାସ୍ତାକୁ ଓହ୍ଲାଇ ବ୍ରିଟିଶ ପ୍ରଶାସନକୁ ସିଧାସଳଖ ଚ୍ୟାଲେଞ୍ଜ କରୁଥିଲେ। ତେବେ ଯଦି ଆମେ ଏହି ପୁରା ଆଲୋଚନାର ନିଷ୍କର୍ଷ କାଢ଼ିବା, ସୋର୍ସର ସେହି ଶେଷ ଉଦ୍ଧୃତିଟା ଏକଦମ ସଠିକ୍ ବସୁଛି। The modern state of Odisha was forged through a multi-dimensional struggle. ଅର୍ଥାତ୍ ଏହା କେବଳ ଗୋଟିଏ ପ୍ରକାରର ଲଢ଼େଇ ନଥିଲା। ଏକ୍ଜାକ୍ଟଲି। ସ୍ଥଗତିମାନଙ୍କର ଲେଜିସ୍ଲେଟିଭ୍ ବ୍ରିଲିଏନ୍ସ, ମାସ୍ ମୋବିଲାଇଜର୍ସମାନଙ୍କର ଗ୍ରାସରୁଟ୍ ଅୱେକନିଂ ଏବଂ ମହିଳା ନେତୃତ୍ୱଙ୍କର ଫିୟରଲେସ୍ ସିଭିଲ୍ ଡିସୋବିଡିଏନ୍ସ, ଏହିସବୁର ସମ୍ମିଶ୍ରଣ ହିଁ ଶେଷରେ ଜାତୀୟ ସ୍ୱାଧୀନତା ଏବଂ ଭାଷାଗତ ପରିଚୟ ଆଣିଦେଇଥିଲା। ଆଉ ଏହା ଜାଣିବା ଶ୍ରୋତାମାନଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? କାରଣ ଏହା ଆମକୁ ଶିଖାଏ ଯେ କୌଣସି ବଡ଼ ପରିବର୍ତ୍ତନ କେବଳ ଗୋଟିଏ ରାସ୍ତାରେ ଆସେ ନାହିଁ।
ଏଥିପାଇଁ ନୀତି ନିର୍ଦ୍ଧାରଣ କରୁଥିବା ବ୍ୟକ୍ତି ଏବଂ ରାସ୍ତାକୁ ଓହ୍ଲାଉଥିବା ଆନ୍ଦୋଳନକାରୀ ଉଭୟଙ୍କର ଆବଶ୍ୟକତା ରହିଛି। ବିଲକୁଲ, ଦୁଇଟି ଯାକା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ଆଉ ଏଠାରେ ମୋ ମନରେ ଗୋଟିଏ ଗଭୀର ପ୍ରଶ୍ନ ଆସୁଛି, ଯାହା ଉପରେ ସମସ୍ତେ ଚିନ୍ତା କରିବା ଦରକାର। ଆଜିର ଏହି ଡିଜିଟାଲ ଏବଂ ଗ୍ଲୋବାଲାଇଜ୍ଡ ଯୁଗରେ ଯେତେବେଳେ କୌଣସି ସମ୍ପ୍ରଦାୟ ନିଜର ଭାଷାଗତ କିମ୍ବା ସାଂସ୍କୃତିକ ପରିଚୟ ବଞ୍ଚାଇବାକୁ ଚେଷ୍ଟା କରୁଛି, ସେତେବେଳେ ଏହି ପୁରୁଣା ଦ୍ୱୈତ ସଂଗ୍ରାମର ମଡେଲ କିପରି ପ୍ରଯୁଜ୍ୟ ହୋଇପାରିବ? ମାନେ, ଆଇନଗତ ଢାଞ୍ଚା ଏବଂ ଗ୍ରାସରୁଟ୍ ଆନ୍ଦୋଳନର ସମନ୍ୱୟ ଆଜିର ସମୟରେ କିପରି ଦିଶିବ? ତାହା ସତ୍ୟରେ ଏକ ଏମିତି ବିଷୟ ଯାହା ଉପରେ ନିଶ୍ଚୟ ଆମକୁ ଆଉଥରେ ଭାବିବାକୁ ପଡ଼ିବ। ଏହା ଏକ ବିରାଟ ପ୍ରଶ୍ନ ଏବଂ ଏହାର ଉତ୍ତର ସମୟ ହିଁ କହିବ। ଆମର ଏହି ଡିପ୍ ଡାଇଭ୍ରେ ଆଜି ସାମିଲ ହୋଇଥିବାର ଏବଂ ଆପଣଙ୍କ ସମୟ ଏବଂ କୌତୂହଳ ପାଇଁ ବହୁତ ବହୁତ ଧନ୍ୟବାଦ।